ମ୍ୟାମ୍ ନମସ୍କାର। ନମସ୍କାର। ପିଲା ସିନା ଠିକ ଟାଇମରେ ଟିକେ ଆସିଯାଆନ୍ତେ ଷ୍ଟାର୍ଟ କରିବାକୁ ସୁବିଧା ହୁଅନ୍ତା। ଆଜି ପଲିଟି ରିଭିଜନ ଷ୍ଟାର୍ଟ କରିବା। ପଲିଟି କିଛି ସମୟ କରିବା, କିଛି ସମୟ ହିଷ୍ଟ୍ରିର ମିଡିଆ ଭଲଟା ବି କରିବା। ତ ସବୁ କ୍ଲାସରେ ପଲିଟି ହିଷ୍ଟ୍ରି ମିଶେଇକି କରିଦେଲେ ଆଉ ଅଳ୍ପ କ୍ଲାସରେ ସରିଗଲେ ତାପରେ ପେଡାଗୋଜିଟା କରିବା। ତା ଗଲେ କୁଆଡେ ଆସୁନାହାନ୍ତି। ଗ୍ରୁପରେ ମେସେଜ ଗଲା ନା ଗଲାନି? ହଁ ମ୍ୟାମ୍ ଆସିଛି। ମୁଁ କ୍ଲାସ ଜଏନ୍ ପାଇଁ ଏବେ ଦେଲି ତ ମେସେଜ, ନା ଏବେ ଦେଇନି ଆଉ? ହଁ ହଁ ଦିଆଥିଲା ଆଗରୁ ଦିଆଥିଲା। ହଁ ଦିଆ ତ ହେଲା। ଠିକ ଅଛି, ହଉ ଷ୍ଟାର୍ଟ କରିବା। ଆଚ୍ଛା, ଆମର କନଷ୍ଟିଟ୍ୟୁସନ ଯୋଉ ହବ, ସେ କନଷ୍ଟିଟ୍ୟୁସନ କରିବା ପାଇଁ ଆଇଡିଆ କିଏ ଦେଇଥିଲେ? ଆମର ଯୋଉ ଫାଷ୍ଟ କଣ ହେଲା ନା, ଫାଷ୍ଟ ଯୋଉ କନଷ୍ଟିଟ୍ୟୁସନ ହେଲା ସେ ଆଇଡିଆ ଟା କିଏ ଦେଇଥିଲେ କନଷ୍ଟିଟ୍ୟୁସନ ହବା ପାଇଁ? BN ରାଓ। ଏମ ଏନ ରୟ ଦେଇଥିଲେ। କେବେ କେତେବେଳେ ଦେଇଥିଲେ ନା 1934 ରେ ଦେଇଥିଲେ। କି ଆମର ଗୋଟେ କଣ ଇଣ୍ଡିଆରେ କନଷ୍ଟିଟ୍ୟୁସନ ହବା କଥା, ସେତେବେଳକୁ କଣ ଆମ ଦେଶ ଇଣ୍ଡିପେଣ୍ଡେନ୍ସ ହେଇନି, ଆମେ 34 ରେ ଅଛ। ସେ କଣ କହିଲେ ନା ଆମର ଗୋଟେ କନଷ୍ଟିଟ୍ୟୁସନ ହବା କଥା ଇଣ୍ଡିଆରେ। ଠିକ ଅଛି। ଆଚ୍ଛା, ଆମର ଯୋଉ କନଷ୍ଟିଟ୍ୟୁସନ ହେଲା, ଯୋଉ କନଷ୍ଟିଟ୍ୟୁସନ ଆସେମ୍ବଲି ହେଲା, କନଷ୍ଟିଟ୍ୟୁସନ ଆସେମ୍ବଲି ସେଥିରେ କେତେ ଜଣ ମେମ୍ବର ଥିଲେ? କନଷ୍ଟିଟ୍ୟୁସନ ଆସେମ୍ବଲିରେ ଟୋଟାଲି ମେମ୍ବର କେତେ ଥିଲେ? ଟୋଟାଲ ମେମ୍ବର 389 ଥିଲେ। ଏଇଟା ମନେ ରଖ, ପକ୍କା ମେମ୍ବର। ଆଉ ଯଦି ପକେଇବ ଓମେନ କେତେ ଜଣ ଥିଲେ? 15 ଜଣ ଓମେନ ମେମ୍ବର ଥିଲେ। 296 ଜଣ କଣ ହେଇଥିଲେ ନା ଇଲେକ୍ଟ ହେଇଥିଲେ। ଇଲେକ୍ଟ କିଏ କରିଥିଲା? ସେତେବେଳେ ତ ଆମର କନଷ୍ଟିଟ୍ୟୁସନାଲ ଆସେମ୍ବଲି ହେଇନଥିଲା, ତାଙ୍କୁ ଇଲେକ୍ଟ କିଏ କରିଥିଲା? ସବୁ ଯୋଉ ଡିଫରେଣ୍ଟ ଡିଫରେଣ୍ଟ ଆମର ଷ୍ଟେଟ ଥିଲେ ତାଙ୍କ ପ୍ରୋଭିନ୍ସ ରୁ ସେମାନେ ପଠେଇଥିଲେ। 296 ଜଣ ଇଲେକ୍ଟ ମେମ୍ବର, ଆଉ 93 ଜଣ କଣ ହେଇଥିଲେ ନା ନୋମିନେଟ ହେଇଥିଲେ। ଏଇଟା ମନେ ରଖ। 399 ଜଣ ଟୋଟାଲି ମେମ୍ବର ଥିଲେ କନଷ୍ଟିଟ୍ୟୁସନାଲ ଆସେମ୍ବଲିର ଯୋଉ ଆମର ତିଆରି ହେଲା। 15 ଜଣ ଲେଡିଜ ଥିଲେ। 296 ଜଣ ଇଲେକ୍ଟ ହେଇଥିଲେ। ଆଉ 93 ଜଣ କଣ ହେଇଥିଲେ ନା ନୋମିନେଟ ହେଇଥିଲେ। କୋଉଠୁ ନା ପ୍ରିନ୍ସଲି ଷ୍ଟେଟ ମାନଙ୍କରୁ। ଠିକ ଅଛି। ଆମର ଫାଷ୍ଟ ମିଟିଂ କେବେ ହେଇଥିଲା କନଷ୍ଟିଟ୍ୟୁସନାଲ ଆସେମ୍ବଲି କରିବା ପାଇଁ? ଆମର ଫାଷ୍ଟ ମିଟିଂ କେବେ ହେଇଥିଲା? ଉଣେଇଶହ କନଷ୍ଟିଟ୍ୟୁସନାଲ ଛୟାଳିଶ ଆସେମ୍ବଲି କରିବା ପାଇଁ ଫାଷ୍ଟ। ଡିସେମ୍ବର 9। ହଁ। 1946 ଡିସେମ୍ବର 9। 9 ଡିସେମ୍ବର 1946 ରେ ହେଇଥିଲା ଆମର ପ୍ରଥମ ମିଟିଂ। ଠିକ ଅଛି। ଆଚ୍ଛା, ତାପରେ ଆମର କେବେ କାର୍ଯ୍ୟକାରୀ ହେଲା? ଆମର କନଷ୍ଟିଟ୍ୟୁସନ କେବେ କାର୍ଯ୍ୟକାରୀ ହେଲା? ଜାନୁଆରୀ 26, 1950। ଜାନୁଆରୀ 26, 1950। ଆଚ୍ଛା, କେବେ ଆଡପ୍ଟ ହେଲା? 26 ଜାନ ନଭେମ୍ବର। ହଁ, 1949। ଯୋଉ ବର୍ଷ ଆମର କଣ ହେଲା ନା କାର୍ଯ୍ୟକାରୀ ହେଲା, ତା ଗୋଟେ ବର୍ଷ ପୂର୍ବରୁ ଆଡପ୍ଟ ହେଇଥିଲା। ଆଉ ମିଟିଂ ହେଇଥିଲା ଫାଷ୍ଟ କେବେ ନା 46 ରେ। ଏଗୁଡା ସବୁ ବହୁତ ବେସିକ ଜିନିଷ ମନେ ରଖିଥାଅ। ଏମ ଏନ ରୟ ଆଇଡିଆ ଦେଇଥିଲେ 34 ରେ। ମେମ୍ବର ଥିଲେ ଟୋଟାଲ 389। 15 ଜଣ ଓମେନ ଥିଲେ। 296 ଜଣ ଇଲେକ୍ଟ ହେଇଥିଲେ। 93 ଜଣ କଣ ନୋମିନେଟ ହେଇଥିଲେ। ଠିକ ଅଛି। ଦେନ୍
ଦେନ୍ ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟି ଆଉ ରାଇଟ୍ସ କରିବା। ଆମେ ଆର ତମ ପାଇଁ ଟାସ୍କ ରହିଲା ଆର କ୍ଲାସରେ ମୁଁ ପାର୍ଟ ଆଉ ଆମର ସିଡ୍ୟୁଲ ଆଉ ଇମ୍ପୋର୍ଟାଣ୍ଟ ଆର୍ଟିକଲ ପଚାରିବି ହେଲା। ତ ତମେ ନେକ୍ସଟ କ୍ଲାସରେ ଯଦି ଆମର କାଲି ରହିଲା ନେକ୍ସଟ କ୍ଲାସ, ତାହେଲେ ନେକ୍ସଟ କ୍ଲାସରେ ତମମାନେ ଏତିକି ପ୍ରିପେୟାର ହେଇକି ଆସିଥିବ। କଣ ନା ପାର୍ଟ ଆଉ ସିଡ୍ୟୁଲ ଆଉ ଆମର ଯେତିକି ଇମ୍ପୋର୍ଟାଣ୍ଟ ଆର୍ଟିକଲ ରହିଲା, ଠିକ ଅଛି। Okay. ଆମେ ଫଣ୍ଡାମେଣ୍ଟାଲ ଡ୍ୟୁଟି ଏବେ କରିବା। ଫଣ୍ଡାମେଣ୍ଟାଲ ଡ୍ୟୁଟିଟା କୋଉ ଆର୍ଟିକଲ କହୁଛି? ଆର୍ଟିକଲ କଣ? 51A। 51A। କୋଉଠୁ 51 है। ଆସିଥିଲା? ସୋର୍ସ କଣ? ରୁଷିଆରୁ ଆସିଥିଲା ସୋର୍ସ। Rusa। ଆଚ୍ଛା, କୋଉ ପାର୍ଟ କହୁଛି? IV। 54A। ପାର୍ଟ 4A। ଆର୍ଟିକଲ 51A ସୋର୍ସ ରଷିଆ ପାର୍ଟ ହେଲା କଣ ନା 4A କହିଲା। ଆଚ୍ଛା, ଇଏ ଆମର କେବେ ଆଡ ହେଇଥିଲା? ଆଡ ହେଇଥିଲା କେବେ? 42nd amendment act 1976। 1976 76। ଆଚ୍ଛା, Amendment जो କୋଉ 76 କମିଟି ରେକମେଣ୍ଡ 1976। କରିଥିଲା? ସ୍ୱରଣ ସିଂ କମିଟି ରେକମେଣ୍ଡେସନ ହେଇଥିଲା। ତ ଆମେ କଣ ଜାଣିଲେ ନା ଫଣ୍ଡାମେଣ୍ଟାଲ ଡ୍ୟୁଟିରେ ଆମର ଆର୍ଟିକଲ ହେଲା 51A ଆଉ ପାର୍ଟ ହେଲା କଣ ନା 4A, ସୋର୍ସ ହେଲା ରଷିଆରୁ, ଆଡ ହେଲା 42nd କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଆକ୍ଟ 1976 ରେ। ଆଚ୍ଛା, 42nd କନଷ୍ଟିଟ୍ୟୁ ଯୋଉ ଆମର ଆମେଣ୍ଡମେଣ୍ଟ ହେଇଥିଲା, 42nd ଆମେଣ୍ଡମେଣ୍ଟକୁ ଆମର କଣ କୁହନ୍ତି ନା ମିନି କନଷ୍ଟିଟ୍ୟୁସନ, ହଁ ନା ନାଇଁ? ମିନି କନଷ୍ଟିଟ୍ୟୁସନ Yes, କାହିଁକି? ma'am। କାହିଁକି ନା ଏଥିରେ ବହୁତ ସାରା ଜିନିଷ ମାନେ ଆଡ ହେଇଥିଲା, ବହୁତ ଚେଞ୍ଜ ହେଇଥିଲା। ତ ଏଇଟା ଗୋଟେ କହିବାକୁ ଗଲେ ଛୋଟ କନଷ୍ଟିଟ୍ୟୁସନ ଟାଇପ ର ହେଇଥିଲା। ଆଚ୍ଛା, ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟି ଆମେ ଜାଣିଲେ କୋଉ କମିଟି ଆମକୁ ରେକମେଣ୍ଡ କଲା ନା ସ୍ୱରଣ ସିଂ କମିଟି ରେକମେଣ୍ଡ କଲା, ଠିକ ଅଛି। ଆଚ୍ଛା, ଫଣ୍ଡାମେଣ୍ଟାଲ ଡ୍ୟୁଟି ଆମର କେତେଟା ଅଛି? 11ଟା। 11ଟା ଅଛି। ଆଗରୁ କେତେଟା ଥିଲା? 11 ନମ୍ବର ଟା 10ଟା। କେବେ ଆଡ ହେଲା? 10। ଆଗରୁ 10ଟା ଥିଲା। 2002। ଏଇ ଯୋଉ 11 ନମ୍ବର ଟା ଆଡ ହେଲା କେବେ ନା 104 ଆମ 86th 86 amendment 2002 2002 ରେ ଆଡ ହେଲା। ହେଲା, ଫଣ୍ଡାମେଣ୍ଟାଲ ଡ୍ୟୁଟି ଆଡ ହେଲା କେବେ ନା ଆମର 42nd ଆମେଣ୍ଡମେଣ୍ଟ ଆକ୍ଟ ରେ। କିନ୍ତୁ ଯୋଉ 11th ନମ୍ବର ଟା 86 ଆମେଣ୍ଡମେଣ୍ଟ ଆକ୍ଟ 2002 ରେ ଆଡ ହେଲା। ଆଚ୍ଛା, ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଗୁଡା କଣ ଜଷ୍ଟିସିଏବଲ ନା ନନ୍ ଜଷ୍ଟିସିଏବଲ? ଏମାନେ ନନ୍ ଜଷ୍ଟିସିଏବଲ, non-justiciable ଠିକ ଅଛି। ଆଚ୍ଛା, ଏଇ ଯୋଉ ଫଣ୍ଡାମେଣ୍ଟାଲ ଡ୍ୟୁଟିଜ ଟା ଆମର କାହା କାହାକୁ ଆଭେଲେବୁଲ ଅଛି? ଓନଲି ଆମର ଇଣ୍ଡିଆନ ସିଟିଜେନ ମାନଙ୍କୁ ଆଭେଲେବୁଲ ଅଛି, ଫରେନର ମାନଙ୍କ ପାଇଁ ଆଭେଲେବୁଲ ନାହିଁ, ଠିକ ଅଛି। ଆଚ୍ଛା, 11ଟା ଫଣ୍ଡାମେଣ୍ଟାଲ ଡ୍ୟୁଟି କଣ ତମେ ତ ଜାଣିଥିବ, ଆଉ ତାକୁ ମୁଁ ଭାବୁଛି ରିଭିଜନ କରିବା ଦରକାର ନାହିଁ, ନା କହିବି ତାକୁ? ନା ମ୍ୟାମ୍। ଠିକ ଅଛି, ଏଇ ଯୋଉ 11ଟା ଫଣ୍ଡାମେଣ୍ଟାଲ ଡ୍ୟୁଟି ଟି ଦେଖିଦେଇଥିବ, କାହିଁକି ନା ବେଳେ ବେଳେ ପକେଇବ କି ୟା ଭିତରୁ କୋଉଟା ନୁହେଁ ଫଣ୍ଡାମେଣ୍ଟାଲ ଡ୍ୟୁଟି। ଦେନ୍ ଡିପିଏସପି। ଡିପିଏସପି ଆମର କେତେ ରୁ କେତେ ଆର୍ଟିକଲ ରହୁଛି? 36 ରୁ 51। 50। ଆର୍ଟିକଲ 36 ରୁ 51 ହେଲା ଡିପିଏସପି। ଠିକ ଅଛି, କୋଉ ପାର୍ଟ ରେ? ପାର୍ଟ 4। ପାର୍ଟ 4। ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟି ହେଲା 4A ଆଉ ଡିପିଏସପି ହେଲା ପାର୍ଟ 4। ଆଉ ସୋର୍ସ କୋଉଠୁ ଆସିଛି? ଆଇର୍ଲାଣ୍ଡ। ଆୟାରଲାଣ୍ଡ ରୁ ଆସିଛି, ଠିକ ଅଛି। ଆୟାରଲାଣ୍ଡ ନହେଲେ ସ୍ପେନ। ଓକେ। ଆଚ୍ଛା, ଏଇ ଯୋଉ ଡିପିଏସପି ଟା ବି, ଡିପିଏସପି ର ଫୁଲ ଫର୍ମ କଣ? ଡିରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପଲିସି। ଡିପିଏସପି ଟା ବି କଣ ନନ୍ ଜଷ୍ଟିସିଏବଲ ନା ଜଷ୍ଟିସିଏବଲ? ନନ୍ ଜଷ୍ଟିସିଏବଲ। ହଉଛି ନନ୍ ଜଷ୍ଟିସିଏବଲ, ଠିକ ଅଛି। ଡିପିଏସପି କି କିଏ କହିଥିଲେ ନୋବେଲ ଫିଚର ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ? ନୋବେଲ ଫିଚର ଆମ୍ବେଦକର। ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ କିଏ କହିଥିଲେ? ଏଟା ଗୋଟେ ଆମ୍ବେଦକର। ଇଣ୍ଡିଆନ କନଷ୍ଟିଟ୍ୟୁସନ ନୋବେଲ ଫିଚର, କିଏ କହିଥିଲେ? ଆମ୍ବେଦକର। ବି ଆର୍ ଆମ୍ବେଦକର କହିଥିଲେ। ଏମାନେ ଏମିତିଆ ଗୋଟେ ଗୋଟେ ଷ୍ଟେଟମେଣ୍ଟ ବେସ୍ଡ ବି ପକେଇଦେ ବେଳେ ବେଳେ, କିଏ କହିଥିଲେ ଏଟାକୁ? ଏଟାକୁ କହିଥିଲେ ବି ଆର୍ ଆମ୍ବେଦକର, କି ଏଟା ନୋବେଲ ଫିଚର ଅଫ ଇଣ୍ଡିଆନ କନଷ୍ଟିଟ୍ୟୁସନ। କନସାଇନ୍ସ ଅଫ ଦ କନଷ୍ଟିଟ୍ୟୁସନ କିଏ କହିଥିଲେ ନା ଗ୍ରାନଭିଲ ଅଷ୍ଟିନ କହିଥିଲେ। କଣ ନା କନସାଇନ୍ସ ଅଫ କନଷ୍ଟିଟ୍ୟୁସନ, ଏଇ ଦିଟା ଟିକେ ଇମ୍ପୋର୍ଟାଣ୍ଟ ପକାଏ, ଠିକ ଅଛି। ଆଚ୍ଛା, ଆମେ ପଢିଲେ 36 ରୁ 51। ତ ଆର୍ଟିକଲ ନମ୍ବର 36 କଣ କହୁଛି? ଆମର ଡିପିଏସପି ହେଲା ଡିରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ
ପାଇଁ ଯୋଉ ଆମର ହେଇଛି, ତ ଏଟା କଣ ଷ୍ଟେଟ ର ଡେଭଲପମେଣ୍ଟ ପାଇଁ କହୁଛି। ତ ଆମର 36 ଟା ତାହେଲେ କଣ କହିବ? ଅବଭିୟସଲି ଷ୍ଟେଟ ବିଷୟରେ କହିବ। କଣ କହିବ ନା ଡେଫିନେସନ ଅଫ ଷ୍ଟେଟ, ଡେଫିନେସନ ଅଫ ଷ୍ଟେଟ। ତାପରେ 37 ଟା କଣ କହିଲା? 37 ଟା କହିଲା କି ଏଟା ଆମର ନନ୍ ଜଷ୍ଟିସିଏବୁଲ। ଠିକ ଅଛି। ମାନେ ଏଠୁ ମନେ ରଖ ଯେମିତି ଆଉ ତମକୁ ନ ପଢିବାକୁ ପଡେ। ଆମ ଯେହେତୁ ଆମେ ଜାଣିଛେ ଡିପିଏସପି ଡିରେକ୍ଟିଭ ପ୍ରିନ୍ସିପଲ ଅଫ ଷ୍ଟେଟ ପଲିସି, ସେ କଣ କହୁଛି ନା ଷ୍ଟେଟ କଥା ଯେହେତୁ ଉଠୁଛି ତେଣୁ ଆଗ ଆମର ଷ୍ଟେଟ ରହିବ। 36 ରୁ ଆରମ୍ଭ। 36 ରେ କଣ କହିଲା ନା ଡେଫିନେସନ ଅଫ ଷ୍ଟେଟ। 37 କଣ ନା ଇଏ କହୁଛି ଆମେ ପଢିଲେ ନନ୍ ଜଷ୍ଟିସିଏବୁଲ। ଏଇ ଯୋଉ ଡିପିଏସପି ଟା ହଉଛି ନନ୍ ଜଷ୍ଟିସିଏବୁଲ, ନନ୍ ଜଷ୍ଟିସିଏବୁଲ। ଆଉ ଏଇଟାକୁ shall not be enforced by any court of law। ଯେହେତୁ ଏଟା ଆମର ଫଣ୍ଡାମେଣ୍ଟାଲ ରାଇଟ ଟା ଯେତେବେଳେ ହାମ୍ପର ହବ ଆମେ ଯାଇକି କୋର୍ଟ ର ଦ୍ଵାରସ୍ଥ ହେଇପାରିବା। ତା ମାନେ କଣ? ଦ୍ୟାଟ ଇଜ ଜଷ୍ଟିସିଏବୁଲ। ଆମର ନନ୍ ଜଷ୍ଟିସିଏବୁଲ ମାନେ ଆମେ ଯାଇକି ଜଷ୍ଟିସ ପାଇଁ ଆମେ କେହି ଯାଇକି କାହା ପାଖରେ ଠିଆ ହେଇପାରିବାନି। ଆମେ ଯାଇକି କାହାକୁ ମାନେ କହିପାରିବାନି ଯେ ଆମକୁ ଜଷ୍ଟିସ ମିଳିନି ଡିପିଏସପି ଥ୍ରୁ ରେ। ତେଣୁକରି ଏଟା ନନ୍ ଜଷ୍ଟିସିଏବୁଲ 38 37 କହୁଛି। ଆଉ କଣ ନା ଏଟା କୋଉ କୋର୍ଟ ଅଫ ଲ ରେ ଆମେ ଯାଇକି ତାକୁ ଏନଫୋର୍ସ କରିପାରିବାନି। ତାପରେ 38 କଣ କହୁଛି ନା ଏଟା ପ୍ରମୋଟ କରୁଛି ସୋସିଆଲ ୱେଲଫେୟାର। ଇଏ କଣ ପ୍ରମୋଟ କରୁଛି ନା ସୋସିଆଲ ୱେଲଫେୟାର କୁ ପ୍ରମୋଟ କରୁଛି। ମିନିମାଇଜ କରୁଛି ଇନଇକ୍ୱାଲିଟି କୁ, ଇନକମ କୁ, ଷ୍ଟାଟସ କୁ, ଅପରଚୁନିଟି କୁ ଆଉ ଫ୍ୟାସିଲିଟି କୁ। ଏଇଟା ପକେଇବ କି କୋଉ ଆର୍ଟିକଲ ଆମର ଇନଇକ୍ୱାଲିଟି କୁ ମିନିମାଇଜ କରୁଛି। ଇନଇକ୍ୱାଲିଟି କୁ ମାନେ ଏଇ ସବୁ କ୍ଷେତ୍ରରେ ଇନଇକ୍ୱାଲିଟି କୁ ମିନିମାଇଜ କରୁଛି। ଇନକମ ରେ, ଷ୍ଟାଟସ ରେ, ଅପରଚୁନିଟି ରେ, ଫ୍ୟାସିଲିଟିଜ ରେ। ଏଟା ହଉଛି ଆର୍ଟିକଲ 38। ତାପରେ 39 କଣ କହୁଛି? adequate means of livelihood। ମାନେ adequate means of livelihood ମାନେ ଗୋଟେ ବଞ୍ଚିବା ପାଇଁ, ଗୋଟେ ଲୋକକୁ ଜୀବନ ବଞ୍ଚିବା ପାଇଁ ତାକୁ ଗୋଟେ adequate means ମିଳୁଥିବା ଦରକାର। ଯେମିତି କି ଆମର fair distribution of wealth। କଣ ନା fair distribution of wealth, wealth ର fair distribution ହବା ଦରକାର। equal pay for equal work। ଏଇଟା ପକେଇଥିଲା ଲାଷ୍ଟ ଇୟର ବୋଧେ କଣ କି ଇକ୍ୱାଲ ପେ ଫର ଇକ୍ୱାଲ ୱାର୍କ ଆମକୁ କିଏ କହୁଛି? ଡିପିଏସପି କହୁଛି ନା ଫଣ୍ଡାମେଣ୍ଟାଲ ରାଇଟ୍ସ କହୁଛି ନା ଫଣ୍ଡାମେଣ୍ଟାଲ ଡ୍ୟୁଟି କହୁଛି? ଡିପିଏସପି କହୁଛି। କୋଉ ଆର୍ଟିକଲ ନା 39 କହୁଛି ଇକ୍ୱାଲ ପେ ଫର ଇକ୍ୱାଲ ୱାର୍କ। ମାନେ ଧର ଗୋଟେ ପୁଅଟେ କାମ କଲା, ଗୋଟେ ଝିଅଟେ କାମ କଲା, ସମାନ କାମ କରିଛନ୍ତି ମାନେ ସମାନ ଦରମା ପାଇବେ। ତାହେଲେ ଆମର 39 ଗଲା। 36 ଆମେ ଜାଣିଲେ ଷ୍ଟେଟ ବିଷୟରେ କହିଲା। 37 କହିଲା ଏଇଟା ସିନା ଡିପିଏସପି କିନ୍ତୁ ଏଟା ନନ୍ ଜଷ୍ଟିସିଏବୁଲ, ତମେ କୋର୍ଟ ର ଦ୍ଵାରସ୍ଥ ହେଇପାରିବ ନାହିଁ। 38 38 କଣ କହିଲା? ଏଟା ସୋସିଆଲ ୱେଲଫେୟାର କୁ ପ୍ରମୋଟ କରୁଛି କି ଆମର ସବୁ ଯୋଉ ଇନକମ ଷ୍ଟାଟସ ରେ କେମିତି ଇନଇକ୍ୱାଲିଟି କମିବ। ତାପରେ 39 କଣ କହିଗଲା ନା ଏଟା ହଉଛି ଫେୟାର ଡିଷ୍ଟ୍ରିବ୍ୟୁସନ କରୁଛି ୱେଲ୍ଥ କୁ, ଇକ୍ୱାଲ ପେ ଫର ଇକ୍ୱାଲ ୱାର୍କ ଦଉଛି। ଦେନ୍ କଣ କହିଲା? 39A କଣ କହିଲା ନା ଫ୍ରି ଲିଗାଲ ଏଡ୍। ଫ୍ରି ଲିଗାଲ ଏଡ୍ ମାନେ ଫ୍ରି ଲିଗାଲ ଏଡ୍ ମାନେ କଣ? ତମେ ଯେତେବେଳେ ତମର ଗୋଟେ କୌଣସି କେସ୍ ବାସ୍ ବାବଦକୁ ଯାଇଥିବ ତମକୁ ଲିଗାଲ ଏଡ୍ ଟା ଫ୍ରି ମିଳିବ। ମାନେ ତମକୁ ସେଠି କଣ ଗଭର୍ଣମେଣ୍ଟ ର ତମ ପାଖରେ ଯଦି ପଇସା ନଥିବ ତାହେଲେ ତମ କେସ୍ ଲଢିବା ପାଇଁ ଗଭର୍ଣମେଣ୍ଟ ର ଗୋଟେ ଓକିଲ ଏଠି ଅଛି। ତେଣୁକରି ତମକୁ ଏଠି ଫ୍ରି ଲିଗାଲ ଏଡ୍ ମିଳୁଛି। 39A। ଦେନ୍ 40 କଣ କହିଲା? କାହିଁକିନା ଏଇଗୁଡ଼ା ସବୁ ପକେଇବ ଡିପିଏସପି ଭିତରୁ ବହୁତ କ୍ୱେଶ୍ଚେନ୍ ଆସେ କାହିଁକିନା ଏଟା ଇମ୍ପୋର୍ଟାଣ୍ଟ। ତ 40 କଣ କହୁଛି ନା ଅର୍ଗାନାଇଜେସନ ଅଫ ଭିଲେଜ ପଞ୍ଚାୟତ, ଅର୍ଗାନାଇଜେସନ ଅଫ ଭିଲେଜ ପଞ୍ଚାୟତ। ଆର୍ଟିକଲ 40 କହିଲା। 41 କଣ କହିଲା କି provides the citizen with right to work, right to education। rights to work, rights to education, ପବ୍ଲିକ ଆସିଷ୍ଟାନ୍ସ ଦିଆହବ। ତେଣୁ ଏଇଟା କିଏ କହିଲା ନା 41 କହିଲା। 39 ଜାଣିଲେ ଫ୍ରି ଲିଗାଲ ଏଡ୍, 40 ରେ ଭିଲେଜ ପଞ୍ଚାୟତ, 41 କହୁଛି ରାଇଟ୍ସ ଟୁ ୱାର୍କ, ରାଇଟ୍ସ ଟୁ ଏଜୁକେସନ। ତାପରେ 42 କଣ କହୁଛି
ନା ପ୍ରୋଭିଜନ ଫର ଜଷ୍ଟ ଆଣ୍ଡ ହ୍ୟୁମାନ କଣ୍ଡିସନ ଅଫ ୱାର୍କ ଆଣ୍ଡ ମ୍ୟାଟର୍ନିଟି ରିଲିଫ ପକେଇଦବ। ମ୍ୟାଟର୍ନିଟି ରିଲିଫ ବିଷୟରେ କୋଉଥିରେ କୁହାଯାଇଛି? ମ୍ୟାଟର୍ନିଟି ବିଷୟରେ କୋଉଥିରେ ନା ଆର୍ଟିକଲ 42 କହୁଛି କି ପ୍ରୋଭିଜନ ଅଫ ଜଷ୍ଟ ଆଣ୍ଡ ହ୍ୟୁମାନ କଣ୍ଡିସନ। ଜଷ୍ଟ ଆଉ ହ୍ୟୁମାନ କଣ୍ଡିସନ ମାନେ କଣ? ଜଷ୍ଟ ଆଉ ହ୍ୟୁମାନ କଣ୍ଡିସନ ମାନେ କଣ? କଣ୍ଡିସନ ଟୁ ୱାର୍କ ମାନେ ତମେ କାମ କରିବା ପାଇଁ ଗୋଟେ ହ୍ୟୁମାନ ମଣିଷ କାମ କଲା ଭଳିଆ ତାକୁ କାମ କରିବା ପାଇଁ ଦବ ଗୋଟେ ସେଇ କଣ୍ଡିସନ ବା ସେଇ ଏନଭାୟରନମେଣ୍ଟ ରେ ସେ କାମ କରିବ। ତା ମାନେ ନୁହେଁ ଯେ ତମେ ଗୋଟେ ଲୋକକୁ ନେଇ କହିବ ତୁ ନିଆଁରେ ଚାଲିବୁ କି ପବନରେ ଉଡିବୁ କି ଗୋଟେ ଯେମିତି ଅନହ୍ୟୁମାନ ସିଚୁଏସନ ନଥିବ। ଜଷ୍ଟ ମାନେ ଯେମିତି ସେ ଲୋକଟା ସେଇ କାମଟାକୁ କରିପାରୁଥିବ ତାକୁ କହୁଛି ଜଷ୍ଟ ଆଣ୍ଡ ହ୍ୟୁମାନ କଣ୍ଡିସନ ଟୁ ୱାର୍କ। ଆଉ ଆମର କଣ କହୁଛି ନା ମ୍ୟାଟର୍ନିଟି ରିଲିଫ ବିଷୟରେ କହୁଛି। ଏନା ଗଭର୍ଣମେଣ୍ଟ ମାଟର୍ନିଟି ରିଲିଫ ଦେଲା ଅଧିକା ତ ସେଥିପାଇଁ ମେ ବି ପକେଇ ଦେଇପାରେ କ୍ୱେଶ୍ଚିନ୍। ତ ମାଟର୍ନିଟି ରିଲିଫ କୋଉଥିରେ କହୁଛି ନା 42 ରେ କହୁଛି। ତାପରେ 43 କଣ ହେଲା ନା ସିକ୍योର ଫର ୱାର୍କର୍ସ ମିନିମମ ୱେଜ ମାନେ ୱାର୍କର୍ସ ମାନଙ୍କୁ କେମିତି ସିକ୍योର ରହିବେ ସେଥିପାଇଁ ତାଙ୍କ ପାଇଁ ଗୋଟେ ମିନିମମ ୱେଜ ଗୋଟେ ମିନିମମ ୱେଜ ଧର ରଖାହବ 300 ଟଙ୍କା ଦିଆହବ କି 400 ଟଙ୍କା ଦିଆହବ। ସେଥିପାଇଁ ଗୋଟେ ମିନିମମ ୱେଜ ଗୋଟେ ଫିକ୍ସ କରାହେଲା ଆର୍ଟିକଲ 43 ରେ ୱାର୍କର୍ସ ମାନଙ୍କ ପାଇଁ କଟେଜ ଇଣ୍ଡଷ୍ଟ୍ରି ପାଇଁ ଏଇ ସବୁ ଜିନିଷ ପାଇଁ। ତାର 43A କଣ କହିଲା? ପାର୍ଟିସିପେସନ ଅଫ ୱାର୍କର୍ସ ଇନ ଦ ମ୍ୟାନେଜମେଣ୍ଟ ଅଫ ଇଣ୍ଡଷ୍ଟ୍ରି। ପାର୍ଟିସିପେସନ ଅଫ ୱାର୍କର୍ସ ଇନ ଦ ମ୍ୟାନେଜମେଣ୍ଟ ଅଫ ଇଣ୍ଡଷ୍ଟ୍ରି। କଣ ମ୍ୟାନେଜମେଣ୍ଟ ଅଫ ଇଣ୍ଡଷ୍ଟ୍ରି ନା ଏଠି ୱାର୍କର୍ସ ମାନେ କଣ କରିବେ ଇଣ୍ଡଷ୍ଟ୍ରିର ମ୍ୟାନେଜମେଣ୍ଟରେ ପାର୍ଟିସିପେଟ କରିବେ। ମାନେ ଧର ସେମାନେ ଗୋଟେ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି ସେଠି ଯଦି ତାଙ୍କୁ ସେମାନେ ତାଙ୍କର କିଛି ରାଇଟ୍ସ ଭାଓଲେଟ ହେଲା କି ତାଙ୍କୁ ତାଙ୍କ ସହିତ ଅନ୍ୟାୟ ହେଲା ସେଥିପାଇଁ କଣ କହୁଛି ନା ସେମାନଙ୍କର ଇଣ୍ଡଷ୍ଟ୍ରିରେ ପାର୍ଟିସିପେଟ ମାନେ ତାଙ୍କର ଗୋଟେ ଆସୋସିଏସନ ରହିବ ୱାର୍କର୍ସ ଆସୋସିଏସନ ଲେବର୍ସ ଆସୋସିଏସନ। ତ ଏଇ ସବୁ ଜିନିଷ ହବା ଦରକାର। ତ ଏଇ ସବୁ ଜିନିଷ ହବା ଦରକାର। ସେଥିପାଇଁ 43A କହୁଛି କ୍ୱେଶ୍ଚିନ୍ ପକେଇଦବ ଯଦି ୱାର୍କର୍ସ ମାନଙ୍କର ଇଣ୍ଡଷ୍ଟ୍ରି ପାର୍ଟିସିପେସନ ପାଇଁ କୋଉ ଆର୍ଟିକଲ କହୁଛି। ଡିରେକ୍ଟଲି ତ ପକେଇ ଦିଏ ପୁରା ଲେଖି ଦେଇଥିବ ଧାଡି ନଚେତ ଏମିତି ବୁଲେଇକି ବି ପକେଇଥିବ। ଦେନ୍ 43A ଗଲା। 43B କଣ କହୁଛି? ପ୍ରମୋସନ ଅଫ କୋଅପରେଟିଭ ସୋସାଇଟି। ଆମର ଯୋଉ କୋଅପରେଟିଭ ସୋସାଇଟି ରହୁଛି କୋଅପରେଟିଭ ସୋସାଇଟି ତାର ପ୍ରମୋସନ କରିବ। ଦେନ୍ 44 କଣ କହୁଛି ନା ୟୁନିଫର୍ମ ସିଭିଲ କୋଡ। ଦେନ୍ 45 କଣ କହୁଛି ଗୋଟେ ସବୁ ଇମ୍ପୋର୍ଟାଣ୍ଟ ଫ୍ରି ଆଣ୍ଡ କମ୍ପଲସରୀ ଏଜୁକେସନ ଫର ଚିଲଡ୍ରେନ୍। ମ୍ୟାମ୍ ଟିକେ ୟୁନିଫର୍ମ ସିଭିଲ କୋଡ୍ ଟା ଟିକେ କହିବେ। ଆଚ୍ଛା ହଁ ଫ୍ରି ଆଣ୍ଡ କମ୍ପଲସରୀ ଏଜୁକେସନ ଆଚ୍ଛା ହଁ ଟିକେ ଖାଲି ଗୋଟେ ମିନିଟ ମ୍ୟୁଟ କରୁଛି ଆସୁଛି। ହଁ ସରି ଟିକେ ଯାଇଥିଲି। ହଁ କଣ କହୁଥିଲେ? 45 ଗଲା ଫ୍ରି କମ୍ପଲସରୀ ଏଜୁକେସନ। ହଁ ୟୁନିଫର୍ମ ସିଭିଲ କୋଡ କହିଲେ। ହଁ ୟୁନିଫର୍ମ ସିଭିଲ କୋଡ କହିଲେ ଆମେ ସିଭିଲ କୋଡ ଏଉଠୁ ଦେଖ ଭାଙ୍ଗି ଦିଅ ସିଭିଲ କୋଡ ମାନେ ତାମାନେ ୟୁନିଫର୍ମ କହିଲେ କଣ ୟୁନିଫର୍ମ ଜିନିଷ ଟା କଣ ସମସ୍ତଙ୍କ ପାଇଁ ସମାନ
यूनिफॉर्म तमे पिंधिबो माने कोन तमे जिते पिंधिबो से सिंता पिंधिबो से सिंता पिंधिबो यूनिफॉर्मिटी मेंटेन हैला माने समस्तक पय समान जिंस तो जो सिविल कोड टा हमर जो नियम कानून से समस्तक पय समान हबो सब देश सारा तुम हमर सब जगह रे यूनिफॉर्मिटी मेंटेन हबो माने सिविल कोड टा यूनिफॉर्म रे रहइबो सिविल कोड टा सबुटी समान मोर रूल हैला लॉ हैला एटा एटा यूनिफॉर्म मेंटेन हबो ठीक अछि देन 46 कोन कहूची मैम सेटा गोवा उत्तराखंड रे केवल लागू ହେଇଛି यूनिफॉर्म सिविल कोड एक्सेप्शनल सेट से तो डिबेटेबल किंतु सेटा अप्लाई भी होउची तो थोड़ा तो माने डिबेट टॉपिक रे रहउची तो सेठी अप्लाई भी होउची तो सेमती कंपलसरी पचार दिए ना 44 आर्टिकल नंबर 44 टा कोठी यूज होची तो गोवा और उत्तराखंड तार आंसर रे थाए सेटा गोवा उत्तराखंड तो आगुरु कम्प्लीटली होउ नथला किंतु एबे सेटा डिबेटेबल टॉपिक माने किछिटा मात्रा रे लागू होउची तो ठीक अच्छे तुम गोवा उत्तराखंड माइंड रखी था जदि सेमती आसिला तो ठीक है 46 कौन कहूची ना प्रमोशन ऑफ एजुकेशनल एंड इकोनॉमिक इंटरेस्ट ऑफ एससी एसटी और वीकर सेक्शन सेमानकर केमती इंटरेस्ट जेनरेट हबो बा तांकर केमती तांको पई किछटा स्कीम्स किछटा कोन फैसिलिटीज एंडले सेमानकर माने एजुकेशनल इन्वॉल्वमेंट ता बढ़िबो प्रमोशन ऑफ एजुकेशनल एंड इकोनॉमिक इंटरेस्ट ସେମାନେ କେମିତି ଇକୋନୋମିକ ଆକ୍ଟିଭିଟିରେ ଇନଭଲ୍ଭ ରହିବେ इंटरेस्ट ऑफ कार ना एससी एसटी आउ अदर वीकर सेक्शन जतिके रहिले ठीक है 46 कहला देन 47 कौन कहला 47 कहला ड्यूटी ऑफ द स्टेट टू रेज द लेवल ऑफ न्यूट्रिशन और स्टैंडर्ड ऑफ लिविंग कौन पाई ना पब्लिक हेल्थ ଆମର ଡିପିଏସପି ରେ କୋଉ ଆର୍ଟିକଲ ରେ ପବ୍ଲିକ ହେଲ୍ଥ ବିଷୟରେ କୁହାଯାଇଛି ଏଟା ହଉଛି 47 ନେ ଏଟା କାହାର ଡ୍ୟୁଟି ନା ଷ୍ଟେଟ ର ଡ୍ୟୁଟି କଣ ନା ଆମର ଯେତିକି ରହିଲେ ଲୋକମାନେ ଷ୍ଟେଟ ରେ ତାଙ୍କର କେମିତି ନ୍ୟୁଟ୍ରିସନ ଲେଭେଲ ଟା ବଢିବ ସେମାନଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ବଢିବ ସେମାନଙ୍କର କେମିତି ମାନେ ହେଲ୍ଥ ଟା ଭଲ ରହିବ ତା ଉପରେ ସେ ଧ୍ୟାନ ଦବ ଏଟା କଣ ନା 47 କହିଲା ଏଠି ତାପରେ 48 କଣ କହିଲା 48 कौन कौचे ऑर्गेनाइजेशन ऑफ एजुकेशन सॉरी एग्रीकल्चर एंड एनिमल हजबेंड्री एग्रीकल्चर एंड एनिमल हजबेंड्री ऊपर कहला कि एना 48 कहला तो भाबुची एउटू 39 टू क्लियर हे तो आउथरे भी रिपीट कर दो 39 ए कहला फ्री रिगालेट दिया हबो 40 कहला ऑर्गेनाइजेशन ऑफ विलेज पंचायत हबो 41 कौन कहला ना राइट टू वर्क और राइट टू एजुकेशन 42 कहला जस्ट राइट टू वर्क और राइट टू एजुकेशन देई देला जे वर्क से करिवो किंतु जस्ट और ह्यूमन कंडीशन ने करिवो तब ठीक अछि जस्ट और ह्यूमन कंडीशन ने कला 43 कौन कहला तार गोटे मिनिमम वेज रखिबो ठीक अछि तापर सेउटु कहला हो ठीक अछि मिनिमम तमे एउटु तुमको देखा केमिति मन रखिया को सुविधा हेगला विलेज पंचायत हैला पंचायत रे कोन डिसाइड 40 रे विलेज पंचायत हैला पंचायत रे कोन डिसाइड हैला कि तमे काम समस्त को दिया जिवो एजुकेशन समस्त को दिया जिवो सेउटु सिंक्रोनाइज पूरा सीरियली करी आसीबो तापर हो ठीक अछि सेटा दबा कामटा किंतु तमे दबो जे गोटे जस्ट और ह्यूमन कंडीशन हेइथिबो दरकार से काम करिया पई आ जो लेडीज माने काम करथिबे तांको मैटरनिटी रिलीफ दबो हैला 42 रे मन रखिलो तापर 43 कौन कहला ठीक अछि ସେମାନେ ସବୁ କାମ ଫାମ କରିବେ କିନ୍ତୁ ତାଙ୍କର ଗୋଟେ ମିନିମम ୱେଜ ରଖିବ ତମେ ଏତିକି ଟଙ୍କା ପାଇବ ଠିକ ଅଛି ସେଥିରେ ବି ରାଜି ହେଲୁ ତାପରେ 43 ଏ କଣ କହିଲା ନା ସେମାନେ ଯୋଉ ପାର୍ଟିସିପେଟ କରୁଥିବେ ତାଙ୍କର ଗୋଟେ ସେମାନଙ୍କ ଯେମିତି ଇଣ୍ଡଷ୍ଟ୍ରି ପାର୍ଟିସିପେସନ ୱାର୍କର ମାନଙ୍କର କିଛି ଗୋଟେ ଭାଗ ରହିବ ଠିକ ଅଛି ସେମାନେ ତାଙ୍କର ଆସୋସିଏସନ କରିଦିଅନ୍ତୁ 43 ଏ ଯାକେ ତମର ମନେ ରହିଗଲା 40 ରୁ 43 43 ବି କଣ କହିଲା ଠିକ ଅଛି ଏମାନେ ଏଠି ପଇସା ପତ୍ର ରୋଜଗାର କରିବେ କୋଉଠି ସବୁ ତାକୁ ରଖିବେ ବା ଲୋନ ଫୋନ ତାଙ୍କ ଦରକାର ହେଲେ ନେବେ ନା କୋଅପରେଟିଭ ସୋସାଇଟି କି ପଳେଇ ଆସିବେ ତାପରେ କଣ ହବ ସମସ୍ତଙ୍କ ପାଇଁ ଆମେ ଗୋଟିଏ ନିୟମ କାନୁନ କରିବା କଣ ନା ୟୁନିଫର୍ମ ସିଭିଲ କୋଡ ଲଗେଇଦବା ଠିକ ଅଛି ତାପରେ ଏମାନଙ୍କ ପାଖରେ ପଇସା ହେଇଗଲା ବ୍ୟାଙ୍କ ରେ ରଖିଲେ ସମସ୍ତଙ୍କ ପାଇଁ ଗୋଟେ ନିୟମ କାନୁନ ହେଇଗଲା ତାପରେ କଣ ହବ ନା ଫ୍ରି ଆଉ କମ୍ପଲସରୀ ଏଜୁକେସନ ଦେଇଦବା ଠିକ ଅଛି 45 ଗଲା ଦେନ୍ 46 କଣ କହିଲା ନା ଆମର ଯୋଉ ଏଜୁକେସନ ଦେଲେ ଯେ ଏଜୁକେସନ ରେ କଣ ସମସ୍ତେ ଆସୁନାହାନ୍ତି ନା ଠିକ ଅଛି ଏସସି ଏସଟି ଆଉ ୱିକର ସେକ୍ସନ ମାନଙ୍କୁ ତାଙ୍କର ଗୋଟେ ଇକୋନୋମିକ ଆଉ ଏଜୁକେଶନାଲ ଆକ୍ଟିଭିଟି ରେ କେମିତି ସେମାନଙ୍କ ଇନଭଲଭମେଣ୍ଟ ବେଶୀ ହବ ଆମେ ତା ପାଇଁ ବ୍ୟବସ୍ଥା କରିଦବା 46 କହିଲା
ତାପରେ 47 କଣ କହିଲା ନା ଏମାନେ ସବୁ ପଇସା ହେଲା ପାଠ ପଢିଲେ ସବୁ କହିଲେ କିନ୍ତୁ ତାଙ୍କ ନ୍ୟୁଟ୍ରିସନ ଲେଭେଲ ଟା ବଢୁନି। ତାହେଲେ ପୁଣି ସେଟାକୁ ଗୋଟେ ଷ୍ଟେଟ କୁ ଦାୟିତ୍ୱ ଦିଆଗଲା। 47 ଷ୍ଟେଟ ର ଦାୟିତ୍ୱ ରହିଲା କେମିତି ଲୋକମାନଙ୍କର ନ୍ୟୁଟ୍ରିସନ ଲେଭେଲ ବଢିବ, ତାଙ୍କର ଷ୍ଟାଣ୍ଡାର୍ଡ ଅଫ ଲିଭିଂ ବଢିବ। 47 କହିଲା। 48 ରେ କହିଲା ଲୋକ ସବୁ କହିଲେ ନ୍ୟୁଟ୍ରିସନ ବଢିଲା କିନ୍ତୁ ନ୍ୟୁଟ୍ରିସନ ବଢିବା ପାଇଁ ଆମର ଏଗ୍ରିକଲଚର ଟା ନିହାତି ଦରକାର। ସେଥିପାଇଁ କଣ ନା ଆମର ଏଗ୍ରିକଲଚର ଆନିମାଲ ହଜବେଣ୍ଡରୀ ଉପରେ ଇମ୍ପୋର୍ଟାଣ୍ଟ ଦିଆ ହେଇଗଲା। ତାପରେ 48A ଆସିଲା। 48A କଣ କହିଲା ପ୍ରୋଟେକ୍ସନ ଆଣ୍ଡ ଇମ୍ପ୍ରୁଭମେଣ୍ଟ ଅଫ ଏନଭାୟରନମେଣ୍ଟ ଆଣ୍ଡ ସେଫଗାର୍ଡ ଅଫ ଫରେଷ୍ଟ ଆଉ ୱାଇଲ୍ଡ ଲାଇଫ। ଆମର ଯେତିକି ରହିଲା ଏନଭାୟରନମେଣ୍ଟ ର ପ୍ରୋଟେକ୍ସନ ହବ, ଏନଭାୟରନମେଣ୍ଟ ର ପ୍ରୋଟେକ୍ସନ ହବ, ଫରେଷ୍ଟ ର ଆଉ ୱାଇଲ୍ଡ ଲାଇଫ ମାନଙ୍କର। ତ ଏମାନଙ୍କର ଏଠି ଯୋଉ ଆନିମାଲ ହଜବେଣ୍ଡରୀ କରିଲେ ଆଉ ଏଗ୍ରିକଲଚର କଲେ ତ ଖାଲି ଯୋଉ ଗଛ ପଛ କାଟି ପକେଇଲେ। ସେଇ ହିସାବରେ ମନେ ରଖିପାରିବ କଣ ନା ଆମର ଏନଭାୟରନମେଣ୍ଟ ର ପ୍ରୋଟେକ୍ସନ ହବ, ଆମର ଫରେଷ୍ଟ ର ପ୍ରୋଟେକ୍ସନ ହବ, ୱାଇଲ୍ଡ ଲାଇଫ ର ପ୍ରୋଟେକ୍ସନ ହବ। ସେଥିପାଇଁ କଣ କରାହେଲା ନା 48A ରେ ରହିଲା। ଆଉ 48A ଟା କେବେ ଆଡ ହେଲା ନା 42nd ଆମେଣ୍ଡମେଣ୍ଟ ଆକ୍ଟ 1976 ରେ। ଠିକ ଅଛି। ଦେନ୍ 49 କଣ କହିଲା ନା ପ୍ରୋଟେକ୍ସନ ଅଫ ମୋନୁମେଣ୍ଟ ଆଣ୍ଡ ପ୍ଲେसेस ଆଣ୍ଡ ଅବଜେକ୍ଟ ଅଫ ନ୍ୟାସନାଲ ଇମ୍ପୋର୍ଟାଣ୍ଟ। କହିଲେ କି ଠିକ ଅଛି ଆମେ ତ ଏଇ ଯୋଉ ଏନଭାୟରନମେଣ୍ଟ ୱାଇଲ୍ଡ ଲାଇଫ ପାଇଁ କରିଦେଲେ, ଆମର ଯୋଉ ମୋନୁମେଣ୍ଟସ ଗୁଡା ଅଛି କି ମାନେ ଆମର ପୁରୁଣା ସବୁ ଯେତିକି ନ୍ୟାସନାଲ ଇମ୍ପୋର୍ଟାଣ୍ଟ ଜାଗା ଗୁଡା ଅଛି ତାର ସବୁ ପ୍ରୋଟେକ୍ସନ ହବା ଦରକାର। ଠିକ ଅଛି ତାକୁ 49 ରେ ରଖିଦିଅ। ଦେନ୍ 50 କଣ କହିଲା? 50 କହିଲା ସେପାରେସନ ଅଫ ଜୁଡିସିଆରୀ ଫ୍ରମ ଏକ୍ଜିକ୍ୟୁଟିଭ। କହିଲେ ଆମେ ସବୁ ବ୍ୟବସ୍ଥା କରିଦେଲେ ଯେ ଆମର ଜୁଡିସିଆରୀ ଆଉ ଏକ୍ଜିକ୍ୟୁଟିଭ ଯଦି ମିଶିକି ରହିବେ, ଏକ୍ଜିକ୍ୟୁଟିଭ ମାନେ ଜୁଡିସିଆରୀଙ୍କ ଉପରେ ପାୱାର ଦେଖେଇକି ତାଙ୍କୁ କଣ କରିବେ ନା ତାଙ୍କ ଫରରେ ସବୁ କେସ୍ ନେବେ। ସେଥିପାଇଁ ଆମେ ଗୋଟେ କାମ କରିବା ସେପାରେଟ କରିଦବା ଏକ୍ଜିକ୍ୟୁଟିଭ ଆଉ ଜୁଡିସିଆରୀ କୁ। 50 କହିଲା। ତାପରେ 51 କଣ କହିଲା? 51 କହିଲା ପ୍ରମୋସନ ଅଫ ଇଣ୍ଟରନ୍ୟାସନାଲ ପିସ୍ ଆଣ୍ଡ ସିକ୍ୟୁରିଟି। କହିଲେ ଠିକ ଅଛି ଆମେ ଜୁଡିସିଆରୀ ଆଉ ଏକ୍ଜିକ୍ୟୁଟିଭ କୁ ଅଲଗା କରିଦେଲେ କିନ୍ତୁ ମାଡଗୋଳ ହେବେ କାହିଁକି ନା ଏତେ ଧନ୍ଦା ହବ କାହିଁକି, ସେଥିପାଇଁ ଆମେ କଣ କରିବା ନା ଗୋଟେ ପିସ୍ ଇଣ୍ଟରନ୍ୟାସନାଲ ଲେଭେଲରେ ଆମର ଅଲଗା ଦେଶ ମାନଙ୍କ ସହିତ କେମିତି ଆମେ ଭଲ ହେଇକି ରହିବା, ସେଥିପାଇଁ ଆମେ କଣ କରିବା ନା ପିସ୍ ଆଉ ସିକ୍ୟୁରିଟି ମେଣ୍ଟେନ କରିବା ପାଇଁ ଗୋଟେ ମାନେ ଆମେ ସେଥିପାଇଁ ଗୋଟେ କ୍ୟାମ୍ପେନ କରିବା ବା ଗୋଟେ ଆୱାରନେସ ଲୋକଙ୍କ ଭିତରେ ଆଣିବା। ତ ଏତିକି ହେଇଗଲା କଣ ନା ଆମର ଡିପିଏସପି କମ୍ପ୍ଲିଟ ହେଇଗଲା। ଠିକ ଅଛି। ମନେ ରହୁଛି ନା ମନେ ରହୁନି? Yes, ma'am. Yes, ma'am. ତ ତମେ ହିଷ୍ଟ୍ରି ହଉ ପଲିଟି ହଉ ବର୍ତ୍ତମାନ ଯଦି ତାକୁ ରିଲେଟ ନ କରିବ ତାହେଲେ ଅସୁବିଧା ହବ। ଆଉ ଗୋଟେ ତମ ପାଇଁ ଟାସ୍କ ହେଲା ତମେ ଏଇଟା ଟିକେ ଘରେ ଦେଖିଥିବ, ରିଭିଜନ କଲେ ବହୁତ ଟାଇମ ଲାଗିବ। ଗାନ୍ଧିଆନ ପ୍ରିନ୍ସିପଲ, ଏଇ ଯୋଉ ଆମର ଡିପିଏସପି ରୁ ଗାନ୍ଧିଆନ ପ୍ରିନ୍ସିପଲ ଆଉ କଣ ନା ଆମର ସୋସିଆଲିଷ୍ଟିକ ପ୍ରିନ୍ସିପଲ ଆଉ କଣ ରହିଲା ନା ଲିବରାଲ ପ୍ରିନ୍ସିପଲ୍ସ। ୟାକୁ ଟିକେ ଦେଖିଥବ କଣ ନା କୋଉ କୋଉ ଆର୍ଟିକେଲ ଗୁଡା ଗାନ୍ଧିଆନ ପ୍ରିନ୍ସିପଲ ଉପରେ ବେଶ କରୁଛି, କୋଉ କୋଉ ଗୁଡା ଏଗୁଡା ପକେଇ ଦେଇପାରେ। ଯେମିତି ଆମର ଗାନ୍ଧିଆନ ପ୍ରିନ୍ସିପଲରେ କଣ ଆସିବ ନା ଆର୍ଟିକିଲ ଆମର ଆସିଯିବ 40 ଆସିଯିବ, 43 ଆସିଯିବ, 43B ଆସିଯିବ, ଆଉ କଣ ଆସିଯିବ ଆମର ଆଉ 46 ଆସିଯିବ, 47 ବି ଆସିଯିବ, 48 ବି ଆସିଯିବ। ତ ତମେ ଟିକେ ଏଇଗୁଡା ଦେଖିଥିବ କି କୋଉ କୋଉ ପ୍ରିନ୍ସିପଲ ଉପରେ କୋଉ କୋଉ ଗୁଡା ରହୁଛି, ତାକୁ ଆମର କ୍ଲାସ ରେ ବି ହେଇଛି। ତମେ ସେ ନୋଟ ବି ଯଦି କରିଥିବ ଦେଖିଦବ, ନ କରିଥିବ ତାହେଲେ ବି କୋଉ ସୋର୍ସ ରୁ ଟିକେ ଦେଖ ହେଲା। ଆଚ୍ଛା ଆମର ପ୍ରେସିଡେଣ୍ଟଙ୍କ ବିଷୟରେ କେତେରୁ କେତେ ଆର୍ଟିକିଲ କୁହାଯାଇଛି? 52 to 60. 52 78 52 ରୁ ଆମର କୁହାଯାଇଛି 78 ଉପରେ। ଆଉ କୋଉ ପାର୍ଟ ରେ କୁହାଯାଇଛି? ପାର୍ଟ ପାର୍ଟ Part ବି 5 5. ହେଲା। ପାର୍ଟ 5 ବିକି ଦେଇଥିବ। ତ 52 ରୁ 78 ଉପରେ କୁହାଯାଇଛି। ଆମେ ଜାଣିଛେ ପ୍ରେସିଡେଣ୍ଟ କଣ ନା ଫାର୍ଷ୍ଟ ସିଟିଜେନ ଅଫ ଇଣ୍ଡିଆ। ସେ ହଉଛନ୍ତି କଣ ନା ହେଡ ଅଫ ଦ ଇଣ୍ଡିଆନ ଷ୍ଟେଟ। ତ ଆଚ୍ଛା 52 ତାହେଲେ କଣ କହୁଛି ପ୍ରଥମେ କଣ ହେବେ there ନା will be a president ହଁ ମାନେ କଣ୍ଟ୍ରିରେ ଜଣେ ପ୍ରେସିଡେଣ୍ଟ ରହିବେ, there will be a president. ହଁ 52 କଣ କହିଲା ତମେ ଦେଖ ଏଇଠୁ କେମିତି ତମେ ସିରିଏଲି ମନେ ରଖିବ। ମୁଁ ତମକୁ କହୁଛି ମନେ ରଖିବା ପାଇଁ, ତାକୁ ସେମିତି ମନେ ରଖି ଚାଲ।
ତ ତମକୁ ଆର୍ଟିକଲ ପୁରା ଘୋଷିବାକୁ ପଡିବନି, ଆଟଲିଷ୍ଟ ଯେତିକି ଏମିତି ତ ମନେ ରଖିପାରିବ ମାନେ ଲାଇନ ଅଫ୍ କରିକି। 52 କଣ କହୁଛି ନା ଜଣେ ପ୍ରେସିଡେଣ୍ଟ ଆମେ ରଖିବା, ଗୋଟେ ଦେୟାର ସାଲ୍ ବି ଏ ପ୍ରେସିଡେଣ୍ଟ, ଆମର ଗୋଟେ ପ୍ରେସିଡେଣ୍ଟ ରଖିବା ଦରକାର ନିହାତି, ଯିଏ କି ଆମର କଣ କରିବେ ନା ଆମର ଗୋଟେ ହେଡ ଅଫ ଷ୍ଟେଟ ହେବେ, ପ୍ରେସିଡେଣ୍ଟ ରହିବା ଦରକାର। 53 କହିଲା ଠିକ ଅଛି ଆମେ ପ୍ରେସିଡେଣ୍ଟ ରଖିଦବା, କିନ୍ତୁ ତାଙ୍କୁ କୋଉ ପାୱାର ଦବା କହିଲେ ତାଙ୍କୁ ଆମେ ଏକ୍ଜିକ୍ୟୁଟିଭ ପାୱାର ଦବା, ଏକ୍ଜିକ୍ୟୁଟିଭ ପାୱାର ଦବା। କାହାର ନା ଆମର ଷ୍ଟେଟ ହେଲା ୟୁନିୟନ ହେଲା ସେ କଣ ନେବେ ନା ଏକ୍ଜିକ୍ୟୁଟିଭ ପାୱାର ନେବେ। 54 କହିଲା ଠିକ ଅଛି ଆମେ ତାଙ୍କୁ ପାୱାର ବି ଦେଇଦବା, ପ୍ରେସିଡେଣ୍ଟ ବି ରଖିଦବା, କିନ୍ତୁ ତାଙ୍କୁ ଆଣିବା କୋଉଠୁ, ତାଙ୍କୁ ବାଛିବା କେମିତି, ଏତେ ଲୋକ ଅଛନ୍ତି ନା ପ୍ରେସିଡେଣ୍ଟ କୁ ଆମେ ଗୋଟେ ଇଲେକ୍ଟ୍ରାଲ କଲେଜ ଥ୍ରୁରେ କଣ କରିବା ନା ତାଙ୍କୁ ସିଲେକ୍ଟ କରିବା, ତ ମାନେ ସରି ଇଲେକ୍ଟ କରିବା। ତ ଏଠି ତାହେଲେ କଣ କରାଗଲା ନା ଏଠି ତାଙ୍କ ଇଲେକ୍ସନ ବିଷୟରେ କୁହାଗଲା, elected by an electoral college। ठीक है, ଠିକ ଅଛି। ତ ଠିକ ଅଛି ଇଲେକ୍ଟ୍ରାଲ କଲେଜ କରିବା ଯେ, ତାହେଲେ ସେ ଯୋଉ ଇଲେକ୍ଟ୍ରାଲ କଲେଜ ରେ ସବୁ କିଏ କିଏ ରହିବେ ତାଙ୍କୁ ବାଛିବା ପାଇଁ, କିଏ କିଏ ରହିବେ କହିଲ ପ୍ରେସିଡେଣ୍ଟ ଇଲେକ୍ସନରେ କିଏ କିଏ ରହିବେ? ଲୋକସଭା, ରାଜ୍ୟସଭା ଆଉ ମେମ୍ବର ଅଫ ଲେଜିସ୍ଲେଟିଭ ଆସେମ୍ବଲି ଆଉ ଦିଲ୍ଲୀ ଆଉ ପୁଡୁଚେରୀ ହଁ ୟୁନିୟନ। ତ ଆମର 52 ରେ ଜାଣିଲେ ଜଣେ ପ୍ରେସିଡେଣ୍ଟ ରଖିବା, ଠିକ ଅଛି। 53 ରେ କହିଲେ ଆମେ କଣ ନା ତାକୁ ଏକ୍ଜିକ୍ୟୁଟିଭ ପାୱାର ଦେଇଦବା, ଠିକ ଅଛି। 54 ରେ କହିଲେ ତାଙ୍କୁ ଇଲେକ୍ଟ କରିବା, ଠିକ ଅଛି। ସେ ଯୋଉ କଲେଜ ଟା ହବ ତା ଦେହରେ କିଏ ରହିବେ ନା ଆମର ଲୋକସଭାର, ଆମର ରାଜ୍ୟସଭାର ଆଉ ଆମର ଯୋଉ ବିଧାନ ସଭା ରହିଲା ବା ଯୋଉଟା ଆମେ କହୁଛେ ଷ୍ଟେଟ ଲେଜିସ୍ଲେଟିଭ ଆସେମ୍ବଲି, ତ ଏଠିକାର ଆଉ ଦିଲ୍ଲୀ ଆଉ ପୁଡୁଚେରୀର ଆସେମ୍ବଲିର କଣ ହବ ନା ଆମର ସବୁ ଯୋଉ ଇଲେକ୍ଟେଡ ମେମ୍ବର ମାନେ ସେଇମାନେ ଆ ଭିତରେ ପାର୍ଟିସିପେଟ କରିବେ। ଏଇଟା ଇମ୍ପୋର୍ଟାଣ୍ଟ ମନେ ରଖିଥା, ନୋମିନେଟେଡ ମେମ୍ବର ମାନେ ପ୍ରେସିଡେଣ୍ଟ ଇଲେକ୍ସନରେ ପାର୍ଟିସିପେଟ କରିପାରିବେ ନାହିଁ, ଯୋଉ ମେମ୍ବର ମାନେ ଇଲେକ୍ଟ ହେଇଥିବେ ସେଇମାନେ ହିଁ ଆଦେହରେ ପାର୍ଟିସିପେଟ କରିବେ। 54 ରେ ଗଲା ତାଙ୍କର ଇଲେକ୍ସନ ବିଷୟରେ କହିଲା, ତାପରେ 55 କଣ କହିଲା କି ଠିକ ଅଛି ଆମେ ତାଙ୍କୁ ଏଇ ଇଲେକ୍ଟ୍ରାଲ କଲେଜ ହବ ଯେ, ତ ତାଙ୍କୁ ଆମେ ତାହେଲେ କିଏ ତାଙ୍କୁ କୋଉ ମ୍ୟାନରରେ ତାଙ୍କୁ ଇଲେକ୍ଟ କରିବା, indirectly ସିଙ୍ଗଲ ମ୍ୟାନର ଅଫ ଟ୍ରାନ୍ସ indirect ସିଲେକ୍ସନ। ତ ମ୍ୟାନର କଣ ନା କହିଲେ ନା ତାଙ୍କୁ ଆମେ Indirect ଆଉ ଇନଡାଇରେକ୍ଟଲି secret କରିବା। ballot। ସିଙ୍ଗଲ second ଟ୍ରାନ୍ସଫରମେସନ, ସିଙ୍ଗଲ ଟ୍ରାନ୍ସଫରମେସନ। ହଁ ସିଙ୍ଗଲ ଟ୍ରାନ୍ସଫରେବଲ ଭୋଟ ରହିବ, ଇନଡାଇରେକ୍ଟଲି ଇଲେକ୍ଟ ହେବେ, ଆଉ ଗୋଟେ ସିକ୍ରେଟ ବ୍ୟାଲଟ ରେ ହେବେ, ମାନେ ସିକ୍ରେଟ ମାନେ ବ୍ୟାଲଟ ମାନେ ଯେମିତି ସିକ୍ରେଟ ଭୋଟ ଆମର ଚାଲିଛି ସେମିତି। ତ ଏଠି ଆମର ସିଙ୍ଗଲ ଟ୍ରାନ୍ସଫରେବଲ ଭୋଟ ହବ, ତ ଠିକ ଅଛି ତାହେଲେ। ହଁ ଆଉ ମାନେ ଯୋଉ ଭୋଟ ହବ ଲୋକସଭା ଆଉ ରାଜ୍ୟସଭାର କହିଦେଇଥିଲି ମୁଁ କଣ ନା ସେମାନଙ୍କର ସେଟା ଏତେ ଭିତରକୁ ଯିବା ଦରକାର ନାହିଁ କି ଯୋଉ ଭୋଟର କେତେ ଇଏ ମାନେ ତଥାପି କହିଛି ଭ୍ୟାଲ୍ୟୁ କେତେ, ଭ୍ୟାଲ୍ୟୁ କଣ ନା ଏମଏଲଏ ମାନଙ୍କର ଭ୍ୟାଲ୍ୟୁ ହଉଛି ଯେତିକି ଏମଏଲଏ ମାନେ ରହିଲେ, ଟୋଟାଲ ପପୁଲେସନ ଅଫ ଷ୍ଟେଟ ହଁ ଟୋଟାଲ ପପୁଲେସନ ଅଫ ଷ୍ଟେଟ ଡିଭାଇଡେଡ divided ବାଇ by ଯେତିକି view ଏମଏଲଏ ଅଛନ୍ତି total ଇଣ୍ଟୁ amount 1/100। 1 by ଠିକ 100 ଅଛି ଏଟା ହେଲା ଏମଏଲଏ ମାନଙ୍କର ଭ୍ୟାଲ୍ୟୁ। ଆଉ ଏମପି ମାନଙ୍କର total ଟୋଟାଲ amount ଭୋଟ ଅଫ ଅଲ ଏମଏଲଏ ଅଫ ଅଲ ଷ୍ଟେଟ, ଟୋଟାଲ total vote of ଭୋଟ ଅଫ all amount ଅଲ ଏମଏଲଏ ଅଫ ଅଲ ଷ୍ଟେଟ, ଏଇ ଯୋଉ ଏମଏଲଏ ଯେତିକ ସବୁ ଭୋଟ କଲେ ହେଲା, ଡିଭାଇଡେଡ ବାଇ ଟୋଟାଲ ମେମ୍ବର ଅଫ ଇଲେକ୍ଟେଡ ମେମ୍ବର ଅଫ ପାର୍ଲାମେଣ୍ଟ, ପାର୍ଲାମେଣ୍ଟର କେତେ ଜଣ ଇଲେକ୍ଟେଡ ମେମ୍ବର ଅଛନ୍ତି କରିଦେଲେ ଏମପି ର ବାହାରିଗଲା। ଏଇଟା ଏତେ ପକେଇବନି ଏମଏଲଏ ଏମପିଙ୍କର ଭୋଟର ରେସିଓ ପଚାରିବନି, ତେଣୁ ଛାଡ ଆମେ ଜାଣିଲେ କଣ ମାନେ ଇନଡାଇରେକ୍ଟଲି ହେଲେ। ଆଉ ଆର୍ଟିକଲ 55 କହିଲା ତାଙ୍କର ଯୋଉ ମ୍ୟାନର ଅଫ ଇଲେକ୍ସନ ବିଷୟରେ। ଦେନ୍ ଆର୍ଟିକଲ 56 କଣ କହୁଛି ନା ଠିକ ଅଛି ସେ ଆମେ ତାଙ୍କୁ ଇଲେକ୍ଟ ପ୍ରେସିଡେଣ୍ଟ ରହିବେ, ପ୍ରେସିଡେଣ୍ଟ ଏକ୍ଜିକ୍ୟୁଟିଭ ପାୱାର ନେବେ, ତାପରେ ପ୍ରେସିଡେଣ୍ଟ ଇଲେକ୍ଟ ହେବେ, ଇଲେକ୍ଟ୍ରାଲ କଲେଜ କରିବା, ତାପରେ କଣ ତାଙ୍କୁ ଇଲେକ୍ସନ କରିବାର ମ୍ୟାନର ବି ଜାଣିଗଲେ କିଏ ମାନେ କେମିତି ମ୍ୟାନରରେ ହବ, ତାହେଲେ ସେ କେତେ ଦିନ ପାଇଁ ରହିବେ, କଣ ସବୁଦିନ ପାଇଁ ରହିବେ ନା ନା ସେ ତାଙ୍କର 5 years। only ଟର୍ମ 5 ଟାକୁ ସେ କରିବେ, କେତେ ଦିନ ଟର୍ମ ନା 5 ଇୟର ତ ସେ ରହିବେ। ତାଙ୍କ ଟର୍ମ ବିଷୟରେ କହିଲା, ପ୍ରେସିଡେଣ୍ଟଙ୍କ ଟର୍ମ ବିଷୟରେ। ଆଚ୍ଛା ସେ ଯଦି 5 ବର୍ଷ ପୂର୍ବରୁ ଚାହିଁବେ ତାହେଲେ କଣ ନା ରିଜାଇନ କରିଦେଇ ପାରିବେ, କାହାକୁ ଦେବେ ନା ଭାଇସ ପ୍ରେସିଡେଣ୍ଟକୁ ତାଙ୍କ ରେଜିଗ୍ନେସନ ଟା ଦେଇଦେବେ। ତାପରେ 57 କଣ କହିଲା କି ଯଦି ସେ ରିଜାଇନ କରିଦେଲେ କି ଯଦି 5 ବର୍ଷ ସରିଗଲା ପରେ ସେ ପଳେଇଲେ କଣ କରିବା ନା ରି ଇଲେକ୍ସନ କରିଦବା, ରି ଇଲେକ୍ସନ ବିଷୟରେ କୁହାଗଲା। ଠିକ ଅଛି
ଦେନ୍ 58 କଣ କହିଲା ନା ଠିକ ଅଛି ଆମେ ଏତେ ସବୁ ଜିନିଷ ବୁଝିଦେଲେ ଯେ କିନ୍ତୁ ଆମେ କଣ ଯୋଉ ଲୋକ ଆସିବ ଆମେ ତାକୁ ପ୍ରେସିଡେଣ୍ଟ କରିଦବା ତାଙ୍କର କ୍ୱାଲିଫିକେସନ ଗୋଟେ କିଛି ରଖିବା ନା ଆଉ ତ ତାଙ୍କ କ୍ୱାଲିଫିକେସନ ବିଷୟରେ କୁହାଗଲା କୋଉଥିରେ ନା 58 ରେ କଣ ନା ସିଟିଜେନ ଅଫ ଇଣ୍ଡିଆ ହେଇଥିବେ 35 ବର୍ଷ ଏଜ ହେଇଥିବ ଆଉ ସିଏ କଣ ନା ସିଏ ଲୋକସଭା କିମ୍ବା ରାଜ୍ୟସଭାର ମେମ୍ବର ଭାବେ କ୍ୱାଲିଫାଏଡ ହେଇନଥିବେ should be qualified for election ମାନେ ସେ କଣ ନା ଲୋକସଭା ରାଜ୍ୟସଭା ମେମ୍ବର ହେଇ ନଥିବେ କିନ୍ତୁ ସେଠି ସେ ମେମ୍ବର ହବା ପାଇଁ ମାନେ ସେମାନେ ସେ କ୍ୱାଲିଫାଏଡ ଥିବେ ତାଙ୍କ ପାଖରେ ସେ କ୍ୱାଲିଫିକେସନ ଥିବ ଠିକ ଅଛି ଆଉ ସେ କୌଣସି ପ୍ରଫିଟେବୁଲ ସଂସ୍ଥାରେ ନଥିବେ ବା ଆଉ କୌଣସି ପ୍ରଫିଟେବୁଲ ମାନେ ଇଏରେ ଇନଭଲ୍ଭ ଏନଗେଜ ନଥିବେ ତାଙ୍କ ନାଁରେ କୌଣସି କ୍ରିମିନାଲ କେସ୍ ନଥିବ ଏଇଆ ସବୁ ଆଉ କଣ ତାପରେ 59 କଣ କହିଲା କି କଣ୍ଡିସନ ଅଫ ଦ ଅଫିସ ଅଫ ପ୍ରେସିଡେଣ୍ଟ ତାଙ୍କ ଅଫିସ କ୍ୱାଲିଫାଏଡ ହେଇଗଲେ ପ୍ରେସିଡେଣ୍ଟ ଇଲେକ୍ସନ ହେଇଗଲା କ୍ୱାଲିଫିକେସନ ଦେଖା ହେଇଗଲା ତ ତାଙ୍କ ଅଫିସ ର କଣ୍ଡିସନ ଉପରେ ଦେଖାହବ କଣ ନା କଣ୍ଡିସନ ଅଫ ଦ ଅଫିସ ଅଫ ଦ ପ୍ରେସିଡେଣ୍ଟ ଆଚ୍ଛା ଆମେ କଣ ପଢିଲେ ନା ସିଏ ଗୋଟେ କୌଣସି କଣ୍ଡିସନ କଣ ରହିବ ନା ସିଏ ଇଦର ହାଉସ ର ମାନେ ପାର୍ଲାମେଣ୍ଟ ର ଲୋକସଭାର ହଉ କିମ୍ବା ରାଜ୍ୟସଭାର ହଉ ସେ ମେମ୍ବର ହେଇନଥିବେ ଠିକ ଅଛି ତାପରେ ଅମ୍, ଆ, ତାଙ୍କୁ ଯୋଉ ସୁବିଧା ସୁଯୋଗ ଦିଆଯିବ ତାଙ୍କୁ ଯୋଉ ଆଲାଉନ୍ସେସ୍ ଦିଆଯିବ କି ଯୋଉ ସୁବିଧା ସୁଯୋଗ ପ୍ରିଭିଲେଜେସ ଦିଆଯିବ ତାକୁ କିଏ ଡିଟରମାଇନ କରିବ ପାର୍ଲାମେଣ୍ଟ। ତାକୁ ପାର୍ଲାମେଣ୍ଟ ଡିସାଇଡ କରିବ ମାନେ ତାଙ୍କ କଣ୍ଡିସନ ହଉଛି ଏଇଗୁଡା କଣ ନା ସେ ଲୋକସଭା ରାଜ୍ୟସଭାର ମେମ୍ବର ହେଇନଥିବେ ପ୍ଲସ ପାର୍ଲାମେଣ୍ଟ ତାକୁ ଡିସାଇଡ କରିବ ଆଉ ତାପରେ ତାଙ୍କର ଯୋଉ ତାଙ୍କୁ ଯୋଉ ସୁବିଧା ସୁଯୋଗ ଦିଆଯାଉଥିବ ସେଟା କଣ ହବ ତାଙ୍କ ଅଫିସ ଟର୍ମ ଥିଲା ଭିତରେ ସେଟା କମ ହବନି କି ନାଇଁ ତମକୁ ଆଜି ଘର ଦେଲୁ ତମେ 6 ମାସ ପରେ ଟିକେ ଅସୁବିଧା ହେଲା ସେ ଘର ଛାଡିଦିଅ ସେମିତି ହେଇପାରିବନି ସେ ତାଙ୍କ ଅଫିସ ରେ ଅଛନ୍ତି ମାନେ ସେ ତାକୁ ଏଞ୍ଜୟ କରିବେ ଠିକ ଅଛି ତାପରେ 60 କଣ କହିଲା ନା ତାଙ୍କ ଓଥ ଓଥ ବିଷୟରେ କି ଏ ତ ଇଲେକ୍ଟ ହେଇଗଲେ ସବୁ ଜିନିଷ ହେଇଗଲା ତାକୁ ଓଥ ଦେଇଦବା ତ ତାଙ୍କୁ ଓଥ କିଏ ଦେବେ ସୁପ୍ରିମ କୋର୍ଟ ର ଚିଫ ସିଜିଆଇ ଦେବେ ଚିଫ ଜଷ୍ଟିସ। ଜଷ୍ଟିସ ଅଫ ଇଣ୍ଡିଆ ଦେବେ ଯଦି ସିଜିଆଇ ନଥିବେ ତାହେଲେ କିଏ ଦବ ନା ସୁପ୍ରିମ ସିନିୟର କୋର୍ଟ ର ମୋଷ୍ଟ ଯେ ଜଜ। ସିନିୟର ମୋଷ୍ଟ ଜଜ ଥିବେ ହେଲା ସିନିୟର ମୋଷ୍ଟ ଜଜ ମାନେ ଭାବିବନି ଏଜ ରେ କି ଏଜ ରେ ଯାହାକୁ 75 ବର୍ଷ ସିଏ ହେଲା ସିନିୟର ମୋଷ୍ଟ ସବୁବେଳେ ମନେ ରଖିଥାଅ କି ସେ କେତେ ବର୍ଷ କାମ କରିଛି ତାର କାମର ସିନିୟରିଟି କି ଦେଖାଯାଏ ଏକ୍ସପିରିଏନ୍ସ ବୟସର ସିନିୟରିଟି କି ଦେଖାଯାଏ ଠିକ ଅଛି ଦେନ୍ 61 କଣ କହୁଛି ଇମ୍ପିଚମେଣ୍ଟ କି ସବୁ ଜିନିଷ ହେଲା ସେ ତ ରେଜିଗ୍ନେସନ ଦେଲେ ଭାଇସ ପ୍ରେସିଡେଣ୍ଟ କୁ ଦେବେ କିନ୍ତୁ ତାଙ୍କୁ ଯଦି ଆମେ ସେ କିଛି ଭୁଲ ଭାଲ କାମ କଲେ ଯଦି ଭାଓଲେସନ କଲେ କନଷ୍ଟିଟ୍ୟୁସନ କୁ ତାହେଲେ ତାଙ୍କୁ କଣ କରିବା ନା ଇମ୍ପିଚମେଣ୍ଟ କରିଦବା ତ ଏଠି କଣ କଲେ ତାଙ୍କୁ ବାହାର କରିଦବା ତାଙ୍କୁ 61 ରେ କଣ କହିଲା ନା ତାଙ୍କର ଇମ୍ପିଚମେଣ୍ଟ ବିଷୟରେ କହିଲା ଇମ୍ପିଚମେଣ୍ଟ ବିଷୟରେ କହିଲା ଆଚ୍ଛା ସେ ଯଦି ଇମ୍ପିଚମେଣ୍ଟ ତାକୁ କରାଯିବ ତାଙ୍କୁ ବାହାର କରାଯିବ ତାହେଲେ ଏଟା କୋଉଠୁ ଷ୍ଟାର୍ଟ ହବ ତାଙ୍କ ଇମ୍ପିଚମେଣ୍ଟ ଏନି ପ୍ରୋସେସ ହାଉସ ଟା ଏଟା ଇଦର ହାଉସ ରୁ ଷ୍ଟାର୍ଟ ହବ ମାନେ ଲୋକସଭାରୁ ଷ୍ଟାର୍ଟ ହେଇପାରେ କିମ୍ବା ରାଜ୍ୟସଭାରୁ ଷ୍ଟାର୍ଟ ହେଇପାରେ କେମିତି ଷ୍ଟାର୍ଟ ହବ ନା 1/3 ୱାନ ଫୋର୍ଥ ମେମ୍ବର କଣ କରିବେ ନା ଯେକୌଣସି କନସେଣ୍ଟ ହାଉସ ଦେବେ। ହଉ ଧର ଆମର ଲୋକସଭାରୁ ଷ୍ଟାର୍ଟ ହେଲା 1/4 ମେମ୍ବର ଅଫ ଲୋକସଭା ମାନେ ଲୋକସଭାର ଯେତିକି ମେମ୍ବର ଥିବେ ତାଙ୍କୁ 4 ଭାଗରୁ ଭାଗେ କଣ କରିବେ ଗୋଟେ ରିଟିନ ଦେବେ କାହାକୁ ଦେବେ ନା ପ୍ରେସିଡେଣ୍ଟ କୁ ଦେବେ 1/4 ମେମ୍ବର ତ ପ୍ରେସିଡେଣ୍ଟ ତାକୁ କଣ କରିବେ ନା 14 ଦିନ ଯାକେ ରଖିବେ ତାଙ୍କୁ ନିଜକୁ ଡିଫେଣ୍ଡ କରିବା ପାଇଁ କି ତାଙ୍କ ବିଷୟରେ ସଫେଇ ଦବା ପାଇଁ ତାପରେ କଣ ହବ 14 ଦିନ ପରେ ଯଦି ସେ ଯୋଉ ଏକ୍ସପ୍ଲାନେସନ ଦେଇଥିବେ ଏମାନଙ୍କୁ ସାଟିସ୍ଫାକ୍ଟୋରୀ ଲାଗିଲା ନାହିଁ ତାହେଲେ ପୁଣି ଫରୱାର୍ଡ କରାହବ ପୁଣି ରାଜ୍ୟସଭାକୁ ଯିବ ପାସ୍ ହେଇଗଲେ ସରିଲା ସେ ଇମ୍ପିଚ ହେଇଗଲେ ଠିକ ଅଛି ଆଚ୍ଛା ଆର୍ଟିକଲ 62 କଣ କହିଲା 1 କହିଲା ତ ଇମ୍ପିଚମେଣ୍ଟ 62 କଣ କହିଲା କି ତାଙ୍କ ଭ୍ୟାକାନ୍ସି ବିଷୟରେ
ଯଦି ସେ ରହିବେନି ପଳେଇ ଯାଇଥିବେ କୁଆଡେ କି ଛୁଟିରେ ଯାଇଥିବେ କି ସେ ଇମ୍ପିଚ ହେଇଯାଇଛନ୍ତି କି ସେ ରିଜାଇନ କରିଦେଇଛନ୍ତି ତ ତାଙ୍କ ଜାଗାରେ କିଏ ପ୍ରେସିଡେଣ୍ଟ ର କାମ କରିବ? ଭାଇସ୍ ପ୍ରେସିଡେଣ୍ଟ। ଭାଇସ୍ ପ୍ରେସିଡେଣ୍ଟ। ଠିକ ଅଛି ନା ନାଇଁ? ତ ଭାଇସ୍ ପ୍ରେସିଡେଣ୍ଟ କୁ ବି ଯଦି ଭାଇସ୍ ପ୍ରେସିଡେଣ୍ଟ ନଥିବେ, ଯଦି ଆମର ଭାଇସ୍ ପ୍ରେସିଡେଣ୍ଟ ନଥିବେ ତାହେଲେ ସିଜିଆଇ ରହିବେ। ଠିକ ଅଛି। ଓକେ। ଆଚ୍ଛା, ପ୍ରେସିଡେଣ୍ଟ କୁ ଆମର କୋଉ କୋଉ ପାୱାର ସବୁ ଦିଆ ହେଇଥାଏ? ଆଚ୍ଛା, ଆଉ ଗୋଟେ ଆର୍ଟିକିଲ ମନେ ରଖିଥା, 71, ଆର୍ଟିକିଲ ନମ୍ବର 71। ଏଟା ହଉଛି କଣ ନା ଆମର ପ୍ରେସିଡେଣ୍ଟଙ୍କର ଯୋଉ ଇଲେକ୍ସନରେ ଯାହା ବି ଯଦି କିଛି ପ୍ରୋବ୍ଲେମ ରହିଲା କିଛି ଡିସ୍ପୁଟ ରହିଲା ସେଟା କଣ ହବ ନା ସୁପ୍ରିମ କୋର୍ଟ ତାକୁ ଡିସାଇଡ କରିବ ସେଥିରେ କଣ କରାଯିବ। ସେଟା ଆର୍ଟିକିଲ 71 ମନେ ରଖିଥା। କଣ ନା ଆମର ପ୍ରେସିଡେଣ୍ଟ ଇଲେକ୍ସନରେ ଯୋଉ ପ୍ରୋବ୍ଲେମ ହବ ଯୋଉ ଡିସ୍ପୁଟ ହବ ତ ସେଟା କୋଉଠି ମାନେ ଠିକ ମାନେ ସେଟା କୋଉ ଆର୍ଟିକିଲ ରେ କୁହାଯାଇଛି କି ତାକୁ ସୁପ୍ରିମ କୋର୍ଟ ଠିକ କରିବ? ଆର୍ଟିକିଲ କଣ ନା 71। ଠିକ ଅଛି। ଆଚ୍ଛା, ପ୍ରେସିଡେଣ୍ଟ କୁ ଆମର ସବୁ କଣ କଣ ପାୱାର ଦିଆ ହେଇଛି? ଭେଟୋ ପାୱାର ଜାଣିଥିବ। Yes, ma'am. ତ ଭେଟୋ ପାୱାର ଆଚ୍ଛା 71 ରେ ତ ଜାଣିଲେ ତାଙ୍କର ଡିସ୍ପୁଟ ଟା ସୁପ୍ରିମ କୋର୍ଟ ଠିକ କରିବ। 72 ରେ କଣ ଦିଆହେଇଛି ନା ପାର୍ଡନିଂ ପାୱାର ଦିଆହେଇଛି। Pardon. ମାନେ କଣ ସେ କ୍ଷମା କରିପାରିବେ, ରାଜକ୍ଷମା ଯୋଉଟା କୁହାଯାଏ। ଆଚ୍ଛା, ପ୍ରେସିଡେଣ୍ଟ କଣ କରିବେ ନା ତାଙ୍କର ଯୋଉ ଭେଟୋ ପାୱାର ଦିଆହେଇଛି, ତାଙ୍କୁ କେତେଟା ଭେଟୋ ପାୱାର ଦିଆହେଇଛି? ତିନିଟା ତିନିଟା ଦିଆହେଇଛି। କଣ କଣ ଦିଆହେଇଛି ନା ଆବସଲ୍ୟୁଟ ଭେଟୋ। Absolute. ପକେଟ ଭିଟୋ। ଆଚ୍ଛା, ସେ ଭେଟୋ ପାୱାର ଟାକୁ ସେ ମନି ବିଲ୍ ରେ ୟୁଜ କରିପାରିବେ, ହଁ ନା ନାଇଁ? ନା କରିପାରିବେ ନା ନାହିଁ। ଠିକ କରିପାରିବେ ନା। ଠିକ ଅଛି। ତ ଆବସଲ୍ୟୁଟ ଭେଟୋ, ଆବସଲ୍ୟୁଟ ଭେଟୋରେ କଣ ହେଲା ନା ପ୍ରେସିଡେଣ୍ଟଙ୍କ ପାଖକୁ ଧର ଗୋଟେ ବିଲ୍ ଆସିଲା, ସେ ବିଲ୍ ଟାକୁ ଚାହିଁଲେ କମ୍ପ୍ଲିଟଲି ରିଜେକ୍ଟ କରିଦେବେ, କହିବେ ଏଇଟା ପୁରା କମ୍ପ୍ଲିଟଲି ରିଜେକ୍ଟେଡ। ତ ସେଟା ହେଲା କଣ ନା ଆବସଲ୍ୟୁଟ Absolute. ଭେଟୋ। ତାପରେ ସସ୍ପେନ୍ସିଭ ଭେଟୋ। ସସ୍ପେନ୍ସିଭ ଭେଟୋରେ କଣ ହବ ସେ ନା 48 ପ୍ରେସିଡେଣ୍ଟ କଣ କରିବେ ସେ ବିଲ୍ ଟାକୁ ଆଉ ଥରେ ପୁଣି ଯୋଉଠୁ ଆଇଛି ସେଠିକି ପଠେଇଦେବେ, ଲୋକସଭା ହଉ କି ରାଜ୍ୟସଭା ହଉ, କି ତମେ ଆକୁ ରିକନସିଡର କର। କଣ କର ନା ରିକନସିଡର କର। ସେଟା ହେଲା କଣ ନା ସସ୍ପେନ୍ସିଭ ଭେଟୋ। ତାପରେ କଣ ଆସିଲା ନା ପକେଟ ପକେଟ ଭେଟୋ। ଭିଟୋ। ପକେଟ ଭେଟୋରେ କଣ ହେଲା ନା ପ୍ରେସିଡେଣ୍ଟ ସେ ବିଲ୍ ରେ ନା ତାକୁ ରିଜେକ୍ଟ କଲେ, ନା ତାକୁ ତାଙ୍କର କନସେଣ୍ଟ ଦେଲେ, ନା ତାକୁ ରିକନସିଡର ପାଇଁ ପଠେଇଲେ, ତାଙ୍କ ପକେଟ ଭିତରେ ଭର୍ତ୍ତି କରିଦେଇକି ରହିଲେ, ମାନେ ସେ ବିଲ୍ ବିଷୟରେ ସେ କିଛି କହିଲେ ହିଁ ନାହିଁ। ତ ସେଟା ହେଲା କଣ ନା ତାଙ୍କର ପକେଟ ଭିଟୋ। ଆଚ୍ଛା, ଆମର ଯୋଉ ଏମରଜେନ୍ସି ଅଛି ସେ ଏମରଜେନ୍ସି ରେ କିଏ ଲଗେଇବେ? ପ୍ରେସିଡେଣ୍ଟ ଲଗେଇ ପାରିବେ। ଆମର କେତେଟା ଏମରଜେନ୍ସି ଅଛି? ତିନିଟା। ଆଚ୍ଛା, ଆମର ଯୋଉ ଏମରଜେନ୍ସି ପ୍ରୋଭିଜନ ଟା ପ୍ରେସିଡେଣ୍ଟ କୁ ଦିଆଯାଇଛି ସେ ତାକୁ କୋଉଠୁ ମାନେ କୋଉଠୁ ସେଟା ଆସିଛି? ମାନେ କୋଉଠୁ କହିଲେ ଆମର କୋଉ ଅ, ମାନେ ଆସିଛି ସେଟା କଣ ନା ଗଭର୍ଣମେଣ୍ଟ ଅଫ ଇଣ୍ଡିଆ 1935 ଅନୁସାରେ ବା ଆକର୍ଡିଂ ଟୁ ଗଭର୍ଣମେଣ୍ଟ ଅଫ ଇଣ୍ଡିଆ 1935 ଅନୁସାରେ ଆମର କଣ ଦିଆଯାଇଛି ନା ତାଙ୍କୁ ପାୱାର ଦିଆଯାଇଛି। ତିନିଟା ଆମେ ଜାଣିଲେ କଣ ନା ଆମର ଏମରଜେନ୍ସି 352, 52, 356, 56, 360। 360. 60, ଚାରି ଚାରି ଚାଲିବ। ତ 52 ଟା କଣ କହୁଛି? ନ୍ୟାସନାଲ State ଇମର୍ଜେନ୍ସି। national emergency. କଣ କହୁଛି? ହଁ, ୱାର ନ୍ୟାସନାଲ ୱାର ଏମରଜେନ୍ସି। ନ୍ୟାସନାଲ ଏମରଜେନ୍ସି ରେ କେତେବେଳେ ହବ ନା ଯେତେବେଳେ ୱାର ୱାର ହେଲା, ଆଗ୍ରେସନ। ଏକ୍ସଟର୍ନାଲ ଆଗ୍ରେସନ ହେଲା, ଆର୍ମଡ ରେବେଲିୟନ ହେଲା, ସେତେବେଳକୁ କଣ ହବ ନା ଆମର ନ୍ୟାସନାଲ ଏମରଜେନ୍ସି ଲାଗିଯିବ। ତାପରେ ଆମର 356 କଣ କହୁଛି? ଷ୍ଟେଟ ଏମର୍ଜେନ୍ସି। ହଁ ଷ୍ଟେଟ ଏମର୍ଜେନ୍ସି। ହଁ, କନଷ୍ଟିଟ୍ୟୁସନାଲ ଏମରଜେନ୍ସି ବା ତାକୁ ଆମେ କହିବା କଣ ନା ଷ୍ଟେଟ ଏମରଜେନ୍ସି, ବା ତାକୁ ଆମେ କଣ କହିବା ନା ପ୍ରେସିଡେଣ୍ଟ ରୁଲ। ତାକୁ ଆମେ କହିପାରିବା ପ୍ରେସିଡେଣ୍ଟ ରୁଲ। ତ ଏଇଟା କେତେବେଳେ ଲାଗେ ନା ଯେତେବେଳେ ଗୋଟେ କନଷ୍ଟିଟ୍ୟୁସନ ବା ଗୋଟେ ଷ୍ଟେଟ
ତାର ଶାସନ ସେଠି କରିପାରେ ନାହିଁ, ସେତେବେଳକୁ ଆମର କଣ ଲାଗେ ନା ଷ୍ଟେଟ ଏମର୍ଜେନ୍ସି ଲାଗେ ବା କନଷ୍ଟିଟ୍ୟୁସନାଲ ଏମର୍ଜେନ୍ସି ଲାଗେ। ତାପରେ 360 କଣ କହୁଛି ନା ଆମର ଫିନାନ୍ସିଆଲ emergency। ଏମର୍ଜେନ୍ସି। ଠିକ ଅଛି, ତ ଆମେ ଜାଣିଲେ ଭେଟୋ, ଜାଣିଲେ ଏମର୍ଜେନ୍ସି। ଆଚ୍ଛା, ଏମର୍ଜେନ୍ସି ଟାଇମ ରେ ଫଣ୍ଡାମେଣ୍ଟାଲ ଡ୍ୟୁଟି ଗୁଡା ରହେ ନା କ୍ୟାନସଲ ହୁଏ? ड्यूटी रुहे। ଆଁ ड्यूटी टा ମ୍ୟାମ୍ मैडम ଡ୍ୟୁଟିଜ रहे। ରୁହେ। ଫଣ୍ଡାମେଣ୍ଟାଲ ଫଣ୍ଡାମେଣ୍ଟାଲ ରାଇଟ୍ସ ଡ୍ୟୁଟି ଆମର 2021 ରେ କ୍ୟାନସଲ ରହୁଛି। ହେଇଯାଏ। ଠିକ ଅଛି, ଆଉ ଫଣ୍ଡାମେଣ୍ଟାଲ ଡ୍ୟୁଟିରେ ଯୋଉ କ୍ୟାନସଲ ହୁଏ ଆମେ ସେଟା ଏମର୍ଜେନ୍ସି ଟାଇମ ରେ ଆମର ଫଣ୍ଡାମେଣ୍ଟାଲ ଡ୍ୟୁଟି କ୍ୟାନସଲ ହେଇଯାଏ, ଆମେ ସେ ପ୍ରୋଭିଜନ ଟା କୋଉଠୁ ଆଣିଛେ? ଆମର ଯୋଉ ଏମର୍ଜେନ୍ସି ଟାଇମ ରେ ଫଣ୍ଡାମେଣ୍ଟାଲ ଡ୍ୟୁଟି କଣ ହଉଛି ନା ଆମର କ୍ୟାନସଲ ହଉଛି, ଆମେ ସେ ପ୍ରୋଭିଜନ ଟା କୋଉଠୁ ଆଣିଛେ ନା ଜର୍ମାନୀ। मैडम ହଁ, मैडम फंडामेंटल ड्यूटी ना फंडामेंटल राइट्स टा कैंसिल है। ଫଣ୍ଡାମେଣ୍ଟାଲ ଡ୍ୟୁଟି ତ କମ୍ପ୍ଲିଟଲି କ୍ୟାନସଲ ହେଇଯାଏ, ଫଣ୍ଡାମେଣ୍ଟାଲ ରାଇଟ୍ସ ବି ବହୁତ ଗୁଡେ କ୍ୟାନସଲ ହେଇଯାଏ, ଆଉ ତା ଭିତରୁ କେବଳ ଖାଲି ଆମର 2021। 20 ହଁ 21 20 और 21 ए। ବାସ୍ ସେତିକି ହିଁ ରହେ। ଆଚ୍ଛା ହଁ, ଆଚ୍ଛା, ମ୍ୟାମ୍ ଆମର ଏଇଟା ଯୋଉ ପ୍ରେସିଡେଣ୍ଟ ରୁଲ ଚାଲେ, ପ୍ରେସିଡେଣ୍ଟ ରୁଲ ଚାଲିଲା ବେଳେ କଣ ଯାଇକି ପ୍ରେସିଡେଣ୍ଟ ନିଜେ ରୁଲ କରନ୍ତି? ना गवर्नर ସେ ଯୋଉ କନସର୍ନ गवर्नर ଷ୍ଟେଟ ର ଗଭର୍ଣ୍ଣର କଣ କରନ୍ତି ନା ପ୍ରେସିଡେଣ୍ଟଙ୍କର ଇନଷ୍ଟ୍ରକ୍ସନ କୁ ଫଲୋ କରନ୍ତି, ବା ସେ ସେତେବେଳକୁ ଆକ୍ଟିଂ ପ୍ରେସିଡେଣ୍ଟ ହେଇଯାଆନ୍ତି। ଠିକ ଅଛି, ଦେନ୍ ଆଉ କଣ ରହିଲା ପ୍ରେସିଡେଣ୍ଟଙ୍କ ଉପରେ? ଆଚ୍ଛା, ପ୍ରେସିଡେଣ୍ଟ ଆମର ଅ, ଆଚ୍ଛା ହଁ, ଆର୍ଟିକଲ 85 ବି ପ୍ରେସିଡେଣ୍ଟଙ୍କ ଉପରେ ଅଛି କଣ? ଆର୍ଟିକଲ 85 କଣ କହୁଛି ନା, ହଁ ଆର୍ଟିକल 85 କହୁଛି कि president may call each house of parliament to meet at any place or any time। ମାନେ ଆମର ଯୋଉ ଲୋକସଭା ହେଲା କିମ୍ବା ରାଜ୍ୟସଭା ହେଲା, ଏଟା ଆର୍ଟିକଲ 85 କଣ କହିଲା, ଆମର ଲୋକସଭା ହଉ କିମ୍ବା ରାଜ୍ୟସଭା ହଉ ପ୍ରେସିଡେଣ୍ଟ ତାଙ୍କୁ କେତେବେଳେ ବି କଲ ଦେଇପାରିବେ, କଣ ପାଇଁ ନା ମିଟ୍ ପାଇଁ ବା କୌଣସି ବିଷୟରେ ଡିସ୍କସନ ପାଇଁ। ଆଚ୍ଛା, ଆଉ ଆର୍ଟିକଲ 78 କଣ କହୁଛି କି ଆମର ପ୍ରାଇମ ମିନିଷ୍ଟରଙ୍କ ଠାରୁ ପ୍ରେସିଡେଣ୍ଟ କଣ କରିପାରିବେ ନା ଇନଫରମେସନ ତାଙ୍କୁ ମାଗି ପାରିବେ ଆଡମିନିଷ୍ଟ୍ରେସନ ଉପରେ, କି ମତେ ଏଇ ରାଜ୍ୟର ଆଡମିନିଷ୍ଟ୍ରେସନ ଉପରେ ଇନଫରମେସନ ଦରକାର, କି ମତେ ଏଇ ଜିନିଷର ଆଡମିନିଷ୍ଟ୍ରେସନ ଉପରେ ଇନଫରମେସନ ଦରକାର, ତାକୁ କଣ କରିପାରିବେ ନା ପ୍ରେସିଡେଣ୍ଟ ତାଙ୍କୁ ମାଗି ପାରିବେ। କୋଉଥିରେ ନା 78 ରେ, ଆଉ 85 ରେ କଣ ହେଲା ନା ସେ କୋଉ ବି ହାଉସ କୁ ଡାକି ପାରିବେ ତାଙ୍କ ସହିତ କୌଣସି ଇନଫରମେସନ ପାଇବା ପାଇଁ ବା ଡିସ୍କସନ ପାଇବା ପାଇଁ, ଯାହା ବି ହଉ। ଆଚ୍ଛା, ତାପରେ ଭାଇସ ପ୍ରେସିଡେଣ୍ଟ ଟା ବି ସାରିଦବା। ଭାଇସ ପ୍ରେସିଡେଣ୍ଟ ତ ଇଏ କଣ ନା ସେକେଣ୍ଡ ସିଟିଜେନ ହେଇଗଲେ। ଆଚ୍ଛା, ଭାଇସ ପ୍ରେସିଡେଣ୍ଟ କାହାର ଚେୟାରମ୍ୟାନ କୋଉ ହାଉସ ର? राज्यसभा। ରାଜ୍ୟସଭାର ହେଲେ କଣ ନା ଚେୟାରମ୍ୟାନ, ବା ରାଜ୍ୟସଭାକୁ କଣ କହିବା ନା ଅପର ହାଉସ କହିବା। ଆର୍ଟିକିଲ କେତେ ରୁ କେତେ ଆଙ୍କ ବିଷୟରେ କହୁଛି? ଆର୍ଟିକଲ 63 କହୁଛି କି ଜଣେ ଭାଇସ ପ୍ରେସିଡେଣ୍ଟ ରହିବା ଦରକାର। ଠିକ ଅଛି, 64 କହୁଛି ଠିକ, ତାଙ୍କୁ ତାହେଲେ କାହିଁ ରଖିବା ନା ତାଙ୍କୁ ରଖିବା ସିଏ ପ୍ରେସିଡେଣ୍ଟ ହେବେ କାହାର ନା ଆମର ରାଜ୍ୟସଭାର ପ୍ରେସିଡେଣ୍ଟ ହେବେ, ଏକ୍ସ ଅଫିସର ଚେୟାରମ୍ୟାନ ହେବେ ସିଏ। ସେ କଣ ହେବେ ନା ଏକ୍ସ ଅଫିସର ଚେୟାରମ୍ୟାନ ହେବେ। ତାପରେ 65 କଣ କହିଲା କି ଯେତେବେଳେ ପ୍ରେସିଡେଣ୍ଟ ନଥିବେ ସେ କଣ ଖାଲି ଚେୟାରମ୍ୟାନ ହେଇକି ଥିବେ, ଯେତେବେଳେ ପ୍ରେସିଡେଣ୍ଟ ନଥିବେ ସେତେବେଳକୁ ଭାଇସ ପ୍ରେସିଡେଣ୍ଟ କଣ ନା ଆକ୍ଟିଂ ପ୍ରେସିଡେଣ୍ଟ ହେଇଯିବେ। ଠିକ ଅଛି, ତାପରେ 66 କଣ କହିଲା ନା ତାଙ୍କର ଇଲେକ୍ସନ ଅଫ ପ୍ରେସିଡେଣ୍ଟ ଭାଇସ ପ୍ରେସିଡେଣ୍ଟ, ଇଲେକ୍ସନ ଅଫ ଭାଇସ ପ୍ରେସିଡେଣ୍ଟଙ୍କ ବିଷୟରେ କହିଲା। ତାପରେ 67 କଣ କହିଲା
ନା ଭାଇସ୍ ପ୍ରେସିଡେଣ୍ଟ ଙ୍କ ଟର୍ମ ଅଫିସ ଅଫ ବିଷୟରେ କହିଲା, ମାନେ ଅଫିସ କେତେ ବର୍ଷ ସେ ରହିବେ ବା ତାଙ୍କ ଟର୍ମ କହିପାରିବା। ଟର୍ମ ବିଷୟରେ କହିଲା କି ସେ କେତେ ବର୍ଷ ରହିବେ, ନା 5 ବର୍ଷ ପାଇଁ ରହିବେ। 68 କଣ କହିଲା କି ଯଦି ରିଇଲେକ୍ସନ ଭାଇସ୍ ଭାଇସ୍ ପ୍ରେସିଡେଣ୍ଟ ପ୍ରେସିଡେଣ୍ଟ ନଥିବେ ତାହେଲେ କଣ ହବ, ରିଇଲେକ୍ସନ କରାଯିବ। ଇଲେକ୍ସନ ହବ। କଣ ପାଇଁ, ନା ଭ୍ୟାକାନ୍ସି କୁ ଫିଲ୍ କରିବା ପାଇଁ। ଦେନ୍ 69 କଣ କହିଲା, ଓଥ ନେବେ। ଓଥ ଅଫ ଭାଇସ୍ ହଁ। ପ୍ରେସିଡେଣ୍ଟ ଦେନ୍ 70 କଣ କହିଲା, ପ୍ରେସିଡେଣ୍ଟଙ୍କର ଡିଷ୍ଟ୍ରିକ୍ଟ। ଫଙ୍କସନ କୁ ସେ ଡିସଚାର୍ଜ କରିବେ ବା କରିବେ। ମ୍ୟାମ୍ ଏଇଟା ବୁଝାପଡୁନି ମ୍ୟାମ୍, ଟିକେ ଏଇଟା ଆଁ 70ଟା 70ଟା ମ୍ୟାମ୍ ଟିକେ କୁହନ୍ତୁ। 70ଟା କହୁଛି, କି ଆମର discharge of president's function and other president function। ଯେତେବେଳେ ଆମେ ଜାଣିଲେ କଣ, ନା ଭାଇସ୍ ପ୍ରେସିଡେଣ୍ଟ ଯେତେବେଳେ ପ୍ରେସିଡେଣ୍ଟ ନଥିବେ, ଭାଇସ୍ ପ୍ରେସିଡେଣ୍ଟ କଣ ହେଇଯିବେ, ନା ପ୍ରେସିଡେଣ୍ଟ ହେଇଯିବେ। ସେତେବେଳକୁ ତାଙ୍କର ଫଙ୍କସନ ଟାକୁ ସେ ଡିସଚାର୍ଜ କରିବେ। ମାନେ କଣ ନା ତାଙ୍କର ପ୍ରେସିଡେଣ୍ଟ ଯୋଉ ଫଙ୍କସନ କରୁଥିଲେ, ପ୍ରେସିଡେଣ୍ଟଙ୍କର ଯୋଉ ସବୁ କାମ ଥିଲା ତାକୁ କିଏ କରିବେ, ନା ଭାଇସ୍ ପ୍ରେସିଡେଣ୍ଟ କରିବେ, ଡିସଚାର୍ଜ କରିବେ ମାନେ ପ୍ରେସିଡେଣ୍ଟଙ୍କର ଫଙ୍କସନ ଟାକୁ। ଠିକ ହେଲା। ତାପରେ 71 କଣ କହୁଛି, କି ସେଇ ଡିସ୍ପ୍ୟୁଟ ହବ ଯେତେବେଳେ କାହା ଭିତରେ, ନା ଯେତେବେଳେ ଆମର ପ୍ରେସିଡେଣ୍ଟ ଇଲେକ୍ସନ ହଉଥିଲା ତାକୁ କିଏ ବୁଝୁଥିଲା, ସୁପ୍ରିମ କୋର୍ଟ। ଏଠି ବି ସେମିତି ଯଦି ଭାଇସ୍ ପ୍ରେସିଡେଣ୍ଟ ଇଲେକ୍ସନ ରେ ଅସୁବିଧା ହବ ତାକୁ ବି ସୁପ୍ରିମ କୋର୍ଟ ବୁଝିବ। ତା କିଏ କହିଲା, ନା 71 କହିଲା। ଆଚ୍ଛା, ଡିଷ୍ଟ୍ରିକ୍ଟ ଭାଇସ୍ ପ୍ରେସିଡେଣ୍ଟ ରାଜ୍ୟସଭାର ମେମ୍ବର ହେଇପାରିବେ ନା ହେଇପାରିବେନି। ହେଇପାରିବେ। ଆଁ ହେଇପାରିବେ ସିଏ ମ୍ୟାମ୍। ସିଏ ରାଜ୍ୟସଭାର ପ୍ରେସିଡେଣ୍ଟ ମାନେ ଚେୟାରମ୍ୟାନ ହେବେ, କିନ୍ତୁ ସେ ରାଜ୍ୟସଭାର ମେମ୍ବର ହେଇପାରିବେନି। ଭାଇସ୍ ପ୍ରେସିଡେଣ୍ଟ କ୍ୟାନଟ ବି ଏ ମେମ୍ବର ଅଫ ରାଜ୍ୟସଭା। ଆଚ୍ଛା, ଆଉ ଲୋକସଭାର ଆମର କିଏ ଚେୟାରମ୍ୟାନ, ସ୍ପିକର ସ୍ପିକର। ନେଇ ସ୍ପିକର ସ୍ପିକର। ତାହେଲେ ସ୍ପିକର ଲୋକସଭାର ମେମ୍ବର ହେଇପାରିବେ ନା ହେଇପାରିବେନି। ହେଇପାରିବେ। ମେମ୍ବର ହେବ ସ୍ପିକର ମ୍ୟାମ୍। ଟା ନିହାତି ଲୋକସଭାର ମେମ୍ବର ମେମ୍ବର ହେଇଥିବ ଯାହା ବି ହେଲେ, କିନ୍ତୁ ଭାଇସ୍ ପ୍ରେସିଡେଣ୍ଟ କଣ ରାଜ୍ୟସଭାର ମେମ୍ବର ହେଇନଥିବ। ଆଉ କ୍ୱାଲିଫିକେସନ ତ ଜାଣିଛ, ସେଇ 35 ବର୍ଷ, ପ୍ରେସିଡେଣ୍ଟ ବି 35, ଭାଇସ୍ ପ୍ରେସିଡେଣ୍ଟ ବି 35। ଆଉ ସେ କୌଣସି ପ୍ରଫିଟେବୁଲ ରେ ନଥିବେ, ଯାହା ଯାହା ନର୍ମାଲ କ୍ୱାଲିଫିକେସନ ଆଉ କଣ। ଆଚ୍ଛା, ଭାଇସ୍ ପ୍ରେସିଡେଣ୍ଟଙ୍କର ରିମୁଭାଲ ଟା କେମିତି ହୁଏ, ରିମୁଭାଲ ଟା କୋଉଠୁ ଷ୍ଟାର୍ଟ ହୁଏ। ପ୍ରେସିଡେଣ୍ଟଙ୍କର ତ ଇଦର ହାଉସ ରୁ ଷ୍ଟାର୍ଟ ହଉଥିଲା, ଭାଇସ୍ ପ୍ରେସିଡେଣ୍ଟଙ୍କର କୋଉଠୁ ଷ୍ଟାର୍ଟ ହଉଛି, ରାଜ୍ୟସଭାରୁ ଏଟା ରାଜ୍ୟସଭାରୁ ରାଜ୍ୟସଭାରୁ। ଏଟା ଇମ୍ପୋର୍ଟାଣ୍ଟ ମନେ ରଖ, ରାଜ୍ୟସଭାରୁ ହିଁ ଷ୍ଟାର୍ଟ ହୁଏ। କୋଉ ମେଜୋରିଟିରେ, ସିମ୍ପଲ ମେଜୋରିଟି, ରାଜ୍ୟସଭାର 50 50%। ଆବସୋଲ୍ୟୁଟ 50%। ମେଜୋରିଟିରେ। ଏଠୁ ରାଜ୍ୟସଭାରୁ ପାସ୍ ହେଇ ସାରିଲା ପରେ ସେ କୋଉଠିକି ଯିବ, ନା ଲୋକସଭାକୁ ଯିବ। ଲୋକସଭା ଯିବ। ଲୋକସଭାରେ କିନ୍ତୁ ସିମ୍ପଲ ମେଜୋରିଟି ଦରକାର। ଲୋକସଭାରେ ସିମ୍ପଲ ମେଜୋରିଟିରେ ପାସ୍ ହେଲେ ତାଙ୍କୁ 14 ଦିନ ପାଇଁ କଣ ଦିଆଯିବ, ନା ନୋଟିସ ପିରିୟଡ ଦିଆଯିବ। ଆଚ୍ଛା, ଭାଇସ୍ ପ୍ରେସିଡେଣ୍ଟ ଯଦି ନଥିବେ ତାହେଲେ ତାଙ୍କର କାମ କିଏ କରିବ, ସିଜେଆଇ ନା ନୁହେଁ, ଡେପୁଟି ଚେୟାରମ୍ୟାନ ଅଫ ଡେପୁଟି ରାଜ୍ୟସଭା। ଡେପୁଟି ଡେପୁଟି ଚେୟାରମ୍ୟାନ। ଚେୟାରମ୍ୟାନ ଅଫ ରାଜ୍ୟସଭା କରିବେ କଣ, ନା ତାଙ୍କ ଭାଇସ୍ ପ୍ରେସିଡେଣ୍ଟଙ୍କର କାମ କରିବେ। ଠିକ ଅଛି, ଆଜି ଏତିକି ଭାଇସ୍ ପ୍ରେସିଡେଣ୍ଟରେ ରଖିବା। ନେକ୍ସଟ କ୍ଲାସ କୁ ଆଉ କରିବା। ତମେ କଣ ପାର୍ଟ ଆଉ ସିଡୁଲ ସେଗୁଡା ସବୁ ଦେଖିକି ଆସିଥିବ। ଦେଖିକି ଆସିଥିବ ମାନେ କଣ, ତମେ ତ ସବୁ ଦେଖିଥିବ ବୋଧେ, ନା ନା ଆଉ କଣ, ନା ଦେଖୁଛ, ନା ଏବେ ଦେଖିବା ଷ୍ଟାର୍ଟ କରୁଛ, ନା କଣ କଣ୍ଡିସନ। ନା ମ୍ୟାମ୍ ଖାଲି ରିଭିଜନ ଟିକେ ଟିକେ କରୁଛୁ। ଖାଲି ରିଭିଜନ କରୁଛ ତ, ହୁଁ। ମାନେ ଆଉ ମୂଳରୁ ପଢିବାକୁ ଦରକାର ପଡୁନି ତ।
ନା ନାଇଁ ନା ନା ହଁ କାହିଁକିନା ମୂଳରୁ ପଢିଲେ ବର୍ତ୍ତମାନ ଭାରି ଅସୁବିଧା ହବ, ବେଙ୍ଗଳିଆ ହେଇଯିବ। ଯେତିକି ଆଉ ବିଶେଷ ମାନେ ମୁଣ୍ଡ ଭିତରେ ନୂଆ ନୂଆ ସବୁ ପୁରେଇବାକୁ ଚେଷ୍ଟା କରନି, ଯେତିକି ଜାଣିଛ ସେଇଆକୁ ରିଭିଜନ କର, କାହିଁକି ନା ନୂଆ ନୂଆ ମୁଣ୍ଡରେ ପଶିଲା ବେଳକୁ ସେ ଯାହା ଜାଣିଛ ସେଗୁଡା ସବୁ ପଳେଇ ଯାଇଥିବ। ଆଜ୍ଞା। ବୁଝିଲ କି? ୟେସ୍ ମ୍ୟାମ୍। ତ ଆଚ୍ଛା ହିଷ୍ଟ୍ରିର ଦେଖିଆ କହିଲ, କାଲିର ମନେ ଅଛି ସବୁ? ଆମର ରାଉତରୀ ସିଷ୍ଟମ ଟା କେବେ ହେଇଥିଲା କହିଲ? ରାଉତରୀ ସିଷ୍ଟମ କେବେ ହେଇଥିଲା? 1820। 1920। କିଏ ଥିଲା ଅଫିସର? ମୁଣ୍ଡ୍ରୋ ଥିଲା ନା ନାଇଁ? ଆଚ୍ଛା, ଆମର ଜାଲିଆନାବାଗ ହତ୍ୟାକାଣ୍ଡ କଣ ପାଇଁ ହେଇଥିଲା? ରାଉଲତ ଆକ୍ଟ କୁ ଭାରତ ରାଉଲତ ଆକ୍ଟ ପାଇଁ ହେଇଥିଲା। ରାଉଲତ ଆକ୍ଟ ରେ କଣ ହେଇଥିଲା? ରାଉଲତ ଆକ୍ଟ ଟା କାଇଁ କଣ କହୁଥିଲା? କୌଣସି ସଭା ସମିତି କରିପାରିବେନି କୋଉଠି। କରିବନି କୌଣସି ସଭା ସମିତି କୌଣସି ଜାଗାରେ କରିପାରିବେନି, ଗ୍ୟାଦର ହେଇପାରିବନି। 144 ଲଗେଇ ଦେଇଥିଲା। ଆଚ୍ଛା, ରାଉଲତ ଆକ୍ଟ କୁ ମାନେ ଅପୋଜ କରିବା ପାଇଁ କଣ ହେଲା ତାହେଲେ? ପଞ୍ଜାବର ଜାଲିଆନା ବାଗରେ କଣ ହେଇଥିଲା ନା ଗୋଟେ ସଭା ହେଇଥିଲା। ସେଠି କଣ ହେଲା ନା ଗୁଳି ମାଡ ହେଇଥିଲା। ଗୁଳି ମାଡ କିଏ କରିଥିଲା? ଜେନେରାଲ ଡାୟର ଜେନେରାଲ ଜେନେରାଲ ଡାୟର। ଡାୟର। କୋଉ ଦିନରେ ହେଇଥିଲା? 1919 ଏପ୍ରିଲ ଏପ୍ରିଲ 19 13ରେ ହେଇଥିଲା। 13। ଠିକ ଅଛି, ସେଥିରେ 13। 158 ଜଣ ମରି ଯାଇଥିଲେ। ତାପରେ ମରିଗଲା ପରେ ତାକୁ ଜାଲିଆନା ବାଗର ଯୋଉ ହତ୍ୟାକାଣ୍ଡ ପରେ ସେ କୋଉ କମିଟି ଆସିଥିଲା? କୋଉ କମିଶନ ଆସିଥିଲା? କମିଟି ଆସିଥିଲା ଆକୁ ଇନକ୍ୱାରି କରିବା ପାଇଁ? ହଣ୍ଟର କମିଟି ଆସିଲା, ହଁ ନା ନାଇଁ? ତ ଜାଲିଆନା ବାଗ ପରେ ତାକୁ ଅପୋଜ କରିକି ଗାନ୍ଧିଜୀ କଣ କରିଥିଲେ ନା ନନ୍ କୋଅପରେସନ ମୁଭମେଣ୍ଟ ଷ୍ଟାର୍ଟ କରିଥିଲେ, ହଁ ଷ୍ଟାର୍ଟ ନା କରି ନାଇଁ? ହୁଁ। ଆଚ୍ଛା, ତାପରେ ଆମର ଗାନ୍ଧିଜୀ ଗୋଟିଏ ମୁଭମେଣ୍ଟ କୁ ମାନେ ମୁସଲିମ ମୁଭମେଣ୍ଟ କୁ ସପୋର୍ଟ ଖିଲାଫତ ମୁଭମେଣ୍ଟ। କରିଥିଲେ। ସେଟା କଣ? ଖିଲାଫତ ଖିଲାଫତ ମୁଭମେଣ୍ଟ ମୁଭମେଣ୍ଟ। ଖିଲାଫତ ମୁଭମେଣ୍ଟ କେବେ ହେଇଥିଲା? 1920। 1919 ରେ ହେଇଥିଲା। ତ 1919 ରୁ 1924 ଯାକେ ହେଲା। ତ ଖିଲାଫତ ମୁଭମେଣ୍ଟ ଟା କାହା ମାନେ କିଏ ଷ୍ଟାର୍ଟ କରିଥିଲେ? ମହମ୍ମଦ ଅଲି ଆଉ ଶୌକତ ଅଲି ଷ୍ଟାର୍ଟ ହଁ ହଁ କରିଥିଲେ, ହଁ ନା ନାଇଁ? ଗାନ୍ଧିଜୀ ଏଇଟା ହଉଛି ଗୋଟିଏ ମାତ୍ର ଆନ୍ଦୋଳନ ଯାହାକୁ ସପୋର୍ଟ କରିଥିଲେ। ଆଚ୍ଛା, ଆଚ୍ଛା, କହିଲ ଆମର ମେକର ଅଫ ମଡର୍ନ ଇଣ୍ଡିଆ କାହାକୁ କୁହାଯାଏ? ଡେଲହାଉସି। ଡଲହଉସି। ତାକୁ କାହିଁ କୁହାଯାଏ? ସେ କଣ କଣ କରିଥିଲା? ରେଲୱେ, ପୋଷ୍ଟାଲ, ପୋଷ୍ଟାଲ ପିଡବ୍ଲ୍ୟୁଡି ଟେଲିଗ୍ରାମ। ଡିପାର୍ଟମେଣ୍ଟ କରିଥିଲା। ପୋଷ୍ଟାଲ କେବେ କରିଥିଲା? 1800। 1854 ରେ। ଆଉ ଟେଲିଗ୍ରାଫ ଆଉ ରେଲୱେ ଲାଇନ କେବେ କରିଥିଲା? 1853 ରେ କରିଥିଲା। ଆଚ୍ଛା, ଆଉ ଡାଲହଉସି କଣ କରିଥିଲା? ୱିଡୋ ରିମ୍ୟାରେଜ କରିଥିଲା, ହଁ ନା ନାଇଁ? କେବେ କରିଥିଲା? 1856 ରେ। ଆଉ ଡକ୍ଟ୍ରିନ ଅଫ ଲାପ୍ସ କେବେ ଲଗେଇଲା? 54। 1848 ରେ। 48। ପ୍ରଥମ ରାଜ୍ୟ କିଏ ଯେ ଡକ୍ଟ୍ରିନ ଅଫ ଲାପ୍ସ ରେ ଆସିଥିଲା? ସାକାରା। ସତାରା। ସତାରା। 48 ରେ। ସମ୍ବଲପୁର କେବେ ଆସିଥିଲା? 49 ରେ ଆସିଥିଲା। 49 ରେ 49। ଠିକ ଅଛି, ସେ ଯୋଉ ରାଜ୍ୟ ଗୁଡା ମନେ ରଖିଥିବ କେବେ କେବେ। ଆଚ୍ଛା, ଅକଲ୍ୟାଣ୍ଡ ଫଲି କାହାକୁ କୋଉ ଯୁଦ୍ଧକୁ କହୁଛେ? କୋଉ ଯୁଦ୍ଧରେ? ଅକଲାଣ୍ଡ ନେପାଳ। ଅକଲ୍ୟାଣ୍ଡ ଫର୍ଲି ଆମେ କୋଉ ୱାର ଟାକୁ କହୁଛେ? ମାନେ କୋଉ ୱାର ସହିତ ଜଡିତ ଅକଲ୍ୟାଣ୍ଡ ଫର୍ଲି? ଏଟା ହଉଛି ଆଫଗାନ ୱାର ସହିତ, ହଁ ନା ନାଇଁ? ସେଠି ଅକଲ୍ୟାଣ୍ଡ ଥିଲା ଭାଇସରୟ, ଯେହେତୁ ସେଠି ହାରିଥିଲେ ତାକୁ ଅକଲ୍ୟାଣ୍ଡ ଫର୍ଲି କୁହାଯାଏ। ଆଚ୍ଛା, ଲିବରେଟର ଅଫ ପ୍ରେସ ଆମେ କାହାକୁ କହିବା? ଚାର୍ଲସ ମେଟାକେଫ। ଠିକ ଅଛି, ତାକୁ ରିଭାଇଜ କରୁଥାଅ। ଆଉ କାଲି ଆମେ ବାକି ହିଷ୍ଟ୍ରିର ମିଡିଆଭାଲ ଷ୍ଟାର୍ଟ କରି, ମୁଁ ଭାବୁଥିଲି ଯେ ଅଧଘଣ୍ଟା ପଲିଟି କରିକି ଅଧଘଣ୍ଟା ହିଷ୍ଟ୍ରି କରିଦେଇଥିଲେ ହେଇଥାନ୍ତା। ଠିକ ଅଛି ତାହେଲେ, କ୍ଲାସ ଏଣ୍ଡ କରୁଛି। ଥ୍ୟାଙ୍କ ୟୁ ମ୍ୟାମ୍। ଥ୍ୟାଙ୍କ ୟୁ।
ଭଏସ କ୍ଲିୟର ହଉଛି? Yes, ma'am. ଠିକ ଅଛି। ଆଚ୍ଛା, ଆମେ ଜାଣିଛେ ଇଣ୍ଡିଆ କଣ କରିଛି ନା, ବହୁତ ଯେତେବେଳେ ଇଣ୍ଡିଆ ଯେତେବେଳେ ଆମର କନଷ୍ଟିଟ୍ୟୁସନ ତାର ଫ୍ରେମ ହେଲା, ସେତେବେଳକୁ ସେ ବହୁତ କିଛି ବରୋ କଲା, ଅଲଗା ଅଲଗା ସୋର୍ସ ରୁ ଆଣିଲା। ଠିକ ଅଛି, ତ ସେଗୁଡା ବି ଆସେ ମାନେ ଏକ୍ସାମ ରେ, ଏଇଟା ଏଇଟା କୋଉଠୁ ଆଣିଛି, ସେଇଟା କୋଉଠୁ ଆଣିଛି। ଆଚ୍ଛା, ବ୍ରିଟିଶ ରୁ ଆମର ଇଣ୍ଡିଆ କଣ ଆଣିଛି ସବୁ? ବ୍ରିଟିଶ ରୁ ଇଣ୍ଡିଆ, ପାର୍ଲିଆମେଣ୍ଟାରୀ ସିଷ୍ଟମ। ହଁ, ପାର୍ଲିଆମେଣ୍ଟ। ପାର୍ଲିଆମେଣ୍ଟାରୀ ଫର୍ମ ଅଫ ଗଭର୍ଣମେଣ୍ଟ। ହଁ, ତାପରେ ବାଇକ୍ୟାମେରାଲ। ବାଇକ୍ୟାମେରାଲ, legislative procedure, legislative procedure, ଆମର ଯୋଉ କ୍ୟାବିନେଟ ସିଷ୍ଟମ ଚାଲୁଛି, କ୍ୟାବିନେଟ ସିଷ୍ଟମ, ତାପରେ ଆମର ରିଟ୍, ଏତିକ ଆଣିଲା କୋଉଠୁ ନା ବ୍ରିଟିଶ ରୁ ଆଣିଲା। ପାଞ୍ଚଟା ଜିନିଷ, ପାର୍ଲାମେଣ୍ଟାରୀ ଫର୍ମ ଅଫ ଗଭର୍ଣମେଣ୍ଟ, ବାଇକ୍ୟାମେରାଲ, ଆଉ ଆମର କଣ ନା ଲେଜିସ୍ଲେଟିଭ ପ୍ରୋସିଜିଅର, କ୍ୟାବିନେଟ ସିଷ୍ଟମ ଆଉ ରିଟ୍ ଆଣିଲା। ଦେନ୍ ଆମର ଲିବର୍ଟି କୋଉଠୁ ଆଣିଛି ସେ? ଫ୍ରାନ୍ସ ରୁ। ଫ୍ରାନ୍ସ। ଦେନ୍ ଆମର ଯୋଉ ଲିବର୍ଟି। ଟୁ ହାଉସ ସିଟିଂ ଯୋଉଟା ଅଛି, ମାନେ ଆମର କଣ ନା ଲୋକସଭା ରାଜ୍ୟସଭାରେ ଯୋଉ ସିଟିଂ ହଉଛି, ତାକୁ ସେ କୋଉଠୁ ଆଣିଛି? ଅଷ୍ଟ୍ରେଲିଆ। ହଁ, ତାକୁ ଆଣିଛି ଅଷ୍ଟ୍ରେଲିଆ। ଟୁ ହାଉସ ଯୋଉ ସିଟିଂ ହଉଛି, ତାକୁ ଆଣିଛି ଅଷ୍ଟ୍ରେଲିଆରୁ। ଦେନ୍ ଆମର ଷ୍ଟେଟ ଗଭର୍ଣମେଣ୍ଟ, ଯୋଉ ଷ୍ଟେଟ ଗଭର୍ଣ୍ଣର ଯୋଉମାନେ ରହୁଛନ୍ତି, ଷ୍ଟେଟ ଗଭର୍ଣ୍ଣର, ତାକୁ କୋଉଠୁ ଆଣିଛି? କାନାଡା। ଦେନ୍ ଆମର ଆମେଣ୍ଡମେଣ୍ଟ ଯୋଉ ହଉଛି, ଆମେ ଆମେଣ୍ଡ କରିଦଉଛେ ନା, ଆମେଣ୍ଡମେଣ୍ଟ ହଉଛି, ସେଟା କୋଉଠୁ ଆଣିଛି? ସାଉଥ, ଆୟାରଲାଣ୍ଡ, ସାଉଥ ଆଫ୍ରିକା। ସାଉଥ ଆଫ୍ରିକାରୁ। ଦେନ୍ ଆମର ଯୋଉ କନକରେଣ୍ଟ ଲିଷ୍ଟ, ଏଇଟା ଅଷ୍ଟ୍ରେଲିଆ। ଏଇଟା ଅଷ୍ଟ୍ରେଲିଆ। କନକରେଣ୍ଟ ଲିଷ୍ଟ ବି ଅଷ୍ଟ୍ରେଲିଆରୁ ଆସୁଛି। କନକରେଣ୍ଟ ଲିଷ୍ଟ ରେ ଆମର କିଏ କିଏ ସେଥିରେ ମାନେ ନିୟମ କରିପାରିବେ? ସେଣ୍ଟର, ଷ୍ଟେଟ। ବୋଥ ସେଣ୍ଟର ଆଣ୍ଡ ବୋଥ। ଷ୍ଟେଟ କରିପାରିବେ। ଠିକ ଅଛି। ଦେନ୍ ଆସିଲା ଆମର ରିମୁଭାଲ ଅଫ ହାଇକୋର୍ଟ ଆଉ ସୁପ୍ରିମକୋର୍ଟ ଜଜ୍, ଯଦି ସେମାନେ ଆମେ ପଢିବା ଆଗକୁ ପଢିଛେ କଣ ନା, ଆମର ଯଦି ହାଇକୋର୍ଟ ଆଉ ସୁପ୍ରିମକୋର୍ଟ ରେ ଜଜ୍ ମାନ କିଛି ପ୍ରୋବ୍ଲେମ କଲେ, ଆମେ ତାଙ୍କୁ ରିମୁଭ୍ କରିଦଉଛୁ, ସେଟା କୋଉଠି ଅଛି ରିମୁଭାଲ? ରିମୁଭାଲ ଅଫ ୟୁଏସ୍। ହାଇକୋର୍ଟ ଆଣ୍ଡ ସୁପ୍ରିମକୋର୍ଟ ଜଜ୍, ୟୁଏସଏ। ସେଟା ଆସିଛି ୟୁଏସଏ ରୁ। ଠିକ ଅଛି। ଆଉ ଆମର ଭାଇସ୍ ପ୍ରେସିଡେଣ୍ଟ, ସେଇଟା ବି କୋଉଠୁ ଆସିଛି? ସେଇଟା ବି ୟୁଏସ ରୁ। ଭାଇସ୍ ପ୍ରେସିଡେଣ୍ଟ ଟା ବି କୋଉଠୁ ଆସିଛି ନା, ୟୁଏସ ରୁ ଆସିଛି। ଦେନ୍ ଆମର ଫ୍ରିଡମ ଅଫ ଟ୍ରେଡ କମର୍ସ କୋଉଠୁ ଆସିଛି? ଫ୍ରିଡମ ଅଫ ଟ୍ରେଡ କମର୍ସ, ସେଟା ବି ଆସିଛି କୋଉଠୁ ନା, ଅଷ୍ଟ୍ରେଲିଆରୁ। ଆଚ୍ଛା, ଇଲେକ୍ସନ ଅଫ ରାଜ୍ୟସଭା ମେମ୍ବର, ଇଲେକ୍ସନ ଅଫ ରାଜ୍ୟସଭା ମେମ୍ବର କୋଉଠୁ ଆସିଛି ନା, ଆମର ସାଉଥ ଆଫ୍ରିକାରୁ। ତାହେଲେ ସାଉଥ ଆଫ୍ରିକାରୁ କଣ ଆସିଲା ନା, ଇଲେକ୍ସନ ଅଫ ରାଜ୍ୟସଭା ମେମ୍ବର ଆଉ ଆମେଣ୍ଡମେଣ୍ଟ ଆସିଲା ସାଉଥ ଆଫ୍ରିକାରୁ। ଲିବର୍ଟି ଆସିଲା ଫ୍ରାନ୍ସ ରୁ। ଟୁ ହାଉସ ସିଟିଂ ଆସିଲା କୋଉଠୁ ନା, ଅଷ୍ଟ୍ରେଲିଆରୁ। ଆଉ ଫ୍ରିଡମ ଅଫ ଟ୍ରେଡ କମର୍ସ ଆସିଲା ଅଷ୍ଟ୍ରେଲିଆରୁ। ଆଉ କନକରେଣ୍ଟ ଲିଷ୍ଟ ଆସିଲା ଅଷ୍ଟ୍ରେଲିଆରୁ। ଠିକ ଅଛି। ଷ୍ଟେଟ ଗଭର୍ଣ୍ଣର ଯୋଉ ରହିବେ, ସେଟା ଆସିଲା କୋଉଠୁ ନା, କାନାଡାରୁ। ଆଉ ୟୁଏସ ରୁ ଆସିଲା କଣ ନା, ଭାଇସ୍ ପ୍ରେସିଡେଣ୍ଟ। ଆମର ରିମୁଭାଲ ଅଫ ଜଜ୍ କୋଉଠି ନା, ସୁପ୍ରିମକୋର୍ଟ ର, ହାଇକୋର୍ଟ ର। ଠିକ ଅଛି। ଯୋଉ ପ୍ରେସିଡେଣ୍ଟ କୁ ଆମେ ଯୋଉ ଇଲେକ୍ଟ କରୁଛେ, ସେ ମେଥଡ ଟା ଆମେ କୋଉଠୁ ଆଣିଛେ? ମେଥଡ ଅଫ ଇଲେକ୍ସନ ପ୍ରେସିଡେଣ୍ଟ।
मेथड ऑफ इलेक्शन ऑफ प्रेसिडेंट आम कौट आणुचे आयरलैंड रो आणुचे आयरलैंड रो आउ कोन आणिचे आयरलैंड रो आउ कोन आणिचे डीपीएसपी आनी DPSP अच्छा इंडिपेंडेंस ऑफ जुडिशियरी USA इंडिपेंडेंस ऑफ जुडिशियरी सेटा भी यूएसए रो आसी इम्पीचमेंट ऑफ प्रेसिडेंट प्रेसिडेंट को जो इम्पीच करिबा सेटा भी कोठु ना यूएस रो आसी इम्पीचमेंट ऑफ प्रेसिडेंट fundamental कोठु ना rights. यूएस रो आसी ठीक अछि आ फेडरल सिस्टम हमर कोठु आसी France. फेडरल सिस्टम कनाडा को माने हिस्ट्री रो को ब्रिटिशर को इम्पीच करा हैतला को ब्रिटिशर को इम्पीच करा हैतला Warren Hastings वेरी गुड Government. वारेन हेस्टिंग को इम्पीच करा हैतला को रेगुलेटिंग ये थ्रू रे Regulating Act 1773 वेरी गुड हाँ तो आमे ताले यूएस रो कोन पाइले ना इम्पीच केमिति करबा आमे प्रेसिडेंट को आ जुडिशियरी की आमे कोन ना इंडिपेंडेंट करबा हमर हाई कोर्ट और सुप्रीम कोर्ट जज को बाहर करिया केमिति प्रेसिडेंट को केंति बारिया यूएस रो पाई गले देन हमर आसिला फेडरल सिस्टम आमे जानले कोटना कनाडा रो पाइले ब्रिटिश रो पाई गले पार्लियामेंटरी फॉर्म ऑफ गवर्नमेंट बाइकैमरल लेजिस्लेटिव प्रोसीजर कैबिनेट सिस्टम रीट ई सब आमे पाई गले कोटना ब्रिटिश रो हमार preamble रह गला USA. हां Preamble. सुना होंदे जोर को देन Preamble. आसिला कोन एडवाइजरी जुरिस्डिक्शन ऑफ सुप्रीम कोर्ट एडवाइजरी jurisdiction of सुप्रीम कोर्ट सेटा भी आसी कोठ ना कनाडा रो ठीक अछि अच्छा नॉमिनेशन ऑफ मेंबर टू राज्यसभा Ireland नॉमिनेशन ऑफ मेंबर टू राज्यसभा से आसी कोठ ना आयरलैंड रो आउ कोन आसी मेथड ऑफ इलेक्शन ऑफ प्रेसिडेंट को केमिति इलेक्शन करिबा इलेक्ट करिबा मेथड ऑफ इलेक्शन ऑफ प्रेसिडेंट सेटा भी आसी कोठ ना आयरलैंड रो आसी ठीक अछि देन गवर्नमेंट ऑफ इंडिया एक्ट 1935 गवर्नमेंट ऑफ इंडिया एक्ट 1935 रो कोन कोन आसी फेडरल स्कीम ऑफिस ऑफ गवर्नर फेडरल स्कीम ऑफिस ऑफ गवर्नर पब्लिक सर्विस कमीशन इमरजेंसी प्रोविजन देन एडमिनिस्ट्रेटिव डिटेल्स जेति कि हमरा एडमिनिस्ट्रेटिव जिंस रहला से गुडा ठीक अछि आउ भी जेति कि सोर्स तम पाखरे अछि देखिबो जेमति हमर इमरजेंसी टाइम रे हमर हमर कोन हुए ना फंडामेंटल राइट्स और ड्यूटी को सस्पेंड कर दिया जाय सेटा हमें कोठु आनिचे German जर्मन ठीक अछि देन हमें पार्ट करिबा अच्छा पार्ट हमर केतेटा अछि 22 25 25. 22 टा थिला 25. फर्स्ट वर्तमान केतेटा 25 किंतु आमे देखियाକୁ गले लेखुचे पार्ट 22 जाके किंतु ता भितरे आउ तीनटा पसिकी अछि अच्छा हमर पार्ट 1 कोन होची 1 कोन होची boundary state name
ୱାନ୍ କହୁଛି ଦ ୟୁନିୟନ and ଆଣ୍ଡ its ଇଟ୍ସ territory. ଟେରିଟୋରି। ଆଚ୍ଛା, ଟୁ କଣ କହୁଛି? यूनियन स्टेट Single citizenship. ସିଟିଜେନସିପ। सिटीजन ऑफ ଏଇଟା କୋଉଠୁ କୋଉ ଆର୍ଟିକଲ ଯାକେ ଯାଉଛି? 1 ରୁ 4 ରୁ ଯାକେ ଯାଉଛି 4 ୟୁନିୟନ ଆଉ ଟେରିଟୋରି। ସିଟିଜେନସିପ ଯାଉଛି 5 5 ରୁ ରୁ 11। 11 ଠିକ ଅଛି। वगैरह ଦେନ୍ 3 କଣ କହୁଛି? fundamental rights. ଫଣ୍ଡାମେଣ୍ଟାଲ ରାଇଟ। ଏଇଟା କେତେ ରୁ କେତେ ଆସିଯିବ? ନା 12 ରୁ 35। बारू ଦେନ୍ 4 କଣ କହୁଛି? ନା 4 କହୁଛି ଆମର बीपीएससी ପିଏସପି। PSP Of fundamental duties. ହଁ 36 ରୁ 51 51। ଦେନ୍ 4A फंडामेंटल ड्यूटी 4A। fundamental duties 51A 4A କଣ କହିଲା? ନା ଫଣ୍ଡାମେଣ୍ଟାଲ duties. ड्यूटी ଏଟା ହଉଛି କଣ? ନା ଆର୍ଟିକଲ 51A। ଦେନ୍ ଆସିଲା କଣ? ନା 5। Okay, 5 ରେ union. କଣ? ୟୁନିୟନ। यूनियन गवर्नमेंट ଦ ୟୁନିୟନ କେତେ ଆସିଲା? ନା 52 ରୁ 52 ରୁ 70 151। 51 151 52 ରୁ 151 ରହିଲା। ଦେନ୍ ଆସିଲା କଣ? ନା State. ପାର୍ଟ 6। ଏଟା State. କଣ କହିଲା? ଷ୍ଟେଟ स्टेट ବିଷୟରେ स्टेट କହିଲା। यूनियन ହଁ ନା ନାଇଁ? स्टेट यूनियन ହଁ। स्टेट ତାପରେ କଣ କହୁଛି? ନା ଆମର ଗୋଟେ ସେକେଣ୍ଡ। ହଁ, 5 କହିଲା ୟୁନିୟନ, 6 କହିଲା ଷ୍ଟେଟ, 7 କଣ କହିଲା? 7 ଟା omit ହେଇଯାଇଛି. ଓମିଟ ହେଇଛି। ହଁ, 8 କଣ କହିଲା? Union territory. यूनियन टेरिटरी मैम सातरा स्ट्रक्चर ऑफ द स्टेट ଲେଖା ହେଇଥିଲା କମେଣ୍ଟ ହୋଇଯାଇଛି ସେଟା ତମେ ଟିକେ ଜୋରରେ କୁହ, ତମ କଥା କିଛି ଶୁଣା ହିଁ ଯାଉନି, ଖାଲି ମାନେ मैम सात पार्ट सात रा स्ट्रक्चर ऑफ स्टेट ହଁ କଣ କହୁଛ? मैम पार्ट सात रा कौन थिला पार्ट ଷ୍ଟ୍ରକ୍ଚର ଅଫ ଷ୍ଟେଟ, ଷ୍ଟ୍ରକ୍ଚର ଅଫ ଷ୍ଟେଟ ଥିଲା। यस मैम ଠିକ ଅଛି, ସେଟା ଓମିଟ ହେଇଛି। ତ 8 ଟା କଣ କହୁଛି? ତ ୟୁନିୟନ ଟେରିଟୋରି। ତାପରେ 9 କଣ କହୁଛି? पंचायत राज ଦ ପଞ୍ଚାୟତ। ତାପରେ 9A କଣ କହୁଛି? म्युनिसिपैलिटी 9A କଣ କହୁଛି? ମ୍ୟୁନିସିପାଲିଟି। ଦେନ୍ 9B କଣ କହୁଛି? द कोऑपरेटिव ଦ सोसाइटी କୋଅପରେଟିଭ ସୋସାଇଟି। ଦେନ୍ 10 ପାର୍ଟ 10 शेड्यूल ऑफ टेरिटोरियल एरिया Schedule caste area. ଦ ସ୍କେଡୁଲ ଆଣ୍ଡ ଟ୍ରାଇବ ଏରିଆ। ट्राइब एरिया ଆଚ୍ଛା, ଏ ପେଜ ଟା କ୍ଲିୟର କରିଦବା। ଦେଖ ତାହେଲେ 1 ଜାଣିଲେ କଣ? ନା ୟୁନିୟନ ଆଉ ଟେରିଟୋରି ବିଷୟରେ କହିଲା। ତ ୟୁନିୟନ ରେ ଜାଣି ରହିଲା, ତାର ସର୍ଟ ଫର୍ମ ତ ଅଛି, ତମେ ମନେ ରଖି ଯଦି ମାନେ ପାରିବ ତ ତିଆରି କରି ସର୍ଟ ଟ୍ରିକ୍। କିନ୍ତୁ ଆମେ ଯଦି ପୁରା ଦେଖିବା, ତମେ ଏଇଠି ୟୁନିୟନ କଣ, ତମେ ଆଗ ରହିବା ପାଇଁ ଗୋଟେ ଜାଗା ଦରକାର ନା ନାଇଁ? ତ ତମେ ୟୁନିୟନ ଆଉ ଟେରିଟୋରି ରହିଲା, ତା ଭିତରେ କିଏ ରହିବେ? ଲୋକମାନେ ରହିବେ, ସିଟିଜେନ ମାନେ ରହିଲେ। ତାପରେ ସେ ଲୋକମାନଙ୍କୁ କିଛି ଅଧିକାର ଦିଆହବ, ଯୋଉ ଅଧିକାର ଟା ତାଙ୍କୁ ଗୋଟେ ନିହାତି ରହିବା ଦରକାର। କଣ ନା ଫଣ୍ଡାମେଣ୍ଟାଲ ରାଇଟ ରହିଲା। ଆଚ୍ଛା, ଏଇ ଯୋଉ ଜାଗାରେ ଅଛନ୍ତି, ସେ ଜାଗାର ତ ୱେଲଫେୟାର ପାଇଁ କିଛି ଦରକାର, ସେଥିପାଇଁ ଡିପିଏସପି ରହିଲା। ତାପରେ ତାଙ୍କୁ କିଛି ଡ୍ୟୁଟି ଦିଆଗଲା। ତାପରେ କଣ ନା ୟୁନିୟନ ରହିଲା 5 ରେ, ଷ୍ଟେଟ ରହିଲା 6 ରେ, 7 କାଟିଦେଲେ। ତାପରେ ୟୁନିୟନ ଆଉ ଷ୍ଟେଟ ପରେ ୟୁନିୟନ ଟେରିଟୋରି ମାନେ ଅଛନ୍ତି। ୟୁନିୟନ ଟେରିଟୋରି ପରେ ପୁଣି ପଞ୍ଚାୟତ ମାନେ ଆସି ଯାଉଛନ୍ତି। ପଞ୍ଚାୟତ ପରେ ମ୍ୟୁନିସିପାଲିଟି ହେଲା। ମ୍ୟୁନିସିପାଲିଟି ପରେ କୋଅପରେଟିଭ ସୋସାଇଟି ହେଲା। ଦେଖିବେ କେମିତି କ୍ରୋନୋଲୋଜିକାଲି ଆସି ଯାଉଛନ୍ତି। ତାପରେ ସିଡ୍ୟୁଲ ଟ୍ରାଇବ ଆଉ ଟ୍ରାଇବ ତାଙ୍କ ଏରିଆ ପାଇଁ କିଛିଟା ରହିଲା, ମାନେ 10 ଯାକେ ଗଲା। ତାପରେ ପାର୍ଟ 11 କଣ କହୁଛି? Center state यूनियन स्टेट ରିଲେସନସିପ between center and state. सेंटर एंड स्टेट ବିଟୱିନ୍ ସେଣ୍ଟର ଆଣ୍ଡ ଷ୍ଟେଟ। स्टेट ଠିକ ଅଛି, ତାଙ୍କ ଭିତରେ ରିଲେସନସିପ ରହିବ। ତ ଆ ଭିତରେ ବି ଦିଟା ଚାପ୍ଟର ଅଛି। ସେଣ୍ଟର ଆଉ ଷ୍ଟେଟ ଯୋଉ ଅଛି, ଆ ଭିତରେ ବି ଦିଟା ଚାପ୍ଟର ଅଛି। କଣ?
ना चैप्टर 1 रोची जो सेंट्रल स्टेट रिलेशनशिप भितर चैप्टर 1 रोची लेजिस्लेटिव Central रिलेशन list. थोड़ा एडमिनिस्ट्रेटिव रिलेशन और चैप्टर 2 कौन रोची ना एडमिनिस्ट्रेटिव रिलेशन। ठीक अच्छे देन पार्ट 12 कौन कहूची फाइनेंस Trade, एंड commerce. प्रॉपर्टी फाइनेंस प्रॉपर्टी कॉन्ट्रैक्ट फाइनेंस प्रॉपर्टी कॉन्ट्रैक्ट्स एगुड़ा सब देन 13 कौन कहूची ट्रेड कॉमर्स ट्रेड एंड कॉमर्स एंड एंटरप्राइज इंटरकोर्स कॉमर्स इंटरकोर्स विद इन टेरिटरी ऑफ इंडिया देन 14 कौन कहूची सर्विस अंडर यूनियन स्टेट सर्विस अंडर यूनियन एंड स्टेट देन 14A ट्रिब्यूनल tribunals then for now 15 Election. इलेक्शन elections 17 sorry Language. 16 स्पेसिफाई 16 कौन कुछ special provision relating to certain classes special provision on relating to certain classes then 17 कौन कुछ ना official Language. then 18 कौन कुछ ना emergency provision इमरजेंसी प्रोविजन then 19 miscellaneous ମାନେ ଆଉ ଯାହା मिसिंग କିଛି ରହିଲା ତା ଭିତରେ ରହିଯାଇଛି then 20 କଣ କହୁଛି मैम हेलो मैम 90 रे कोन ଟିକେ ଭଲରେ କଣ କହୁଛ 90 ର ଟିକେ ଭଲରେ କୁହନ୍ତୁ ମିସଲାରି ଟିକେ ବଡ ପାଟିରେ ତମ କଥା ଶୁଣା ହଉନି ମତେ କିଛି मैम 90 रा कोन 90 यस मैम 90 କୋଉଠୁ ଆସିଲା 19 19 और नंबर 19 19 नंबर ମିସେଲେନିୟସ ବା ମାନେ ତା ଭିତରେ ମିସେଲେନିୟସ ମାନେ କଣ ତା ଭିତରେ ବହୁତ କିଛି ଜିନିଷ ଅଛି ସେମିତି ପର୍ଟିକୁଲାର କିଛି ନାହିଁ ଯାହା ରହିଯାଉଛି କୋଉଠି ତା ଭିତରେ ଭର୍ତ୍ତି କରା ହେଇଯାଉଛି यस मैम ଦେନ୍ 20 ଟା କଣ କହୁଛି amendment of constitution amendment of constitution then 21 କଣ କହୁଛି ନା temporary transitional and special provision temporary transitional and special provision then 22 कौन कौची short title commencement authoritative text in Hindi and repeals और short title खाली मन रखिदे एतिकी रे ठीक अछि ये हला हमर कोन पार्ट थिला माने लेखा होची 22 टा किंतु ता भीतर रही जाई 25 देन आमे देखिले सोर्स देखिले पार्ट देखिले ଟିକେ ରହିଛି ଏବେ ସୁପ୍ରିମ କୋର୍ଟ ଟା କରିଦବା ନହେଲେ ସୁପ୍ରିମ କୋର୍ଟ ପାର୍ଲାମେଣ୍ଟ ଏଟା କରିଦବା ଆଚ୍ଛା ହଁ ଠିକ ଅଛି ସୁପ୍ରିମ କୋର୍ଟ କରିବା ଆଚ୍ଛା ସୁପ୍ରିମ କୋର୍ଟ କୁ ଆମେ କଣ କହୁଛେ ସୁପ୍ରିମ କୋର୍ଟ ତଳକୁ କିଏ ଆସିବ ଆମର ଯୋଉ ଜୁଡିସିଆରୀ ସିଷ୍ଟମ ରହିବ ଜୁଡିସିଆରୀ ସିଷ୍ଟମ ସୁପ୍ରିମ କୋର୍ଟ ତଳକୁ କିଏ ଆସିବ हाईकोर्ट आसी मैम ହାଇକୋର୍ଟ ଆସିବ
ହାଇକୋର୍ଟ Yes, ତଳକୁ ma'am. କିଏ ଆସିବ? Subordinate court. ଡିଷ୍ଟ୍ରିକ୍ଟ କୋର୍ଟ Yes, ଆସିବ, ma'am. ହଁ ନା ନାଇଁ? ଆଚ୍ଛା, ସୁପ୍ରିମ କୋର୍ଟ ବିଷୟରେ ଆମର କୋଉ ପାର୍ଟ ରେ କୁହା ହେଇଛି? Part ପାର୍ଟ 5, 5 ରେ 5. କୁହା ହେଇଛି। ଆର୍ଟିକିଲ କେତେ ରହୁଛି? 124 ରୁ 147. 24 ରୁ 147 ଯାଏ ରହୁଛି, ହଁ ନା ନାଇଁ? ଆଚ୍ଛା, ଏ ସୁପ୍ରିମ କୋର୍ଟ କୁ ଆମେ କଣ କହିବା? ନା ଇଏ ହଉଛି ଆମର ଆପେକ୍ସ କୋର୍ଟ, ହଁ ନା ନାଇଁ? ଆପେକ୍ସ କୋର୍ଟ କହିବା ନା ନାଇଁ? ଆପେକ୍ସ ଆଜ୍ଞା କୋର୍ଟ ମାନେ କଣ? ଆର ଡିସିଜନ ଟା ହଉଛି ଫାଇନାଲ, ଆର ଡିସିଜନ ଟା ହାଇକୋର୍ଟ ମାନିବାକୁ ବାଧ୍ୟ, ଡିଷ୍ଟ୍ରିକ୍ଟ କୋର୍ଟ ମାନିବାକୁ ବାଧ୍ୟ, ଯେତେ ଆମର ରହିଲେ ଇଣ୍ଡିଆ ଭିତରେ ସମସ୍ତେ ମାନିବାକୁ ବାଧ୍ୟ, ହଁ ନା ନାଇଁ? Yes, ma'am. ଠିକ ଅଛି, ତ ଏବେ ଦେଖିବା ସୁପ୍ରିମ କୋର୍ଟ ଯୋଉ ଆମର ଏଷ୍ଟାବ୍ଲିଶଡ ହେଲା, ସୁପ୍ରିମ କୋର୍ଟ ଏଷ୍ଟାବ୍ଲିଶଡ ହେଲା କେବେ ହେଲା? 1784 1774 ରେ ହେଲା, ହଁ ନା ନାଇଁ? ତ ଏଇଟା ଯୋଉ ହେଲା, ଏଇଟା କୋଉ ରେଗୁଲେଟିଂ ଆକ୍ଟ ଅନୁସାରେ ହେଲା? 1773 regulating act ରେଗୁଲେଟିଂ ଆକ୍ଟ ଅନୁସାରେ 1774 ରେ କଣ ହେଲା? ଏଷ୍ଟାବ୍ଲିଶଡ ହେଲା। ଆଚ୍ଛା, ଆମର ପ୍ରଥମେ ସୁପ୍ରିମ କୋର୍ଟ କୋଉଠି ହେଇଥିଲା? କାଲକାଟା Calcutta. କାଲକାଟାରେ ହେଇଥିଲା। ଆମର ଯୋଉ ବର୍ତ୍ତମାନ କୋଉଠି ଅଛି? ଦିଲ୍ଲୀ। ତ ଦିଲ୍ଲୀ କୁ ଆମର Delhi. କେବେ ସିଫ୍ଟ ହେଲା ବା କେବେ ଆସିଲା? 1935 ରେ। କେତେ? ଜାନୁଆରୀ 1950 ରେ ଆସିଲା। ସୁପ୍ରିମକୋର୍ଟ କୋଉଠି କି? ନା ଦିଲ୍ଲୀ କୁ ଆସିଲା। ତ ଆର୍ଟିକଲ 124 କଣ କହିଲା? 124 କହିଲା କି ଆମର ସୁପ୍ରିମ କୋର୍ଟ ର ଏଷ୍ଟାବ୍ଲିଶମେଣ୍ଟ ଉପରେ କହିଲା। ତାପରେ ଆଚ୍ଛା, ପ୍ରଥମ ଜଜ କିଏ ଥିଲେ ସୁପ୍ରିମ କୋର୍ଟ ର? ଚିଫ ଜଷ୍ଟିସ କିଏ ଥିଲେ? ପ୍ରଥମ ଚିଫ I ଜଷ୍ଟିସ କିଏ think ଥିଲେ? ଏଟା Elizabeth ହିଷ୍ଟ୍ରି ବି pଢା ହେଇଛି, ଏଲିଜା ଆମ୍ଫେ ଆମ୍ଫେ। Ampere. ହେଲା। ଆମ୍ଫେ ଆଚ୍ଛା, ପ୍ରଥମେ ସୁପ୍ରିମ କୋର୍ଟରେ କେତେ ଜଣ ଜଜ ଥିଲେ? ପକେଇଦବ, କେତେ ଜଣ? ନା 7 ଜଣ ଥିଲେ। 7 ଜଣ। ଠିକ ଅଛି। ଆଚ୍ଛା, ଆର୍ଟିକଲ 124 କହିଲା ଏଷ୍ଟାବ୍ଲିଶ କରିବା। ଆର୍ଟିକଲ 125 କହିଲା ସାଲାରୀ ଅଫ ଜଜେସ୍, ସାଲାରୀ ବିଷୟରେ କହିଲା, ସାଲାରୀ ଅଫ ଜଜେସ୍। ଆଚ୍ଛା, ଏମାନେ ସାଲାରୀ କୋଉଠୁ ପାଆନ୍ତି? କନସୋଲିଡେଟେଡ ଫଣ୍ଡ। କନସୋଲିଡେଟେଡ ଫଣ୍ଡ ଅଫ ଇଣ୍ଡିଆ, କନସୋଲିଡେଟେଡ ଫଣ୍ଡ। କନସୋଲିଡେଟେଡ ଫଣ୍ଡ ଅଫ ଇଣ୍ଡିଆ, କନସୋଲିଡେଟେଡ ଫଣ୍ଡ ରୁ ପାଆନ୍ତି। ଦେନ୍ ଆର୍ଟିକଲ 126 କଣ କହିଲା? କଣ କହିଲା ଆର୍ଟିକଲ 126? କି ଯେତେବେଳେ when the office of, ଯେତେବେଳେ ସିଜେଆଇ ଇଜ ଭ୍ୟାକାଣ୍ଟ, ଯଦି ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଅଫିସ ଟା କଣ ଅଛି, ଅଫିସ ଟା ଯଦି ଭ୍ୟାକାଣ୍ଟ ଅଛି, ମାନେ ଯଦି ସେ ତାଙ୍କ ପଦ ଛାଡି ଦେଇଛନ୍ତି ବା ତାଙ୍କୁ ବାହାର କରିଦିଆଯାଇଛି, ପ୍ରେସିଡେଣ୍ଟ କଣ କରିପାରିବେ? ପ୍ରେସିଡେଣ୍ଟ ଆପଏଣ୍ଟ କରିପାରିବେ କାହାକୁ? ନା ଗୋଟେ ଜଜ କୁ, ସୁପ୍ରିମ କୋର୍ଟ ର ଜଜ କୁ, ଆକ୍ଟିଂ ଚିଫ ଜଷ୍ଟିସ ଅଫ ଇଣ୍ଡିଆ। ଯଦି ଆମର ସୁପ୍ରିମ କୋର୍ଟ ର ଚିଫ ଜଷ୍ଟିସ କଣ କରିଛନ୍ତି ନା ଛାଡି ଦେଇଛନ୍ତି ବା ରିଜାଇନ କରିଦେଇଛନ୍ତି ବା ତାଙ୍କୁ ଆମେ ବାହାର କରିଦେଇଛେ, ତାହେଲେ ପ୍ରେସିଡେଣ୍ଟ କଣ କରିବେ? ନା ଆଉ ଯେତିକି ଜଜ ଅଛନ୍ତି ତାଙ୍କ ଭିତରୁ ଜଣକୁ ବାଛି ଦେବେ କି ଆକ୍ଟିଂ ସିଜେଆଇ ତମେ ହବ, ତମେ ଆଉ ଗୋଟେ ନୂଆ ସିଜେଆଇ ନ ଆସିଲା ଯାକେ ତମେ ସିଜେଆଇ କି ରହିଥିବ। ପକେଇ ଦେଇଥିବ ଏଇ ଟର୍ମ ଟା, କି ପ୍ରେସିଡେଣ୍ଟ ଯେତେବେଳେ ସିଜେଆଇ ନଥିବେ ଆଉ ଜଣେ ଜଜ କୁ ବାଛିବେ କି ତମେ ସିଜେଆଇ ହେଇକି ରହିବ। ଏଟା କୋଉ ଆର୍ଟିକଲ ତାଙ୍କୁ ପ୍ରୋଭିଜନ ଦଉଛି ବା ତାଙ୍କୁ ଏନସିଓର କରୁଛି କି ତମେ ଏଇଟା କରିବ? ଆର୍ଟିକଲ 126। 124 ଜାଣିଲେ ଏଷ୍ଟାବ୍ଲିଶ ହେଲା, 125 ରେ ସେମାନେ ଦରମା ପାଇଲେ, 126 ରେ ସିଜେଆଇ ନଥିବ, ତାହେଲେ ପ୍ରେସିଡେଣ୍ଟ କଣ କରିବ? ନା ଆଉ ଜଣକୁ ଆପଏଣ୍ଟ କରିଦବ। ଆଚ୍ଛା, ଆମର କ୍ୱାଲିଫିକେସନ ଜଜ ମାନଙ୍କର କଣ ରହିବ ସୁପ୍ରିମ କୋର୍ଟ ର ଜଜ ହବା ପାଇଁ? Citizen of India. କ୍ୱାଲିଫିକେସନ କଣ ରହିବ?
ନା ପ୍ରଥମତଃ ସେ ଇଣ୍ଡିଆନ ହେଇଥିବେ, ସେଗୁଡା ତ ସବୁ ଜାଣିଛେ। ତ ସେ ସିଟିଜେନ ଅଫ ଇଣ୍ଡିଆ ହେଇଥିବେ, ସିଏ ତାଙ୍କ ନାଁରେ କେସ୍ ନଥିବ, ହେନତେନ ସେଗୁଡା। ସବୁଠୁ ଇମ୍ପୋର୍ଟାଣ୍ଟ କଣ ରହିବ ଏଥିରେ, କାହିଁକିନା ଏଇଗୁଡା ପକେଇଦେ କୋଉଟା କ୍ୱାଲିଫିକେସନ ହେଇ ନୁହେଁ କି ସିଏ କଣ ନା ସୁଡ ହାଭ ବିନ୍ ଏ ଜଜ ଅଫ ହାଇ କୋର୍ଟ ଫର 5 years। फाइव ईयर। ସୁଡ ହାଭ ବିନ୍, ଏଇ କ୍ରାଇଟେରିଆ ଗୁଡା ଟିକେ ଭଲସେ ଦେଖିବ। ସୁଡ ହାଭ ବିନ୍ ଏ ଜଜ in a high court for 5 years। 5 year। ଆଟଲିଷ୍ଟ ସେ 5 ବର୍ଷ ପାଇଁ ଗୋଟେ ହାଇକୋର୍ଟ ରେ ଜଜ ହେଇଥିବେ। ନଚେତ ଯଦି ସେ ନ ହେଇଥିବେ ଏଇଟା, ତାହେଲେ କଣ ହେଇଥିବ ନା ସିଏ 10 ବର୍ଷ ପାଇଁ କଣ ହେଇଥିବେ, Against ତାଙ୍କର advocate ଆଡଭୋକେଟ advocate ହେଇଥିବେ। एडवोकेट है। କୋଉଠି ହେଇଥିବେ? हाई high कोर्ट। court ହାଇକୋର୍ଟ ରେ high ଆଡଭୋକେଟ court ରେ। ହେଇଥିବେ। ଆଚ୍ଛା, ଯଦି ବି ସେଇଟା ନ ହେଇଥିବେ, ତାହେଲେ ସେ କଣ ହେଇଥିବେ ନା ସିଏ କଣ ହେଇଥିବେ ନା ଗୋଟେ ଡିଷ୍ଟିଂଗୁଇଶ୍ଡ ଜୁରିଷ୍ଟ ହେଇଥିବେ ପ୍ରେସିଡେଣ୍ଟଙ୍କ ନଜରରେ। ମାନେ ଡିଷ୍ଟିଂଗୁଇଶ୍ଡ ଜୁରିଷ୍ଟ ମାନେ ଜଣଟା ଭଲ ଜଣାଶୁଣା, ମାନେ ସେ ଗୋଟେ ପର୍ସନାଲିଟି ହେଇଥିବେ। କାହା ନଜରରେ ନା ପ୍ରେସିଡେଣ୍ଟଙ୍କ ନଜରରେ। ତାହେଲେ ବି ତାକୁ କଣ କରାହବ ନା ଆପଏଣ୍ଟ କରିଦିଆ ହେଇଯିବ। ଆଚ୍ଛା, ତାଙ୍କର ମିନିମମ୍ ଏଜ କେତେ ହେଇଥିବ? 35। ତାଙ୍କର ସେମିତି କିଛି ମିନିମମ୍ ଏଜ ଏଠି ମେନସନ କରାହେଇନି। मैम 65। କନଷ୍ଟିଟ୍ୟୁସନ ପ୍ରେସକ୍ରାଇବ କରିନି କିଛି ମିନିମମ୍ ଏଜ କଣ ପାଇଁ ନା ଜଜ, ଯୋଉମାନେ ସୁପ୍ରିମକୋର୍ଟ ଜଜ ରହିବେ, ତାଙ୍କର କୌଣସି ମିନିମମ୍ ଜଜ ଆମର କିଏ ନା କନଷ୍ଟିଟ୍ୟୁସନ କରିନି ଡିସାଇଡ ଏବେ ଯାକେ। ତ ଆମେ ଜାଣିଲେ କ୍ରାଇଟେରିଆ ଏତିକି ରହିଲା। ସେ ଇଣ୍ଡିଆନ ଫିଣ୍ଡିଆନ ସେ ସବୁ ଯାହା ରହିଲା, ତା ସହିତ ସେ ଗୋଟେ ହାଇକୋର୍ଟରେ 5 ବର୍ଷ ଜଜ ହେଇଥିବେ, ନହେଲେ ସୁପ୍ରିମକୋର୍ଟରେ ସରି ନହେଲେ ହାଇକୋର୍ଟରେ 10 ବର୍ଷ ଆଡଭୋକେଟ ହେଇଥିବେ, ନହେଲେ ଗୋଟେ ଡିଷ୍ଟିଂଗୁଇଶ୍ଡ ଜୁରିଷ୍ଟ ହେଇଥିବେ। ଠିକ ଅଛି। ଆଚ୍ଛା, ସେ ଯେତେବେଳେ ତାଙ୍କର ଓଥ ନେବେ, ଓଥ କାହା ପାଖରେ ନେବେ? प्रेसिडेंट। ପ୍ରେସିଡେଣ୍ଟଙ୍କ president ପାଖରେ। ଆଚ୍ଛା, ତାଙ୍କ ଟେନ୍ୟୁର କେତେ ବର୍ଷ ରହିବ? 5 ईयर। ଯେତେବେଳେ ଯାକେ ତାଙ୍କୁ 65 ବର୍ଷ ନ ହେଇଛି। ଆଚ୍ଛା, ତାହେଲେ ତାପରେ ସେ ଯଦି ଚାହିଁବେ ରିଜାଇନ କରିବା ପାଇଁ, ସେ କେମିତି ରିଜାଇନ କରିବେ? retirement age ଆଁ 65 କଣ ହେଲା? president को ହଁ, ତ ସେ ଯଦି president को ରିଜାଇନ देवे କରିବା ପାଇଁ resignation ଚାହିଁବେ, ସେ କାହାକୁ କରିବେ ନା ପ୍ରେସିଡେଣ୍ଟ କୁ ରିଜାଇନ କରିବେ। ଆଚ୍ଛା, ସିଏ ଯଦି ପ୍ରେସିଡେଣ୍ଟ ଯଦି ଚାହିଁବେ ତାଙ୍କୁ ବାହାର କରିବା ପାଇଁ, ତାଙ୍କୁ ରିମୁଭ କରିବା ପାଇଁ, ସେ କାହା ମାନେ ସହିତ କାହାର କହିବାରେ ସେ ପ୍ରେସିଡେଣ୍ଟ ତାଙ୍କୁ ରିମୁଭ କରିବେ ବା ତାଙ୍କ ରିମୁଭାଲ ଷ୍ଟାର୍ଟ लोकसभा ହବ? राज्यसभा। prime minister council of ministers ପାର୍ଲିଆମେଣ୍ଟ। पार्लियामेंट पार्लियामेंट लोकसभा ପାର୍ଲିଆମେଣ୍ଟ राज्यसभा। ଯଦି ତାଙ୍କୁ କହିବ ପ୍ରେସିଡେଣ୍ଟ କୁ କି ଏଇ ଜଜ କୁ ଆମେ ରିମୁଭ କରିବା ଦରକାର, ତାହେଲେ ପ୍ରେସିଡେଣ୍ଟ କଣ କରିବେ ନା ପ୍ରୋସିଜିଅର ଷ୍ଟାର୍ଟ କରିବେ। ଆଚ୍ଛା, ସୁପ୍ରିମକୋର୍ଟର ଜୁରିସ୍ଡିକ୍ସନ ଯୋଉ ରହିବ, ତାର ଯୋଉ ଜୁରିସ୍ଡିକ୍ସନ ରହିବ, ତାର ଅରିଜିନାଲ ଜୁରିସ୍ଡିକ୍ସନ କେତେ? ଆର୍ଟିକଲ 131। 131 131। ଅରିଜିନାଲ ଜୁରିସ୍ଡିକ୍ସନରେ କଣ ଆସିବ स्टेट सेंटर फॉर ନା स्टेट। ଯଦି ଆମର ସେଣ୍ଟର କିମ୍ବା ଷ୍ଟେଟ ଭର୍ସେସ ଷ୍ଟେଟ, ଯଦି ସେଣ୍ଟର ଷ୍ଟେଟ ଭିତରେ କିଛି କେସ୍ ହେଇଯାଇଛି, କଣ ହେଇଯାଇଛି, କିଛି ଗୋଟେ କେସ୍ ହେଇଯାଇଛି ସେଣ୍ଟର ଆଉ ଷ୍ଟେଟ ଭିତରେ, ତାକୁ ସିଏ କଣ କରିବ ନା ସମାଧାନ କରିବ। କିମ୍ବା ଯଦି ଆମର ଷ୍ଟେଟ ଭର୍ସେସ ଷ୍ଟେଟ, ଓଡିଶା ଭର୍ସେସ ୱେଷ୍ଟବେଙ୍ଗଲ, କି ଆମର ଛତିଶଗଡ଼ ୟୁନିୟନ ଭର୍ସେସ ଓଡିଶା, ଷ୍ଟେଟ ଷ୍ଟେଟ ଭିତରେ ଝଗଡାକୁ ସମାଧାନ କରିବ, ସେଣ୍ଟର ଷ୍ଟେଟ ଭିତରେ ଝଗଡାକୁ ସମାଧାନ କରିବ, ସେଣ୍ଟର ଷ୍ଟେଟ ଭର୍ସେସ ଷ୍ଟେଟ। ତେଣୁ ୟାଙ୍କ ଭିତରେ ଯାହା ରହିଲା, ଫଣ୍ଡାମେଣ୍ଟାଲ ରାଇଟ ର ଯଦି ଭାଓଲେସନ ହବ, ତାହେଲେ ଆମେ ସୁପ୍ରିମକୋର୍ଟ କୁ ଯାଇପାରିବା। ଫଣ୍ଡାମେଣ୍ଟାଲ ରାଇଟ ର ଭାଓଲେସନ ହେଲେ।
ହଁ ନା ନାଇଁ? ଆମେ ନର୍ମାଲ ଲୋକ ସୁପ୍ରିମ କୋର୍ଟରେ ଯାଇକି କେସ୍ କରିପାରିବ ନା କରିପାରିବ ନାହିଁ? କରିପାରିବ। ଆଁ? ପାରିବେ କରିପାରିବନି ଫଣ୍ଡାମେଣ୍ଟାଲ ରାଇଟ୍। ପାରିବେ। ସେଟା କେବଳ ଫଣ୍ଡାମେଣ୍ଟାଲ ରାଇଟ ରେ ହିଁ ସେ କରିପାରିବ, ଆଉ କୌଣସିଥିରେ କରିପାରିବ ନାହିଁ। ଯେତେ ପର୍ଯ୍ୟନ୍ତ ସେମାନେ ଡିରେକ୍ଟଲି ଯାଇକି, ଯେତେ ପର୍ଯ୍ୟନ୍ତ ତାକୁ ସେ ତଳ କୋର୍ଟରୁ ମାନେ ତାକୁ ଯଦି ସେ ହାଇକୋର୍ଟରେ କେସ୍ ନ କରିକି ସେ ଡିରେକ୍ଟଲି ସୁପ୍ରିମ କୋର୍ଟ ଯାଇପାରିବନି, ଫଣ୍ଡାମେଣ୍ଟାଲ ରାଇଟ କୁ ଛାଡିକି। ଠିକ ଅଛି। ଏଇଟା ତାର ଆସିଲା କଣ ନା ଅରିଜିନାଲ ଜୁରିସଡିକ୍ସନ ରେ। ତାପରେ କଣ ଆସିଲା ନା ଆପିଲେଟ ଜୁରିସଡିକ୍ସନ। ଆପିଲେଟ jurisdiction। appealate jurisdiction ରେ କଣ ଆସିଲା? କନଷ୍ଟିଟ୍ୟୁସନାଲ, ସିଭିଲ, କ୍ରିମିନାଲ। ଆସିଲା ତାର ସିଭିଲ କେସ୍ କେତେ ନା 132 ଆର୍ଟିକଲ। ଦେନ୍ କ୍ରିମିନାଲ କେସ୍ କେତେ ନା 133 ଆର୍ଟିକଲ। ଦେନ୍ ଆସିଲା ସ୍ପେଶିଆଲ ପିଟିସନ ଲିଭ୍ वन थर्टी फोर। 134A। ଦେନ୍ ଯଦି ହାଇକୋର୍ଟ ର କିଛି ପିଟିସନ ଆସିଲା, ଇଫ ହାଇକୋର୍ଟ ପିଟିସନ, ସେଟା ହଉଛି 134। ଠିକ ଅଛି। ଏଟା ତାର ଆପିଲେଟ ରେ ଗଲା। ଦେନ୍ ଆସିଲା କଣ ନା ଆଡଭାଇଜରୀ ଜୁରିସଡିକ୍ସନ। ଆଡଭାଇଜରୀ ଜୁରିସଡିକ୍ସନ ଟା ସେ କାହାକୁ ଦବ? ସେ ଆଡଭାଇସ କାହାକୁ କରିବ? ପ୍ରେସିଡେଣ୍ଟ କୁ ପକେଇଦବ। ଆଡଭାଇଜରୀ ଜୁରିସଡିକ୍ସନ ଟା ଆମର କାହାର? ସୁପ୍ରିମ କୋର୍ଟ ର। କାହା ପାଇଁ? ଏଟା ପ୍ରେସିଡେଣ୍ଟ କୁ ଦବ। ପ୍ରେସିଡେଣ୍ଟ। କୋଉ ମ୍ୟାଟରରେ ସେ ଆଡଭାଇସ କରିବ? ନା ଇନ ମ୍ୟାଟର ଅଫ ଲ, in matter of law, then pre-constitutional ବା constitutional ବି ତମେ ଲେଖିପାରିବ। ଆଉ ପ୍ରେସିଡେଣ୍ଟ ଆମର ଆଡଭାଇଜରୀ ପକେଇବ ଯଦି ଆମର ଆଡଭାଇଜରୀ ଜୁରିସଡିକ୍ସନ ଟାକୁ ପ୍ରେସିଡେଣ୍ଟ ଆକ୍ସେପ୍ଟ କରିବ ନା କରିବନି? ତାଙ୍କ ଗ୍ରହଣ କରିବ। ଇଚ୍ଛା ଆଁ? ମାନେ bound ନାହିଁ। ପ୍ରେସିଡେଣ୍ଟ ଗ୍ରହଣ କରିବ ମାନେ ଆଡଭାଇଜରୀ bound ନୁହେଁ। ହଁ ହଁ କୁହ କଣ କଣ କହୁଛ? ମାନେ bound ନୁହେଁ, ମାନେ ତାଙ୍କ ଇଚ୍ଛା ହଁ ପ୍ରେସିଡେଣ୍ଟ ବାଉଣ୍ଡ ହେଲେ ନୁହେଁ। ନୁହେଁ ମ୍ୟାଡାମ। ପ୍ରେସିଡେଣ୍ଟ ଚାହିଁଲେ ପ୍ରେସିଡେଣ୍ଟ ମେ or may not be ବା may not, ପ୍ରେସିଡେଣ୍ଟ ଚାହିଁଲେ ଆକ୍ସେପ୍ଟ କରିବେ, ଚାହିଁଲେ ଆକ୍ସେପ୍ଟ ବି ନ କରିପାରନ୍ତି। ଠିକ ଅଛି। ଦେନ୍ ଆସିଲା କଣ ନା ରିଭିଜନାଲ ପାୱାର, ମାନେ ସେ ରିଭିଜନ କରିବା ପାଇଁ ଦିଏ, ମାନେ ପାୱାର ଟା ଏଟା କିଏ ଦେଇଛି କାହାକୁ? ଆମର ଏଇଟା କିଏ ଦେଇଛି? କନଷ୍ଟିଟ୍ୟୁସନ ଦେଇଛି। ମନେ ରଖିଥା, ଏଟା କିଏ ଦେଇଛି ନା କନଷ୍ଟିଟ୍ୟୁସନ ଦେଇଛି। କାହାକୁ ଦେଇଛି ପାୱାର? ନା ସୁପ୍ରିମ କୋର୍ଟ କୁ। ନିଜ କଣ କି ତାର ନିଜର ଜଜମେଣ୍ଟ ଟାକୁ ସେ କଣ କରିପାରିବ ନା ରିଭ୍ୟୁ କରିପାରିବ। ରିଭ୍ୟୁ ଅଫ ଜଜମେଣ୍ଟ, ତାର ଓନ୍ ଜଜମେଣ୍ଟ କୁ ସେ ଚାହିଁଲେ ରିଭ୍ୟୁ କରିପାରିବ ବା ତା ଅର୍ଡର କୁ ରିଭ୍ୟୁ କରିପାରିବ। ପକେଇ ଦେଇଥିବ ସୁପ୍ରିମ କୋର୍ଟ ଚାହିଁଲେ ତାର ଓନ୍ ଜଜମେଣ୍ଟ କୁ ରିଭ୍ୟୁ କରିପାରିବ ବା ତା ଅର୍ଡର କୁ ରିଭ୍ୟୁ କରିପାରିବ। ଏଟା ତାର କୋଉ ପାୱାର ରେ ଆସୁଛି? ତାର ରିଭିଜନାଲ ପାୱାର ରେ ଆସୁଛି। ଆଚ୍ଛା, ସେ କଣ କରେ ନା ତାର କୋର୍ଟ ଅଫ ରେକର୍ଡ, କୋର୍ଟ ଅଫ ରେକର୍ଡ ରେ ସେ କଣ ରଖୁଛି? ଯାହା ସବୁ ନିଜ କେସ୍ ଯାହା ସବୁ ରହିଲା ତାର ମାନେ ମାନେ ତାର କଣ ନା ତା ପାଖରେ ଯାହା ବି ସବୁ ତାର ହେଇଛି, ସେ ସବୁ ଜିନିଷକୁ ସେ କଣ କରୁଛି ନା କୋର୍ଟ ଅଫ ରେକର୍ଡରେ ତାର ରହିଲା। ତାକୁ ପାୱାର ଦିଆଯାଇଛି କି ସେ ସବୁ ଜିନିଷ ସେ ରେକର୍ଡ କରିକି ରଖିବ। ଆଉ କୋର୍ଟ ଅଫ ରେକର୍ଡ କଣ ନା ଯଦି ସୁପ୍ରିମ କୋର୍ଟ ଗୋଟେ ରାୟ ଦେଇଦେଲା, ଗୋଟେ ରାୟ ଦେଇଦେଲା କଣ କି ଆମର ଧର ସେ ସୁପ୍ରିମ କୋର୍ଟ କହିଦବ ନା 18 ବର୍ଷରୁ ଉର୍ଦ୍ଧ୍ୱ ମାନେ ଭୋଟ ଦେଇପାରିବେ, ତ ସେଟା ତାର କୋର୍ଟ ଅଫ ରେକର୍ଡ ହେଇଗଲା। ମାନେ ସେଟାକୁ ସମସ୍ତେ ମାନିବେ, ସେଟା ତାର କୋର୍ଟ ଅଫ ରେକର୍ଡ। ମାନେ ସେଟା ଦେଶ ସାରା ମାନିବେ। ଧର ସୁପ୍ରିମ କୋର୍ଟ ଏବେ ଗୋଟେ ଜଜମେଣ୍ଟ ଦେଇଦେଲା
कि हमर धर मु कहबू एना बिहार रे गोटे केस धर सपोज बिहार रे गोटे केस चलची प्रॉपर्टी को नेकी सुप्रीम कोर्ट कहिला कि धर कि ଆମର ଝିଅ ମାନଙ୍କର ବି ବାପାଙ୍କ ସମ୍ପତ୍ତିରେ ଭାଗ ଅଛି ଯଦି କହିଦେଲା ତ ସେଟା ସେ ବିହାରର କେସ୍ ପାଇଁ କହିଲା କିନ୍ତୁ ଏଇଟା କଣ ନା ଅଲ ଓଭର ଇଣ୍ଡିଆରେ ଚାଲିବ ତ ସେଇଟା ହେଇଗଲା କଣ ତାର କୋର୍ଟ ଅଫ ରେକର୍ଡ ଦେନ୍ ଆସିଲା ତାର ପାୱାର କଣ ନା ଜୁଡିସିଆଲ ରିଭ୍ୟୁ ଜୁଡିସିଆଲ ରିଭ୍ୟୁ ତ ଜୁଡିସିଆଲ ରିଭ୍ୟୁ ରେ ତାର କଣ ଆସୁଛି ଜୁଡିସିଆଲ ରିଭ୍ୟୁ ରେ ତାର କଣ ଆସୁଛି କନଷ୍ଟିଟ୍ୟୁସନ ସୁପ୍ରିମ କୋର୍ଟ କୁ ପାୱାର ଦେଇଛି କଣ କରିବା ପାଇଁ କଣ କରିବା ପାଇଁ ସେ ଏକ୍ସାମିନ କରିବ କନଷ୍ଟିଟ୍ୟୁସନାଲିଟି ଅଫ ଲେଜିସ୍ଲେଟିଭ ଏନାକ୍ଟମେଣ୍ଟ ଏକ୍ଜିକ୍ୟୁଟିଭ ଅର୍ଡର କାର ବୋଥ ସେଣ୍ଟର ଆଉ ଷ୍ଟେଟ ର ଯାହାବି ଲେଜିସ୍ଲେଟିଭ ଅର୍ଡର ହେଲା ଯାହାବି ଏକ୍ଜିକ୍ୟୁଟିଭ ଅର୍ଡର ହେଲା ତାକୁ ସେ ରିଭ୍ୟୁ କରିପାରିବ କିଏ ନା ସୁପ୍ରିମ କୋର୍ଟ କରିପାରିବ ଆଚ୍ଛା ଆମର clear କରିଦଉଛି ଆଚ୍ଛା ଆମର ଯଦି ଆର୍ଟିକଲ 127 କହୁଛି କି ଯଦି ଆମର ଗୋଟେ କିଛି ଜଜେସ୍ ଦରକାର ପଡିଲେ ଏକ୍ସଟ୍ରା ଜଜେସ୍ ଦରକାର ପଡିଲେ ସେଠି କଣ ହବ ଯଦି ଗୋଟେ କୋରମ ଦରକାର ପଡିଲା ଗୋଟେ ପରମାନେଣ୍ଟ ଜଜ ମାନଙ୍କର ଗୋଟେ କୋରମ ଦରକାର ପଡିଲା ସୁପ୍ରିମ କୋର୍ଟ ର ସେସନ କୁ କଣ୍ଟିନ୍ୟୁ କରିବା ପାଇଁ ଏଠି ତାହେଲେ କଣ ହବ ଏଠି ସିଜେଆଇ କଣ କରିବେ ଏଠି ସିଜେଆଇ କଣ କରିବେ ନୋମିନେଟ କରିବେ କାହାକୁ ନୋମିନେଟ କରିବେ ଯୋଉମାନେ ଜଜ ହେଇକି ଆସିବେ ସେ ଯୋଉ ନୋମିନେସନ ହବ ସେଟା କୋଉଠୁ ହବ ହାଇକୋର୍ଟ ରୁ ହବ ହାଇକୋର୍ଟ ର ଯେତିକି ଜଜ ଅଛନ୍ତି ତାଙ୍କ ଭିତରୁ ସିଜେଆଇ କଣ କରିବେ ନା ନୋମିନେଟ କରିବେ କଣ ପାଇଁ ନା ଗୋଟେ କୋରମ ବନେଇବେ ତାଙ୍କୁ ଆର୍ଟିକଲ 127 ସେ ପାୱାର ଦଉଛି ସେ ହାଇକୋର୍ଟ ର ଜଜ ମାନଙ୍କୁ ଭିତରୁ ସେ କଣ କରିବେ ନା ସ୍ପେସିଫାଇ କରିବେ କାହାକୁ ଆଣିକି ସେ କୋରମ ରେ ସେ ରଖିବେ ଆଚ୍ଛା ଆର୍ଟିକଲ 128 କଣ କହୁଛି ନା ଏନି ରିଟାୟାର୍ଡ ଜଜ ଏନି ରିଟାୟାର୍ଡ ଜଜ ସେ କଣ କରିବେ ସୁପ୍ରିମ କୋର୍ଟ ର ଅଫ ସୁପ୍ରିମ କୋର୍ଟ ସେ କଣ କରିବେ ତାଙ୍କୁ ଡକା ଯାଇ ପାରିବ ଧର ଗୋଟେ ଆମର ଦରକାର ଅଛି ଗୋଟେ କେସ ରେ ଗୋଟେ ମାନେ ତାଙ୍କର ଜରୁରୀ ନିହାତି ଇନଭଲଭମେଣ୍ଟ ଦରକାର ଅଛି କଣ କରାଯିବ ନା ଗୋଟେ ରିଟାୟାର୍ଡ ସୁପ୍ରିମକୋର୍ଟ ଜଜ କୁ ଆମେ କଲ ବ୍ୟାକ୍ କରିପାରିବା କଲ ବ୍ୟାକ୍ କରିପାରିବା ତାଙ୍କୁ ଡାକି ପାରିବା କଣ ପାଇଁ ନା ତମେ ଆସ ପୁଣି ସୁପ୍ରିମକୋର୍ଟ ରେ ବସ ପୁଣି ଏ କେସ ଟାକୁ ସମାଧାନ କର ତ ଏଇଟା କାହା ପରମିସନ ରେ ହବ ଏଇ ଯୋଉ ଜିନିଷ ଟା ହବ ଏଇଟା ପ୍ରେସିଡେଣ୍ଟଙ୍କ ପରମିସନ ରେ ହବ କି ଇଏ ରିଟାୟାର୍ଡ ହେଇଯାଇଛନ୍ତି ଆଙ୍କୁ ଆମେ ଆଉଥରେ ଡାକିବୁ ଏଇ କେସ ର ମାନେ ସଲଭ କରିବା ପାଇଁ ତ ଏଇଟା ପ୍ରେସିଡେଣ୍ଟଙ୍କର ପରମିସନ ହବ ଆର୍ଟିକଲ 127 କହୁଛି ତାହେଲେ 128 କହୁଛି 127 କଣ କହିଲା ନା ସିଜେଆଇ ନୋମିନେଟ କରିବେ ଆମର ଯୋଉ କୋରମ ତିଆରି ହବ କଣ ପାଇଁ ନା ଜଜ ମାନଙ୍କର ଯୋଉ ଏକ୍ସଟ୍ରା ଜଜ ଦରକାର ପଡିବେ ସେ ଯୋଉ ସିଜେଆଇ ନୋମିନେଟ କରିବେ ହାଇକୋର୍ଟ ଜଜ ମାନଙ୍କୁ କରିବେ 128 କହୁଛି ଠିକ ଅଛି ଯଦି ରିଟାୟାର୍ଡ ହେଇଯାଇଥିବେ ବି ଜଜ ତାଙ୍କୁ ବି ପ୍ରେସିଡେଣ୍ଟଙ୍କର ପରମିସନରେ କଣ କରିପାରିବ ନା ଡାକି ପାରିବ କିଏ ସୁପ୍ରିମ କୋର୍ଟ କଣ ପାଇଁ ନା ଆମର କେସ୍ ଲଢିବା ପାଇଁ ଠିକ ଅଛି ଆଚ୍ଛା ଆମେ ପାର୍ଲିଆମେଣ୍ଟ କହିଲେ କାହାକୁ କାହାକୁ ବୁଝିବା ଆଉ ପାର୍ଲିଆମେଣ୍ଟରେ ଆମର ହାଉସ କହିଲେ କିଏ ରହିଲେ upper ଲୋକସଭା house, ରାଜ୍ୟସଭା ପ୍ରେସିଡେଣ୍ଟ ହଁ ଲୋକସଭା ରାଜ୍ୟସଭା ପ୍ରେସିଡେଣ୍ଟ ଆମର ରହିଲେ କିଏ ନା ପ୍ରେସିଡେଣ୍ଟ ରହିଲେ upper house, ଆଉ ଲୋକସଭା ରହିଲା ଲୋକସଭା ଟା କୋଉ ହାଉସ ଏଟା lower house, ଲୋୟର ହାଉସ ରହିଲା ଦେନ ଆମର କିଏ ରହିଲା ନା ରାଜ୍ୟସଭା ରହିଲା ରାଜ୍ୟସଭା କଣ ନା ଅପର ହାଉସ ଅପର ହାଉସ ଆଚ୍ଛା ରାଜ୍ୟସଭାର ମେମ୍ବର ମାନେ କେତେ ବର୍ଷ ପାଇଁ ଇଲେକ୍ଟ ହୁଅନ୍ତି 6 ବର୍ଷ 6 ବର୍ଷ ପାଇଁ ଆଉ ସେମାନଙ୍କର ଯୋଉ ମାନେ ସେମାନଙ୍କର ଯୋଉ ଟେନ୍ୟୁର ଟା ସରେ କେତେ ସରେ କେତେ ଦିନରେ ଥରେ ସରେ 2 year 2 ପ୍ରତି years, 2 ଇୟରରେ ସରିବ 2 ଇୟରରେ କେତେ ଯିବେ 1/3 1/3 ରିଟାୟାର୍ଡ ହେବେ
ठीक अच्छे। आउ लोअर हाउस टा 5 year 5 year 5 year रे जीवो। अच्छा लोअर हाउस को आउ कौन कुआ जाए? हाउस ऑफ पीपल। people house of people. हाँ ना नहीं? आउ एटे Yes लोअर ma'am. हाउस टा टेम्पररी हाउस हाँ ना नहीं? Yes ma'am. गोड़ा सब छोट छोट जिन मन रखी था। टेम्पररी हाउस कहीं कहीं 5 वर्ष थरे भांगी जाऊँगी। आईटा हूँ अपर हाउस कोटा राज्यसभा, एटा भांगिबो नहीं, तेणु एटा कौन? एटा हूँ परमानेंट हाउस। अच्छा आमर लोकसभार स्ट्रेंथ केते मैक्सिमम हेई परिबो? 552. मैक्स हेई परिबो 552 बा 552। 52. वर्तमान अछंती केते? 545. 43 543 अछंती। 543 रु 552 552 मैक्सिमम हेई परिबे। 543 रु 530 कौन करिवे? 543 State ର 530 स्टेट रु जिबे। आउ जो 13 जन से कोउठु जिबे? यूनियन टेरिटरी रु जिबे। हाँ ना territories नहीं? ମ୍ୟାମ୍ ନମିନେଟେଡ୍ state ମ୍ୟାମ୍ ନମିନେଟ୍ 2 ଜଣ। नॉमिनेशन रो union उठीगला। territory ठीक है Yes ହଁ ma'am. Yes ma'am. Yes अच्छा ma'am. 2020 पूର୍ବरु ସେମାନେ 2020 ରୁ ସେଟା हाँ ଉଠିଗଲା 2020 2020 पूର୍ବरु केते जन थिले ना? 545 थिले। 45 545 रो ये हे गले केते? 543 हे गले। 530 स्टेट रु गले, 13 जन कोउठु गले? यूटी रु गले, यूनियन टेरिटरी रु। आउ जो दी जन रही गले से मानन को नॉमिनेट करथले। किए नॉमिनेट करथले? President. प्रेसिडेंट प्ରେସିଡେଣ୍ଟ नॉमिनेट करथले। से माने किए थिले? ଆଙ୍ଗ୍ଲୋ ଇଣ୍ଡିଆନ ଆଙ୍ଗ୍ଲୋ Anglo ଇଣ୍ଡିଆନ Indian. ମାନଙ୍କୁ କରୁଥିଲେ। କିନ୍ତୁ ଆମର କଣ ହେଲା ନା 104, ଏଇଟା ମନେ ରଖିଥା, 104ତମ 104 କନଷ୍ଟିଟ୍ୟୁସନାଲ ଆମେଣ୍ଡମେଣ୍ଟ ଯୋଉ ଆମର amendment ଆମେଣ୍ଡମେଣ୍ଟ ହେଲା କେବେ ହେଲା? 2019 2019 ରେ ହେଲା। 2019 ସେଠି କଣ ହେଲା? ଏଇ ଯୋଉ ଆଙ୍ଗ୍ଲୋ ଇଣ୍ଡିଆନ ଦି ଜଣଙ୍କୁ ସିଏ ଇଲେକ୍ଟ ଯୋଉ ନୋମିନେଟ କରୁଥିଲେ ତାଙ୍କୁ କଣ ହେଲା? ମନା କରିଦିଆଗଲା, କହିଲା ତାଙ୍କୁ ଆଉ ନୋମିନେଟ କରାଯାଇ ପାରିବନି। ତେଣୁ ସିଏ କଟିଗଲାଠୁ କେତେ ହେଇଗଲେ? 543 ହେଇଗଲେ। states ଠିକ ଅଛି। ଆଚ୍ଛା ଆମର କୋଉ ରାଜ୍ୟରୁ କେତେ ଲୋକସଭାକୁ ଯୋଉମାନେ ଯିବେ କଣ ଲୋକସଭା ଏମପି, ତ ଆମ ରାଜ୍ୟରୁ କୋଉ ରାଜ୍ୟରୁ କେତେ ଯିବେ ସେଟା କେମିତି ଆମର ଡିସାଇଡ ହବ? Total population basis population. ପପୁଲେସନ Population. ୱାଇଜ। ଭେରି ଗୁଡ, ଏଇଟା ମନେ ରଖିଥାଅ। କଣ ନା ଆମର ଯୋଉ ରାଜ୍ୟର ପପୁଲେସନ ଯେତେ ଅଧିକା ସେ ରାଜ୍ୟରୁ ଲୋକସଭାକୁ ଏମପି ମାନେ ସେତେ ଅଧିକା ଯିବେ। କାହିଁକି ଯିବେ? କାହିଁକି ନା ଲୋକସଭା ଏମପି ପରା ଯିବେ କଣ ତମ ରାଜ୍ୟର କିଛିଟା ଅଞ୍ଚଳର ସେମାନେ ମାନେ ସମସ୍ୟାକୁ ନେଇକି ଯିବେ। ସେମାନଙ୍କୁ କିଛିଟା ଅଞ୍ଚଳର ଲୋକସଭା ଏମପି କି ଯିବେ। ଯଦି ଗୋଟେ ଯଦି ସମସ୍ତଙ୍କର ଫିକ୍ସ କରିଦିଆଯିବ 10 ଜଣ ଯିବେ ହେଲା, ତ 10 ଜଣ, ଓଡିଶା ଗୋଟେ ଏଡେ ବଡ ରାଜ୍ୟରୁ 10 ଜଣ ଲୋକ ଯିବେ, ଗୋଆ ଗୋଟେ ଛୋଟିଆ ରାଜ୍ୟରୁ ବି 10 ଜଣ ଯିବେ। ତ ସେଠି କଣ ଇନଇକ୍ୱାଲିଟି ହବ। ସେଥିପାଇଁ କଣ କରାହେଇଛି ନା ପପୁଲେସନ ୱାଇଜ ସେଇ ହିସାବରେ ଲୋକମାନେ ଯିବେ। ଆଚ୍ଛା ସେମାନଙ୍କର ଲୋକସଭା ଏମପି ମାନଙ୍କର ଯୋଉ ଏଜ କେତେ ଥାଏ? 25 25 25. ହଉଛି ଅନକା 25। ତାଙ୍କର କ୍ୱାଲିଫିକେସନ ବିଷୟରେ କୋଉଥିରେ କୋଉ ଆର୍ଟିକିଲ ରେ କୁହାଯାଇଛି ଲୋକସଭା ଏମପି ମାନଙ୍କର? One. ଆର୍ଟିକିଲ 84 ରେ। ଆଚ୍ଛା ଲୋକସଭାର କିଏ ହେଡ କିଏ? speaker ପ୍ରେସିଡେଣ୍ଟ କି ମାନେ Speaker. ଲୋକସଭାର ହଁ ସ୍ପିକର ସ୍ପିକର ସ୍ପିକର। ଆଚ୍ଛା Speaker. ସ୍ପିକର ଆମର ଲୋକସଭାର ମେମ୍ବର ହେବେ ନା ହେବେନି? ହେବେ have a ହେବେ। compulsory ସେମାନେ Speaker ହଁ ହେବେନି। ତ ରାଜ୍ୟସଭାର କିଏ? ଯାଇକି nominate ହବ। ଭାଇସ୍ ପ୍ରେସିଡେଣ୍ଟ Vice ଭାଇସ୍ President. ପ୍ରେସିଡେଣ୍ଟ। president ତ Chairman. ଭାଇସ୍ ସେ ପ୍ରେସିଡେଣ୍ଟ ସେଠିକାର ମେମ୍ବର ନୁହନ୍ତି ମ୍ୟାମ୍ ମେମ୍ବର ହେବେନି। ଏଇଟା ମନେ ରଖିଥା, ଇମ୍ପୋର୍ଟାଣ୍ଟ କଣ ନା ସ୍ପିକର ହେବେ ମେମ୍ବର, ଆଉ ଭାଇସ୍ ପ୍ରେସିଡେଣ୍ଟ ମେମ୍ବର ହେବେ ନାହିଁ ରାଜ୍ୟସଭାର। ଆଉ ଗୋଟେ କଥା, ସେମାନେ ଯଦି ଆମର ଲୋକସଭାର ଏମପି ଯିଏ ସେମାନେ ଯଦି ଲଗାତାର ଭାବେ କଣ୍ଟିନ୍ୟୁଅସଲି 60 ଡେଜ ଆବସେଣ୍ଟ ରହିଲେ ତାହେଲେ କଣ ହବ? ସେମାନଙ୍କୁ ବାହାର କରିଦିଆଯିବ, ତାଙ୍କ ସିଟ କୁ ଭ୍ୟାକାଣ୍ଟ କରିଦିଆଯିବ। ତାଙ୍କର ଯୋଉ ସିଟ ଟାକୁ ଭ୍ୟାକାଣ୍ଟ କରିଦିଆଯିବ।
କଣ୍ଟିନ୍ୟୁଅସଲି 60 ଡେଜ, ଯଦି ସେ 59 ଡେଜ ଗଲା ଗଲାନି, ତାପରେ ତା ପର ଦିନଟା ଗଲା, ତ ସେଠି ତାର ସିଟ୍ ରହିଲା। ଯଦି ସେ କଣ୍ଟିନ୍ୟୁଅସଲି 60 ଡେଜ ଯାଇନି, ତାହେଲେ ତ ସିଟ୍ ଟାକୁ ଖାଲି କରିଦିଆଯାଇ ପାରିବ। ଆଚ୍ଛା, ଯଦି ଗୋଟେ ଲୋକ ଦିଟା କନଷ୍ଟିଚୁଏନ୍ସି ରୁ ଲଢୁଛି, କାହିଁକିନା ଏଇ କୋଶ୍ଚିନ୍ ଗୁଡା ଗୋଟେ ବୁଲେଇକି ପକେଇବ। ଯଦି ଗୋଟେ ଲୋକ ଦିଟା କନଷ୍ଟିଚୁଏନ୍ସି ରୁ ଲଢୁଛି, ତାହେଲେ ଯଦି ସେ ଦିଟା ଆଙ୍କର ଜିତିଗଲା, ମ୍ୟାମ୍ ଗୋଟେ ଟୋଟାଲ ଛାଡିଦେବେ, ଗୋଟେ ରହିବ, ଗୋଟେ ନୁହଁ। ଆଉ ଗୋଟେ ଛାଡି ତାକୁ ଗୋଟେ ଗୋଟେ ଚୁଜ ଛାଡିବାକୁ କରିବ। ପଡିବ, ଗୋଟେ ରଖ। ହଁ, ତାକୁ କଣ ନା ଗୋଟେ ଛାଡିବାକୁ ପଡିବ, ଗୋଟେ ରଖିବାକୁ ପଡିବ। ଆଚ୍ଛା, ଯଦି ଆମେ ଜାଣିଲେ ଲୋକସଭାର କିଏ ନା ସ୍ପିକର ରହିଲେ, ଯଦି ସ୍ପିକର ନାହାନ୍ତି, ସ୍ପିକର ଆବସେଣ୍ଟ ଅଛନ୍ତି, ତାହେଲେ ତାଙ୍କ ଡେପୁଟି କାମ ସ୍ପିକର, କିଏ କରିବ? ଡେପୁଟି ସ୍ପିକର। ଡେପୁଟି ସ୍ପିକର କିଏ କଲା ନା ତାଙ୍କର କଲା ଡେପୁଟି ସ୍ପିକର। ଆଚ୍ଛା, ଆମର ଯୋଉ ସ୍ପିକର ବଛା ହେବେ, ତାଙ୍କର ପ୍ରୋସେସ ଟା କିଏ କହିପାରିବ? ଡେପୁଟି ସ୍ପିକର। ନା ନା, ମ୍ୟାମ୍ ସେ ତ ଡେପୁଟି ସ୍ପିକର ରହିଲେ, ଆମର ହ୍ୟାଲୋ ଯୋଉ ମ୍ୟାମ୍, ସ୍ପିକର ଯଦି ବଛା ସିଟ୍ ହେବେ, ରେ ଲଢୁଥିବ, ଯଦି ମ୍ୟାମ୍ ଆମର ଟୋଟାଲ ଲୋକସଭା ମେମ୍ବରକୁ ମ୍ୟାମ୍ ନମିନେଟ୍ କରିବେ ଜଣେ। ଆମର ଇଲେକ୍ସନ ସରିଲା, ବର୍ତ୍ତମାନ ଆମର ସରିଯିବ କଣ, ଇଲେକ୍ସନ ସରିବ। ତ ଇଲେକ୍ସନ ସରିଲା ପରେ ଆମର ଯୋଉ ସ୍ପିକର ବଛା ହେବେ, ତାର ପ୍ରୋସେସ ଟା କଣ ରହିବ? ମ୍ୟାମ୍ ଜଣକୁ ନମିତା ବାଛିବେ ମ୍ୟାମ୍ ତାଙ୍କୁ, ଟୋଟାଲ ହଁ, ମେମ୍ବର। ମ୍ୟାମ୍ ଟୋଟାଲ ମେମ୍ବର ଜଣକୁ ବାଛିବେ। ଆମର ଯେତେବେଳେ ବର୍ତ୍ତମାନ ଲୋକସଭା ଇଲେକ୍ସନ ସରିଯିବ, ଲୋକସଭା ଇଲେକ୍ସନ ସରିଲା ପରେ ପ୍ରଥମେ କଣ କରାହବ, ଗୋଟେ ପ୍ରୋଟମ୍ ସ୍ପିକର ରଖାହବ। ସେ କିଛି ଦିନ ପାଇଁ ରହିବ, ପ୍ରୋଟେମ୍ ସ୍ପିକର ରହିବ। ହେଲା, ମନେ ରଖିଥା, ଏ ସ୍ପିକର ଆଉ ପ୍ରୋଟେମ୍ ସ୍ପିକର ଭିତରେ ଡିଫରେନ୍ସ। ପ୍ରୋଟେମ୍ ସ୍ପିକର ଟା କଣ ନା ଅଳ୍ପ ଦିନ ପାଇଁ ରହିବ। ଏ ଯୋଉ ପ୍ରୋଟେମ୍ ସ୍ପିକର ଟା ରହିବ, ଏଟା ତାକୁ କେମିତି ବଛା ହବ, କୋଉ ବେସିସ ରେ? ସିନିୟରିଟି ବେସିସ ରେ ତାକୁ ବଛା ହବ। ସିନିୟରିଟି ବେସିସ ରେ ମାନେ ନୁହେଁ ଯେ କି ତାକୁ କେତେ ଅଧିକା ଏଜ ହେଇଯାଇଛି, ଏଥିରେ ବଛା ହବ କି ସେ ଏକ୍ସପିରିଏନ୍ସ। କେତେ ଥର ଇଲେକ୍ଟ ହେଇଛି, ବା ସେ କେତେ ଥର ମାନେ ତାର ପୋଜିସନ କୁ ଆସିଛି, ତ ସେଇ ସିନିୟରିଟି ବେସିସ ରେ ବଛା ହବ। ତ ସିଏ ଯେତେବେଳେ ଯାକେ ଗୋଟେ ପରମାନେଣ୍ଟ ସ୍ପିକର ଆପଏଣ୍ଟ ନ ହେଇଛି, ସେ କଣ କରିବ ନା ହାଉସ ର ଲୁକ୍ ଆଫ୍ଟର କରିବ, ବା ହାଉସ ଟାକୁ ସେ ଚଳଉଥିବ। ଠିକ ଅଛି। ମ୍ୟାମ୍, ହଁ ମ୍ୟାମ୍ ଗୋଟେ ଗୋଟେ କ୍ୱେଶ୍ଚନ। ଏ ଯୋଉ ଆମର ଆପଣ କହିଲେ ଯୋଉ ଜଣେ ଲୋକ ଯଦି ଦିଟାରୁ ଯଦି ଲଢେଇ କଲା ଯୋଉ ଲୋକସଭାରେ, ସେ ଗୋଟେ ସିଟ୍ ଛାଡିବ, ତ ଯୋଉଟା ସେ ଛାଡିବ ସେଠି କଣ ଆଉଥରେ ରି ଇଲେକ୍ସନ ହବ କଣ? ହଁ, ଯଦି ସେ ଛାଡିଲା ସେଠି ଆଉଥରେ ରି ଇଲେକ୍ସନ ହବ, ଆଉ ନହେଲେ ପୁଣି ସେ ସିଟ୍ ଟା ଭାକାଣ୍ଟ ତ ରହିଯିବ ନା ପୁରା। ଆଜ୍ଞା। ଠିକ ଅଛି। ତ ଆମର ଏଇ ଯୋଉ ହଁ, ଆମେ ଜାଣିଲେ ସିନିୟରିଟି ମାନେ କଣ ନା, ସେ କେତେ ଥର ଇଲେକ୍ଟ ହେଇଛି, କେତେ ଥର ସେ ଇଲେକ୍ସନ ଜିତିଛି। ଯଦି ଗୋଟେ ଲୋକ ଥିବ, କଣ ତାକୁ ହେଇଥିବ 75 ଇୟର, ସେ ଦୁଇଥର ମାନେ ଇଲେକ୍ଟ ହେଇଥିବ ବା ଇଲେକ୍ସନ ଜିତିଥିବ। ଯଦି ଆଉ ଗୋଟେ ଲୋକ ଥିବ, ଯାହାକୁ ଥିବ କେତେ ନା 55 ଇୟର, କିନ୍ତୁ ସେ 4 ଥର ଇଲେକ୍ଟ ହେଇଥିବ, ତାହେଲେ ପ୍ରୋଟେମ୍ ସ୍ପିକର କିଏ ହବ? ଏଇ ଲୋକଟି ହବ। ତ ଏଠି ଆମେ ଏଜ କୁ ଦେଖୁନେ, କେତେ ଥର ସେ ଜିତିଛି ଆମେ ସେଇଟାକୁ ଦେଖୁଛେ। ଠିକ ଅଛି। ତ ପ୍ରୋଟେମ୍ ସ୍ପିକର ରହିଲା ଅନଟିଲ ସ୍ପିକର ନ ବଛା ହେଇଛି। ଠିକ ଅଛି। ତ ତାପରେ କଣ ହବ ନା, ସ୍ପିକର ପାଇଁ କଣ୍ଟେଷ୍ଟ ହବ, ମାନେ ସ୍ପିକର ପାଇଁ ଇଲେକ୍ସନ ହବ। ତ ଏଇ ଯୋଉ ପ୍ରୋଟେମ୍ ସ୍ପିକର ଟା ବି ସ୍ପିକର ମାନେ ସ୍ପିକର ପାଇଁ ଯୋଉ ଇଲେକ୍ସନ ହବ, ସେଥିରେ ସିଏ ବି ପାର୍ଟିସିପେଟ କରିପାରିବ। ସେଠି ଗୋଟେ ଡେଟ୍ ଫାଇନାଲ କରାହବ, ତାକୁ କିଏ ଫାଇନାଲ କରିବେ ସେ ଡେଟ୍ ଟାକୁ? ପ୍ରେସିଡେଣ୍ଟ। ପ୍ରେସିଡେଣ୍ଟ ଫାଇନାଲ କରିବେ। ପ୍ରେସିଡେଣ୍ଟ ଫାଇନାଲ କରିବେ କି ଡେଟ୍, ମାନେ କୋଉ ଡେଟ୍ ରେ ଆମର ସ୍ପିକର ଇଲେକ୍ସନ ହବ। ଆଚ୍ଛା, ତାପରେ ଇଲେକ୍ସନ ହବ, ଇଲେକ୍ସନରେ ଯାହାକୁ ଅଧିକ ଭୋଟ ମିଳିଲା ସିଏ ସ୍ପିକର ହେଲା। ଆଚ୍ଛା, ଯଦି ଆମର ଲୋକସଭା ଡିଜଲ୍ଭ ହେଇଗଲା, ଯଦି ଆମର ଲୋକସଭା ଡିଜଲ୍ଭ ହେଇଗଲା, ତାହେଲେ ସ୍ପିକର କଣ କରିବେ? ସ୍ପିକର କିନ୍ତୁ ରହିବେ ନ୍ୟୁ ଇଲେକ୍ସନ ପର୍ଯ୍ୟନ୍ତ। ଭେରି ଗୁଡ। ତ କଣ ହବ, ସେଠି ସ୍ପିକର କିନ୍ତୁ ତାଙ୍କ ସିଟ ରେ ରହିବେ। କେବେ ଯାକେ ନା, ଯେବେ ଯାକେ ପୁଣି ନୂଆ ଇଲେକ୍ସନ ହେଇକି ନୂଆ ନ ଆସିଛନ୍ତି, କଣ ନା ପୁଣି ଆମର ସରକାର ନ ଆସିଛି, ସ୍ପିକର ସେଠି ରହିବେ। ବର୍ତ୍ତମାନର ସ୍ପିକର କିଏ? ଓମ୍ ବିର୍ଲା। ଓମ୍ ବିର୍ଲା।
ହେଲା। ଆଚ୍ଛା, ସ୍ପିକର ଯଦି ରିଜାଇନ କରିବେ, ଯଦି ସ୍ପିକର ରିଜାଇନ କରିଦେବେ, ଲୋକସଭା ସ୍ପିକର ଯଦି ରିଜାଇନ କଲେ, ସେ କାହାକୁ ରିଜାଇନ ଦେବେ ରିଜିଗ୍ନେସନ? ଡେପୁଟି ପ୍ରେସିଡେଣ୍ଟ। ସ୍ପିकर। ଡେପୁଟି ସ୍ପିକର କୁ, ଡେପୁଟି କାହିଁକିନା ଡେପୁଟି ସିଏ ନଥିଲା ସ୍ପିକର। ବେଳେ ଭ୍ୟାକାଣ୍ଟ ଥିଲା ବେଳେ ଡେପୁଟି ସ୍ପିକର ବୁଝିବେ। ଠିକ ଅଛି। ଆଚ୍ଛା, ସ୍ପିକର କୁ ହଟେଇବାର ପ୍ରୋସେସ କଣ? ସ୍ପିକର କୁ ହଟେଇବାର କଣ ପ୍ରୋସେସ ଅଛି? ସ୍ପିକର କୁ ହଟେଇବାର ଆବସୋଲ୍ୟୁଟ ମେଜରିଟି ଦ୍ଵାରା ତାଙ୍କୁ ହଟେଇ ହବ। ଆବସୋଲ୍ୟୁଟ ମେଜରିଟି ମାନେ ଲୋକସଭାରେ ଆବସୋଲ୍ୟୁଟ ମେଜରିଟି ଯଦି ମିଳିଲା, ମାନେ ତାର କଣ ନା, ତାର ମେମ୍ବର ମାନଙ୍କର, ତାପରେ 14 ଦିନ ଟାଇମ ଦିଆଯିବ। ମନେ ରଖିଥା, 14 ଦିନ ଟାଇମ ଦିଆଯିବ। କାହାକୁ? ନା ସ୍ପିକର କୁ। କଣ ପାଇଁ? ନା ତା ନିଜକୁ ଡିଫେଣ୍ଡ କରିବା ପାଇଁ। ଯଦି ସେ ଡିଫେଣ୍ଡ ନ କରି ପାରିଲେ, ତାହେଲେ ତାଙ୍କୁ ସିଟ ଟା ମାନେ ତାଙ୍କ ସିଟ ଟା ଯିବ। ଠିକ ଅଛି। ଆଚ୍ଛା, ଆମର ଲୋକସଭାରେ ଯୋଉ ସବୁ ଭୋଟ ହୁଏ, ତ ସେ ଭୋଟ ରେ ସ୍ପିକର ଭୋଟ ଦେଇପାରିବ ନା ଭୋଟ ଦେଇପାରିବନି? ଦେଇପାରିବ ମ୍ୟାମ୍। ହଁ, ସ୍ପିକର ଭୋଟ ଦେବନି। ତାହେଲେ ଦେଇପାରିବ ନା ନାଇଁ, ଜୋରରେ କୁହ। ଦେଇପାରିବ ନାହିଁ ମ୍ୟାମ୍। ଦେଇପାରିବ ନାହିଁ, କିନ୍ତୁ କେତେବେଳେ ଦବ? ନା ଯେତେବେଳେ ଗୋଟେ ଟାଏ ହେଇଯିବ, ବା ତାକୁ କୁହାଯାଏ ଇକ୍ୱାଲିଟି ଅଫ ଭୋଟ ହେଇଯିବ। ମାନେ ଯେତେବେଳେ ଗୋଟେ ଭୋଟ ରେ ଟାଏ ହେଇଗଲା ବା ଇକ୍ୱାଲିଟି ଅଫ ଭୋଟ ହେଲା, ସେଠି ସ୍ପିକର କଣ ଦବ? ନା କାଷ୍ଟିଂ ଭୋଟ ଦବ, ବା ଡିସିସିଭ ଭୋଟ ତାକୁ କୁହାଯାଏ। କାଷ୍ଟିଂ ଭୋଟ ବା ଡିସିସିଭ ଭୋଟ। ତ ପକେଇବ ଯଦି ସ୍ପିକର କୋଉ ଭୋଟ ଦେଇପାରିବ? ନା ସେ କାଷ୍ଟିଂ ଭୋଟ ଦେଇପାରିବ, ନହେଲେ ଡିସିସିଭ ଭୋଟ ଦେଇପାରିବ। ଠିକ ଅଛି। ଆଚ୍ଛା, ସିଏ ହଉଛି ଆମର ଲୋକସଭାର ତାହେଲେ ପ୍ରିନ୍ସିପାଲ ସ୍ପୋକ ମ୍ୟାନ କାହାକୁ କହିବା? ସିଏ ହଉଛି ସ୍ପିକର। କିଏ? ନା ପ୍ରିନ୍ସିପାଲ ସ୍ପୋକ ମ୍ୟାନ ଅଫ ଦ ହାଉସ। ଆଚ୍ଛା, ଆମର ଲୋକସଭାକୁ କିଏ ଆଡଜର୍ନ କରିବ, କିଏ ସସ୍ପେଣ୍ଡ କରିବ, ଆଉ କିଏ ଲୋକସଭାର କୋରମ ଟାକୁ ମେଣ୍ଟେନ କରିବ, ଡେକୋରମ ଟାକୁ? ସ୍ପିକର ମ୍ୟାମ୍। ତାକୁ ବି ସ୍ପିକର କରିବ। ଆମର ସ୍ପିକର କଣ କରିବ? ନା ଆଡଜର୍ନ କରିବ ସେସନ କୁ, ସସ୍ପେଣ୍ଡ କରିବ ମିଟିଂ କୁ। ଆମର ଡେକୋରମ ଟାକୁ ଲୋକସଭାର ମେଣ୍ଟେନ କରି ରଖିବ କିଏ? ନା ସେ ସ୍ପିକର ହିଁ କରିବ। ଠିକ ଠିକ ଅଛି। ଆଚ୍ଛା, ଆମର ଜଏଣ୍ଟ ସିଟିଂ ର ହେଡ ହବ କିଏ? ପ୍ରେସିଡେଣ୍ଟ। ପ୍ରେସିଡେଣ୍ଟ। ଜଏଣ୍ଟ ସିଟିଂ ର ହେଡ ହବ କିଏ? ଜଏଣ୍ଟ ସେକ୍ରେଟାରୀ ପ୍ରେସିଡେଣ୍ଟ। ପ୍ରେସିଡେଣ୍ଟ ସ୍ପିକର ମ୍ୟାମ୍। ହବ ହେଡ। ପ୍ରେସିଡେଣ୍ଟ ସିନା ଡାକିବେ, କିନ୍ତୁ ସ୍ପିକର ହବ ହେଡ। ଜଏଣ୍ଟ ସିଟିଂ ବିଷୟରେ କୋଉ ଆର୍ଟିକିଲ ରେ କହିଛି? ଜଏଣ୍ଟ ସିଟିଂ। ଆର୍ଟିକିଲ 108 ରେ କହିଛି ଜଏଣ୍ଟ ସିଟିଂ। ଜଏଣ୍ଟ ସିଟିଂ କେତେବେଳେ ହୁଏ? ୱାର ପ୍ଲେ। ହଁ, ଜଏଣ୍ଟ ସିଟିଂ ୱାର କେତେବେଳେ ୱାର ହୁଏ? ବେଳେ। ଯଦି ଗୋଟେ ୱାର ୱାର ବିଲ୍, ହଁ, ୱାର ବେଳେ ମ୍ୟାମ୍ ହୁଏ। ଟିକେ ଜୋରେ କୁହ, ଶୁଣା ହଉନି। ୱାର ଯୁଦ୍ଧ ସମୟରେ। ୱାର ଟାଇମ ରେ ହୁଏ ନା କଣ କହୁଛ? ୟେସ୍ ମ୍ୟାମ୍। ଆଉ ୱାର ଟାଇମ ରେ କାହିଁ ଜଏଣ୍ଟ ସିଟିଂ ହବ? ୱାର ଟାଇମ ରେ ତ ଏମରଜେନ୍ସି ଲଗା ହବ, ସେତେବେଳେ ଜଏଣ୍ଟ ସିଟିଂ କାହିଁ କରାହବ? ଗୋଟେ ଯେତେବେଳେ ବିଲ୍ ଉପରେ ଯେତେବେଳେ ଗୋଟେ ମୋସନ ହୁଏ, ଗୋଟେ ବିଲ୍ ଉପରେ ଯେତେବେଳେ ଗୋଟେ ମୋସନ ହବ, ଗୋଟେ ଡିସ୍କସନ ପାଇଁ, ପ୍ରେସିଡେଣ୍ଟ କଣ କରେ? ନା ଜଏଣ୍ଟ ସିଟିଂ ଡାକିବ। ସେ ଜଏଣ୍ଟ ସିଟିଂ ର ହେଡ କିଏ ରହିବ? ନା ସେ ରହିବ ସ୍ପିକର ରହିବ। କୋଉ ଆର୍ଟିକିଲ ରେ କୁହାହେଲା? ନା 108 ଆର୍ଟିକିଲ ରେ କୁହାହେଲା। ଠିକ ଅଛି। ତ ଆମେ ତାହେଲେ ଜାଣିଲେ, ଆମର ପାର୍ଲାମେଣ୍ଟ କହିଲେ କାହାକୁ ବୁଝେ? ନା ଲୋକସଭା, ରାଜ୍ୟସଭା ଆଉ ସ୍ପିକର କୁ ନେଇକି ଜାଣିଲେ। ଆମର ଲୋକସଭା ହେଲା ଲୋୟର ହାଉସ, ତାକୁ ଆମେ କହିପାରିବା ହାଉସ ଅଫ ପିପୁଲ, ତାକୁ ଆମେ କହିପାରିବା ଟେମ୍ପରାରୀ ହାଉସ। ତାପରେ ରାଜ୍ୟସଭା କଣ ହେଲା? ନା ଆମର ପରମାନେଣ୍ଟ ହାଉସ ହେଲା, ଆଉ ଆମର ଅପର ହାଉସ ହେଲା। ଠିକ ଅଛି। ରାଜ୍ୟସଭାରେ ଆମେ କଣ ଜାଣିଲେ? ନା 6 ବର୍ଷ ତାର, ମାନେ 6 ବର୍ଷ ଗୋଟେ ମେମ୍ବର 6 ବର୍ଷ ରହିବ ରାଜ୍ୟସଭାରେ। ଆଉ ପ୍ରତି 2 ବର୍ଷରେ 1/3 ମେମ୍ବର ତାର ରିଟାୟାରମେଣ୍ଟ ନେବେ। ତ ଆମେ ଜାଣିଲେ ରାଜ୍ୟସଭାରେ ଭାଇସ ପ୍ରେସିଡେଣ୍ଟ ହେଲେ ତାର ପ୍ରେସିଡେଣ୍ଟ ହେଡ, ଆଉ ଲୋକସଭାରେ କିଏ ହେଲେ? ନା ସ୍ପିକର। ଯେତେବେଳେ ଆମର ବର୍ତ୍ତମାନ ଆମର ଫ୍ରେଶ ଇଲେକ୍ସନ ସରିବ, ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ସ୍ପିକର ଟା? କାହିଁକି ନା ଏବେ ଫ୍ରେଶ ଇଲେକ୍ସନ ସରିବ, ବର୍ତ୍ତମାନ ସ୍ପିକର ହବ।
कौन हम ना प्रथम गोटे प्रोटेम स्पीकर हम ताकू किए बाछिबो ना प्रेसिडेंट केमिति ना सीनियरिटी बेसिस रे बाछिबो सीनियरिटी कौन ना जी अधिका थर इलेक्ट हेची ठीक अछि तापरे कौन हम ना इलेक्शन हम का पई ना स्पीकर पई इलेक्शन हम स्पीकर ताहले हम जानले लोकसभा रो हेड से कौन करिवो ना से मीटिंग को आडजर्न करिवो से सस्पेंड करिवो तापरे ताकू से जदि रिजाइन करूची से काहाकू रिजाइन करिवो ना से डेप्यूटी स्पीकर को रिजाइन करिवो स्पीकर नथिला बेले डेप्यूटी स्पीकर स्पीकर रो काम करिवो ठीक अछि वर्तमान किए ना ओम बिरला तेणु वर्तमान स्पीकर तापरे कौन जानिले ना आमे ना जो हमर जॉइंट सिटिंग हबो किए डाकिबे ना प्रेसिडेंट डाकिबे आर्टिकल 108 थ्रू रे ताकू किए तार हेड रहइबो ना स्पीकर रहइबो स्पीकर और स्पीकर को जदि हमें बाहर करि दबा ताले केते कोउ भले मेजॉरिटी रे ना आब्सोल्यूट मेजॉरिटी रे तांको बाहर करिबा तो सेठी तांको केते दिन समय दिया हबो ना 14 दिन समय दिया हबो स्पीकर कोन वोट देई परिबो ना स्पीकर खाली कास्टिंग वोट देई परिबो ठीक अछि मैम मनी बिल रहीगला मैम हाँ और ठीक अछि तले नेक्स्ट क्लास रे हमें हाई कोर्ट आ बाकी जहाँ चीफ मिनिस्टर प्राइम मिनिस्टर एगुड़ा सब करिबा मैम आ लोकसभा मनी बिल पास रहीगला हाँ मनी बिल टा तो लोकसभा रू ही पास हबो यस मैम ठीक अछि ओके मैम नमस्कार हाँ ताले क्लास एंड करछि ओके मैम थैंक ओके यू थैंक यू नमस्कार मैम मैम हाँ गोटे क्वेश्चन मैम हाँ को मैम जो सुप्रीम कोर्ट रे जो अपन जो कहले जज जो केस गुड़ाक सेगुड़ाक पढ़ियो हाँ ताकू जज केस से तमे सुप्रीम ଟିକେ कोर्ट रे जो देखि दो केस देखि गुड़ाक दियो थिला हाँ हाँ जो आप जो देखि दो देखि दियो ठीक अछि 1993 आइले हाँ ताले क्लास एंड करछि ओके मैम ओके नमस्कार मैम थैंक यू थैंक यू मैम थैंक यू